Thank you, Jesus. Glory to God. Hallelujah. Praise the Lord. Praise the Lord. Praise the Lord. Urabasani karaba kalarabadi sarabalabadi yarabarabara. Urabandra purushil kalarabadi sarabadi yarabara. Thank you, Jesus. Thank you, Jesus. Thank you, Jesus. Hallelujah. Praise the Lord. 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 গোটে পালা গোটে প্রার্থনা করবে। ধন্যবাদ 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 প্রেমময় দয়াময় স্নেহময় কৃপাময় পরমেশ্বর তোমার পবিত্র নামକୁ ধন্যবাদ দেଉଛୁ তোমার ଗୌରବ କରୁଛୁ তোমার প্রশংসা କରୁଛୁ তোমার ସ୍ତୁତି বন্দনা କରୁଛୁ তুমি যে মহান পরমেশ্বর এଥିପାଇଁ ତୁମ ନାମରେ ଧନ୍ୟବାଦ ଦେଉଛୁ ପ୍ରଭୁ তুমি ଆଶ୍ଚର୍ଯ୍ୟ ଖବର କରିବା তুমি ଅଦ୍ଭୁତକାରୀ ପରମେଶ୍ୱର ଏଥିପାଇଁ ତୁମ ନାମରେ ଧନ୍ୟବାଦ ଦେଉଛୁ ହାଲେଲୁୟା ଉଦାରବାନୀ ଶାଖାବାରବାନୀ କୁତାରବାରୀ ଖାଲାନ୍ଦାରବାରୀ ଖାଲାରବା তোমার দয়া অনুগ্রহ ପାଇଁ ବିଶେଷ ସମୟ ଧନ୍ୟବାଦ ଦେଉଛୁ ପ୍ରଭୁ ଧନ୍ୟବାଦ ଦେଉଛୁ ଦୀର୍ଘ ଗୋଟେ ବର୍ଷ ପରେ ପ୍ରଭୁ ତୁମର ଦାସଙ୍କୁ ତୁମେ ଦୟା କଲ ଅନୁଗ୍ରହ କଲ ଏବଂ ବିଶେଷ ଭାବରେ ଆମମାନଙ୍କୁ ତୁମେ ଅନୁଗ୍ରହ ତୁମେ ଆଶୀର୍ବାଦ ମଧ୍ୟ କଲ ତୁମେ ତାହାଙ୍କୁ ପ୍ରଭୁ ଅଚାନକ ଭାବରେ ଚିନ୍ତାର ବାହାରେ ତୁମେ କଥା କହି ଆଜି ମହନା ଅଞ୍ଚଳକୁ ତୁମେ ଆଣିଲ ଏଥିପାଇଁ ତୁମ ନାମରେ ଧନ୍ୟବାଦ ଦେଉଛୁ ପ୍ରଭୁ ଧନ୍ୟବାଦ ଦେଉଛୁ ତୁମର ଗୌରବ କରୁଛୁ ପ୍ରଶଂସା କରୁଛୁ ଧନ୍ୟବାଦ ପ୍ରଶଂସା ନକରି ଆମେ ରହିପାରୁନୁ ଯେ ତୁମର ଦାସଙ୍କୁ ତୁମେ ମହାନ ଆଶ୍ଚର୍ଯ୍ୟ ଭାବରେ ତୁମେ କାର୍ଯ୍ୟ କରିଛ ମୃତ୍ୟୁ ମୁଖରୁ ତୁମେ ତାଙ୍କୁ ଉଠାଇଛ ପ୍ରଭୁ ପୁନର ଜୀବନ ତୁମେ ତାକୁ ପ୍ରଦାନ କରିଛ ପୁନର ଜୀବିତ ତୁମେ କରିଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ ଦେଉଛୁ ସ୍ୱପ୍ନ ଦର୍ଶନରେ ତୁମେ କଥା କହିଅଛ ତୁମର ପ୍ରତ୍ୟାଦେଶ ତୁମେ ତାହାଙ୍କୁ ଦେଇଛ ଏବଂ ଏପଟ ଲୋକମାନଙ୍କୁ ମଧ୍ୟ ସ୍ୱପ୍ନ ଦର୍ଶନରେ କଥା କହିଅଛ କାରଣ ତୁମେ କହିଅଛ ଏଇ ଆଉ ବେମାର କେବଳ ମୃତ୍ୟୁ ପାଇଁ ନୁହେଁ କିନ୍ତୁ ଈଶ୍ୱରଙ୍କର ଗୌରବ ନିମନ୍ତେ ମହାସାକ୍ଷ୍ୟ ସହିତ ତୁମର ଆମ୍ଭର ଦାସ ସେ ଉଠିବ ପୁରାବା ଶାଖାବାରାବା ନିକୁତାରବା ନିକାନ୍ଦାରବା ଆଜି ପ୍ରଭୁ ଯୀଶୁ ଆମେ ବହୁତ ଆନନ୍ଦ ଏବଂ ଖୁସି ମନେ କରୁଛୁ ଯେ ତୁମର ଦାସଙ୍କୁ ତୁମେ ମହାନ ଭାବରେ ତୁମେ ସୁସ୍ଥ କରିଛ ତୁମ ରକ୍ତ ତାଙ୍କୁ ଧୋଇ ପରିଷ୍କାର କରି ତୁମେ ପବିତ୍ର କରିଛ ତାଙ୍କୁ ବଳ ଶକ୍ତି ତୁମେ ପ୍ରଦାନ କରିଛ ଉଦାରବାନୀ ଶାଖାବାରବା ହାଲେଲୁୟା ପ୍ରେଜ୍ ଦ ଲର୍ଡ ଗ୍ଲୋରି ହୋସାନା ମନ ଅନ୍ତରର ଆମେ ବିଶ୍ୱାସୀ ଭାଇ ଭଉଣୀ ମାନେ ମଣ୍ଡଳୀର ପ୍ରତ୍ୟେକ ଆମେ ଖୁସି ମନେ କରୁଛୁ ଆନନ୍ଦ ମନେ କରୁଛୁ ଆଜି ପ୍ରଭୁ ଯୀଶୁ ତୁମର ଦାସଙ୍କର ମୁଖ ଦେଖିବାକୁ ଆମକୁ ଦେଇଛ ଆମମାନଙ୍କର ସହିତ ସେ ବସି ତୁମର ଉପାସନା ପ୍ରାର୍ଥନା କରିବା ଗୋଟେ ଏକ ସୁନ୍ଦର ସୁଯୋଗ ଗୋଟେ ଉତ୍ତମ ସୁଯୋଗ ଆମମାନଙ୍କୁ ତୁମେ ପ୍ରଦାନ କରିଛ ପ୍ରଭୁ ଏଥିପାଇଁ ଧନ୍ୟବାଦ ଦେଉଛୁ ତାଙ୍କୁ ଯୋଉ ଭାବରେ ତୁମେ ଉଠେଇଛ ସେ ଅନୁସାରେ ପ୍ରଭୁ ତୁମେ ତାଙ୍କୁ ବ୍ୟବହାର କର ତୁମେ ସେ ଅନୁସାରେ ତୁମେ କାର୍ଯ୍ୟ କର ତୁମେ କାର୍ଯ୍ୟ କରେ କିଏ ତା ଅନ୍ୟତା କରିପାରିବ ନାହିଁ ପୁରାବାନୀ ଶାଖାବାରାବାନୀ କୁତାରବାନୀ କାଲା ହାଲେଲୁୟା ପବିତ୍ର ଆତ୍ମାଙ୍କର ଶକ୍ତି ଏପରି ଭାବରେ ପ୍ରାର୍ଥନା ଶକ୍ତି ଏପରି ଭାବରେ ଉପବାସ ପ୍ରାର୍ଥନା ଶକ୍ତି ଏପରି ଭାବରେ ବିନମ୍ର ପ୍ରାର୍ଥନା ଶକ୍ତି ଏପରି ଭାବରେ ଆଜି କାର୍ଯ୍ୟ କରିଛି ଏଥିପାଇଁ ଧନ୍ୟବାଦ ଦେଉଛି ପ୍ରଭୁ ତୁମେ ଆଣିଛ ଯେତେ ଦିନ ଯେତେ ସମୟ ଆଉ ମହନା ଅଞ୍ଚଳରେ ସେ ରହିବ ତୁମେ ତାର ସହବର୍ତ୍ତୀ ନିକଟବର୍ତ୍ତୀ ତାର ପାଦର ମୁଣ୍ଡ ବନ୍ଧ ସର୍ବାଙ୍ଗ ଦୁର୍ବଳତା ନିଅ ଯୁକ୍ତ କରି ତୁମେ ତାଙ୍କୁ ବ୍ୟବହାର କର ତାଙ୍କର ମୁଖର ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କର ହୃଦୟ ବିଦୀର୍ଣ୍ଣ ହବ ଅନେକ ଲୋକମାନେ ଯେଭଳି ପୁନର୍ଜୀବିତ ହେବେ ଆଉ ଦୁର୍ବଳ ଲୋକମାନେ ସବଳ ହେବେ ଆଉ ଶକ୍ତି ଯୁକ୍ତ ହେବେ ମତେ ତୁମେ ଆଶୀର୍ବାଦ କର ପ୍ରଭୁ ହାଲେଲୁୟା ହାଲେଲୁୟା ସେ ଫେରି ଯିବା ପର୍ଯ୍ୟନ୍ତ ତାଙ୍କର ସଙ୍ଗରେ ତୁମେ ରୁହ ତାଙ୍କ ସହିତ ଆମେ ଲାଗି ରହି ତୁମର ସେବା କରିବୁ ଆମଙ୍କର ବିଶେଷ ଚିନ୍ତା ଅଛି ଯେ ପବିତ୍ର ଆତ୍ମାରେ ଆମେ ପରିପୂର୍ଣ୍ଣ ହବୁ ତାଙ୍କର ମୁଖ ଦେଇ ବାକ୍ୟ ଶୁଣୁ ଶୁଣୁ ଆମେ ଯଦି ପବିତ୍ର ଆତ୍ମାରେ ଉତ୍ତେଜିତ ହବୁ ଆମେ ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଅଧିଷ୍ଠାନ କରିବ ପବିତ୍ର ଆତ୍ମାଙ୍କର ଶକ୍ତି ଆମେ ଯେଭଳି ପ୍ରାପ୍ତ ହବୁ ଆଉ ଯେଉଁ ଦାୟିତ୍ୱ ଦେଇଛ ସେ ଦାୟିତ୍ୱର ବିଷୟ ଆମେ ସୁଚାର ଭାବରେ ପରିଚାଳନା କରିବୁ ଗଳି କନ୍ଦି ମଧ୍ୟରେ ଯାଇ ସୁସମାଚାର ପ୍ରଚାର କରି ଅନେକ ଲୋକଙ୍କୁ ଯେଭଳି ଜିଣି ପାରିବୁ ଆତ୍ମା ଲାଭ କରିପାରିବୁ ମଣ୍ଡଳୀ ଯେମିତି ବଢି ପାରିବ ସେଥି ନିମନ୍ତେ ତୁମେ ସାହାଯ୍ୟ କର ପ୍ରଭୁ ସେଥିପାଇଁ ତ ତୁମେ ପଠେଇଛ ପ୍ରଭୁ ସେ ଅନୁସାରେ ଆମେ ପ୍ରତ୍ୟେକ ପ୍ରସ୍ତୁତ ହବୁ ଆଉ ତୁମେ ଦୟାକରି ଅନୁଗ୍ରହ କର ପ୍ରଭୁ ଧନ୍ୟବାଦ ଧନ୍ୟବାଦ ପ୍ରତ୍ୟେକ ମଣ୍ଡଳୀକୁ ସେ ଯିବେ ଆଉ ତାଙ୍କ ସଙ୍ଗରେ ତୁମେ ରୁହ ଆଜି ମଧ୍ୟ ଶୁଭ ସଞ୍ଜ ବେଳେ ପ୍ରଭୁ ଆମମାନଙ୍କୁ ତୁମେ ଏକତ୍ର କରିଅଛ ଆମେ ବିଶ୍ୱାସ କରୁଛୁ ଆଉ ତୁମକୁ ଧନ୍ୟବାଦ ପ୍ରଶଂସା କରି ସାରିଲୁଣି ଏତେବେଳେ ତାଙ୍କର ମୁଖ ଦେଇ ଯେଉଁ ବାକ୍ୟ ତୁମେ କହିବ ସେ ବାକ୍ୟ ଆମମାନଙ୍କର ହୃଦୟକୁ ଯେମିତି ବିଦୀର୍ଣ୍ଣ ହବ ଆମେ ଯେମିତି ସ୍ପର୍ଶ ହେବୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବୁ ଆମମାନଙ୍କର ଯାହା ଉଣା ଅଛି ତାହା ଆମେ ଯେଭଳି ପୂର୍ଣ୍ଣ କରିପାରିବୁ ସେଥି ନିମନ୍ତେ ଆମକୁ ସେପରି ଭାବରେ ପ୍ରସ୍ତୁତରେ ବସିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର ପ୍ରଭୁ ଯୀଶୁ ତୁମେ ଦୟାକର ପ୍ରତ୍ୟେକଙ୍କୁ ସୁରକ୍ଷିତ ଜାଗ୍ରତ ଭାବରେ ବସିବା ପାଇଁ ତୁମେ ଦୟାକର ବାକ୍ୟ ଶୁଣୁ ଶୁଣୁ ଆମମାନଙ୍କର ଜୀବନ ଯେମିତି ବଦଳିଯିବ ଆମେ ଗୋଟେ ନୂଆ ଭାବରେ ଦେଖାଯିବୁ ଆମେ ଅନ୍ୟତମ ସୃଷ୍ଟି ହବୁ ସେଥି ନିମନ୍ତେ ତୁମେ ଆମମାନଙ୍କୁ ସାହାଯ୍ୟ କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ରୁହ ଏ ମଣ୍ଡଳୀକୁ ତୁମେ ଆଶୀର୍ବାଦ କର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ବିଶେଷ ଦୟା କର ଓ ତାଳକ ପ୍ରଚାରକ ପାଷ୍ଟର ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ କର ପ୍ରଭୁ
एरिया अंचल को तुम्हें संपूर्ण तुम मुक्तिर मशाला जल दियो प्रत्येक जे बढ़ी प्रभु से मशाल पाई मन परिवर्तन हे साहाଯ୍य कर तुम दास को पुनर्वार तुम हस्त रखली मन प्राण आत्मा शरीर जीवन तुम हस्त देउची तुम्हें आशीर्वाद करी तुम्हें गौरव महिमा पाओ प्रार्थना शुणिल बोली धन्यवाद दे यीशु नाम रे ये प्रार्थना करुछि Praise the Lord. Praise the Lord. Hallelujah. 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 प्रभुଙ୍କର ମହତ୍ ନାମକୁ ବହୁତ ଧନ୍ୟବାଦ ଦିଏ ବାସ୍ତବିକ ପ୍ରଭୁ ଏ ସ୍ଥାନରେ ଉପସ୍ଥିତ ଅଛନ୍ତି ପ୍ରଭୁଙ୍କ ଲୋକମାନେ ଏ ସ୍ଥାନରେ ଅଛନ୍ତି ପ୍ରଭୁଙ୍କର ଦାସ ମଧ୍ୟ ଆମମାନଙ୍କ ମଧ୍ୟରେ ଅଛନ୍ତି ଆମେ ସମସ୍ତେ ପ୍ରଭୁଙ୍କର ପାଦ ତଳେ ଅଛୁ ଆତ୍ମା ମଧ୍ୟ ଏଠାରେ ଗମନାଗମନ କରୁଛନ୍ତି 2 Corinthians 3:17 ଲେଖା ଅଛି ପ୍ରଭୁ ଆତ୍ମା ଅଟନ୍ତି ପ୍ରଭୁ ଆତ୍ମା ଅଟନ୍ତି ଏହି ସ୍ଥାନରେ ଆତ୍ମାଙ୍କର ସେବା କାର୍ଯ୍ୟ ଆତ୍ମାଙ୍କର କାର୍ଯ୍ୟ ଜାରି ରହିଛି এই দিন মানকরে বিশেষ করে প্রভুଙ୍କର କାର୍ଯ୍ୟ ପ୍ରଚୁର ଭାବରେ ବୃଦ୍ଧି ପାଉଛି ମୁହଁରେ କରେ ନା ଏ ମା ମୋ ମୁହଁରେ ଲଗେନା ସେଟା ଆତ୍ମାଙ୍କ କାର୍ଯ୍ୟ ବଢି ଚାଲିଛି ଅନେକ ଆତ୍ମାରେ ପୂର୍ଣ୍ଣ ହେଉଛନ୍ତି ଅନେକ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ଆତ୍ମା ଏବଂ ସତ୍ୟର ଉପାସନା କରୁଛନ୍ତି ଅନେକ ଆତ୍ମା ବିହୀନ ମଧ୍ୟ ଅଛନ୍ତି ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ମାତ୍ର ଶେଷ ସମୟରେ ପ୍ରଭୁ ଆମମାନଙ୍କୁ ଦୟା କଲେ ଅନୁଗ୍ରହ କଲେ ଆଶୀର୍ବାଦ କଲେ ଏ ଶେଷ କାଳରେ ଶେଷ ସମୟରେ ପ୍ରଭୁ ଆମମାନଙ୍କୁ ଆପଣଙ୍କର ପରିଚୟ ଦେଇ ସେ ଆମମାନଙ୍କୁ ତାଙ୍କର ନିକଟବର୍ତ୍ତୀ କରିଛନ୍ତି କାରଣ ଧର୍ମଶାସ୍ତ୍ର ଲେଖା ଅଛି ଗୀତ ସଂହିତାରେ ତାର 63:28 ଲେଖା ଅଛି ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ପୁଣି ମଙ୍ଗଳ ଯେଉଁମାନେ ତାଙ୍କ ନିକଟବର୍ତ୍ତୀ ହେଇଛନ୍ତି ଯେଉଁମାନେ ତାଙ୍କର ପାଖାପାଖି ଅଛନ୍ତି ଯେଉଁମାନେ ତାଙ୍କର ସେବା କରନ୍ତି ଆତ୍ମାରେ ଏବଂ ସତ୍ୟରେ ପ୍ରଭୁ ସେମାନଙ୍କର ସହାୟ ଅଟନ୍ତି ତେଣୁ ଏଇ ଦିନମାନଙ୍କରେ ଆମକୁ କିପରି ସେବା କରିବା କିପରି ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ଏ ସକଳ ବିଷୟ ଆଜକୁ 42 ବର୍ଷ ହେଲା ପ୍ରଭୁଙ୍କର ଦାସଙ୍କର ପରିବର୍ତ୍ତନ ହୋଇ ମୋର ପରିବର୍ତ୍ତନ 36 ବର୍ଷ ହେବାକୁ ଯାଉଛି ଆଜି ଏ ସମସ୍ତ ସୂତ୍ର ବା ପ୍ରଣାଳୀ ଏ ସବୁ ବିଷୟ ଗୁଡାକ ଆମକୁ ଶିକ୍ଷା ଦେଇଛନ୍ତି କେମିତି ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା କେମିତି ପ୍ରାର୍ଥନା କଲେ ପ୍ରଭୁ ପ୍ରାର୍ଥନା ଶୁଣିବେ ଆଉ କେମିତି ପ୍ରାର୍ଥନା କରିବା ଅଧିକାଂଶ ଲୋକମାନେ ଜ୍ଞାନରେ ବୁଦ୍ଧିରେ ପ୍ରାର୍ଥନା କରନ୍ତି ମାତ୍ର ଧର୍ମଶାସ୍ତ୍ର କହେ ସେ ଏଫେସୀୟ ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖନ୍ତି ତାର 6:18 ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର ହାଉ ଟୁ ପ୍ରେ ତୁମେ କେମିତି ପ୍ରାର୍ଥନା କରିବା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ଦିଏ ଯେଉଁମାନେ ଆତ୍ମା ପାଇନାହାନ୍ତି ଆତ୍ମାରେ ପୂର୍ଣ୍ଣ ହୋଇନାହାନ୍ତି ସେମାନେ ଆତ୍ମାରେ କେବେ ପ୍ରାର୍ଥନା କରିବେ ନାହିଁ ଆତ୍ମାଙ୍କର କଥା କହିବେ ନାହିଁ ଆତ୍ମାଙ୍କ ବିଷୟରେ ସେମାନେ ଆଲୋଚନା କରିବେ ନାହିଁ ଆଜି ଅଧିକାଂଶ ଲୋକମାନେ ଆତ୍ମାବିହୀନ ଅଛନ୍ତି ଆତ୍ମାବିହୀନ ବିଶ୍ୱାସୀ ମାନେ ଅଛନ୍ତି ଆତ୍ମାବିହୀନ ପାଳକ ଚାଳକ ମାନେ ଅଛନ୍ତି ଜ୍ଞାନ ବୁଦ୍ଧିରେ ସବୁ ପ୍ରଚାର କରୁଛନ୍ତି ମାତ୍ର ବାଇବେଲ ଲେଖା ଅଛି ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ ମାତ୍ର ଶକ୍ତିରେ ପ୍ରକାଶ ପାଇବ ତେଣୁ ଶକ୍ତି ପାଇବାର ନିତାନ୍ତ ଦରକାର ଯଦି ଆମେ ଶକ୍ତିବିହୀନ ଅଛୁ ତାହେଲେ ଉପଯୁକ୍ତ ଭାବରେ ପ୍ରଭୁଙ୍କ ସନ୍ତୋଷଜନକ ଉପାସନା ଆମେ କରିପାରିବା ନାହିଁ ପ୍ରଭୁର ସନ୍ତୁଷ୍ଟ କରିପାରିବା ନାହିଁ ତେଣୁ ନିତାନ୍ତ ଦରକାର ଏ ଶେଷ ସମୟରେ ଯାହାକି ଜୁଏଲ ଭାଦଙ୍କ ଦ୍ୱାରା ସେ କଥା କହିଛନ୍ତି ଶେଷ କାଳରେ ଆମେ ପ୍ରତ୍ୟେକ ପ୍ରାଣୀ ଉପରେ ଆତ୍ମା ଢାଳିବା ଆତ୍ମା ଢଳା ହଉଛି ଲୋକମାନେ ଆତ୍ମାରେ ପରିପୂର୍ଣ୍ଣ ହେଇପାରୁନାହାନ୍ତି ଆତ୍ମାଙ୍କ ପ୍ରତି ମନୋଯୋଗୀ ହେଉନାହାନ୍ତି ମାତ୍ର ଆମେ 2 Corinthians 3:17 ଦେଖିଲୁ ଯେ ପ୍ରଭୁ ଆତ୍ମା ଅଟନ୍ତି ଜନ ପୁସ୍ତକ 4 ତାର 23-24 ଲେଖା ଅଛି ଯେ ଆତ୍ମା ଈଶ୍ୱର ଅଟନ୍ତି ଆତ୍ମା ଅଛନ୍ତି ଈଶ୍ୱର ଏ ଈଶ୍ୱର ଏ ପ୍ରଭୁ ଏ ପରମେଶ୍ୱର ଆକୁ ବିଭିନ୍ନ ପ୍ରକାର ଶିକ୍ଷା ଦେଇକି ଲୋକମାନେ ବିକୃତି କରିଛନ୍ତି ସେଥିପାଇଁ ମୁଁ ଗୋଟେ କଥା କହିବା ପାଇଁ ଯାଉଛି ଯେଉଁମାନେ ଭ୍ରାନ୍ତ ଶିକ୍ଷା ମଣ୍ଡଳୀକୁ ଆଣୁଛନ୍ତି ଏ ଭ୍ରାନ୍ତ ଶିକ୍ଷକ ମାନଙ୍କ ପ୍ରତି ବି କେୟାରଫୁଲ ବହୁତ ଜାଗ୍ରତ ହେବାର ଦରକାର ଯଦି ଭ୍ରାନ୍ତ ଶିକ୍ଷା ଯଦି ମଣ୍ଡଳୀ ଭିତରେ ପଶିଗଲା ଜଣେ ଲୋକଙ୍କ ଦ୍ୱାରା ପଶିଗଲା ସେ ଜଣେ ଲୋକ ଏମିତି ଘାଣ୍ଟିବ ସେଇଠି ଯେ
से मंडल सब लोग गोटे पटे हे से गोटे पटे हे एपरी भाव शैतान अति चतुर भाव भ्रांत शिक्षक भ्रांत शिक्षादाता मान से वर्तमान प्रस्तुत कर बाहरी विभिन्न स्थान को जाई विकृति भाव वाक्य को विकृति करके प्रचार शिक्षा कर भ्रांत शिक्षा प्रति बहुत जागृत होगा दरकार। जदि जन व्यक्ति पवित्र आत्मा शक्ति प्राप्त होती पवित्र आत्मा पूर्ण होती पवित्र आत्मा को ग्रहण करी ए पवित्र आत्मा कथा तो गुड़ाए अच्छी बहुत अच्छी आदि पुस्तक प्रकाशित वाक्य पर्यंत आत्मा कथा लिखा अच्छी मात्र अधिकांश लोक मैंने आत्मा कथा कहती ना पवित्र आत्मा कथा गोटे भी से प्रचार में मिशांति ना खाली वाक्य 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 मात्र सीधा सड़क कोरिन्थ मंडल को प्रेरित पाउल कहती ईश्वर राज्य वाक्य नुहे शक्ति प्रकाश पाइब तेणु आम शक्ति दरकार प्रभु महानाम धन्यवाद दिए तेणु धर्मशास्त्र लिखा अच्छी जदि किए मोर प्रचार कर से प्रचारक पर प्रचार करू जदि कहीं मोर सेवा कर से शक्ति प्राप्त लोक पर सेवा करू तेणु शक्ति नितांत दरकार। आई नीड द पावर ऑफ द होली स्पिरिट मो पवित्र आत्मा शक्ति को दरकार करे आज एटा लोक माने दरकार करूना ये पवित्र आत्मा शक्ति प्राप्त ना कौन हम प्राप्त हेले कौन हेब एक कथा लोक मैंने जानते ना जदि जन व्यक्ति पवित्र आत्मा शक्ति प्राप्त होना ताहले जिते ऊर्ध्वगमन समय आसीज रैप्चर समय आसीज से सी जापर ना सी ऊपर को उठी पार ना से रही जदि पवित्र आत्मा शक्ति भितर अच्छी से शक्ति ऊपर को उठेब से शक्ति उठेब तेणु अधिकांश लोक मैंने आत्मा विषय गुरुत्व दिखती ना आत्मा प्रचार करती ना आदिन पास्टर बेंजामिन कथा आम प्राइमरी स्कूल टीचर बी धीरेन्द्र प्रसाद आए कहते पृथ्वी में पवित्र आत्मा सेवा कार्य चली आत्मा कथा कहते आत्मा कार्य होची मात्र पास्टर बेंजामिन मिनिस्ट्री सेटा भिन्न प्रकार सेटा अन्यतम तांकर मिनिस्ट्री होची जे मिनिस्ट्री ऑफ द होली स्पिरिट पवित्र आत्मा सेवा कार्य अपोस्टोलिक डॉक्ट्रिन आउ जो शिक्षा आद्य मंडल शिक्षा से कड़ाकड़ी भाव आत्मा कथा प्रकाश करे कड़ाकड़ी भाव वाक्य प्रचार करें वाक्य डाए कि बाएं से जानती थाए आज से वाक्य उठे मृत्यु मुखर प्रभु उठे से आत्मा आज उठे जहाँकि कटक सहर परिका जगार अनेक पास्टर मान अच्छा अनेक विश्वासी मान अच्छा अनेक ऑर्गेनाइजेशन अच्छी अनेक मंडली अच्छी मात्र केवल जने मात्र व्यक्ति अच्छा कटक विदाउट मेडिसिन विदाउट ट्रीटमेंट बिना औषध बिना चिकित्सा जिते हार्ट स्ट्रोक होगला आउ से कौन सी प्रकार डाक्तर कि वैद्य कौन सी मेडिसिन को से निर्भर कले ना मात्र केवल प्रभु निर्भर कले से वाक्य लिखा जाए झील मैंने निर्भर करती से लज्जित हमें ना नाम पुस्तक 1 अध्याय 7 पद लिखा होची झील मैंने निर्भर करती से जानती प्रभु जानी जानी जे पास्टर बेंजामिन प्रभु दृष्टि किपरि अच्छा सेवा कार्य तार धार्मिकता पवित्रता उद्योग कौन केमिति यही समस्त विषय से प्रभु जानी मात्र बड़ लोक को तो बड़ परीक्षा देयर इज ए टेस्ट बिफोर यू गेट द वेस्ट तापा गोटे टेस्ट है यहाँ मु भावुची जे बड़ लोक मान बड़ बड़ परीक्षा आसे वाक्य लेखा अच्छी धार्मिक अनेक परीक्षा मात्र से सब प्रभु उद्धार करेंगे से सब उद्धार करेंगे आज एत बड़ा परीक्षा देख से आसिले मात्र प्रभु ताक उद्धार कर बंचे तार धार्मिकता तार पवित्रता तार विश्वस्तता आज प्रभु ताक उठे तार भितर आमर जते मंडली अच्छी मंडली विश्वासी माने आम विशेष कर प्रार्थना करुचु उपवास करुचु मानत करुचु रोदन करुचु क्रंदन करुचु यही सब कर आसीचु यह प्रभु शुणी प्रभु महानाम धन्यवाद आज प्रभु आम कथी को आनी आज आम खुशी आनंद करू प्रभु को धन्यवाद देव जेहेतु आम मुख आम देखी पारू सुदूर 300 किलोमीटर दूर से काली आसिले संध्या बेले आसिक रेस्ट नहीं ना शारीरिक भाव
प्रभुଙ୍କର सेवा कार्य काली आरंभ कले मात्र आज काली मिसे पूरा 48 घंटा है गोटे दिन है आज बहुत भल से अच्छा मो घरे यहाँ हूँ जीवित ईश्वर मंडली कुटीगुड़ा मु पास्टर शामसुंदर कुमार पाल आज विषय किसी कहवाई मुझे कहूँ तेणु एपरी दास को पाइबा बहुत कष्टकर आज कटक जदि अच्छा जो मैंने संश्लिष्ट आउ जो विश्वासी मान अच्छा से भाग्यवान अटंती जेहेतु मुखर सब आत्मा कथा आउ शक्तियुक्त वाक्य ये सब कही लोक मान उत्साहित करती आज से आत्मा ताकू धरी रखिंट आउ से आत्मा ताकू उठे से आत्मा ताकू संपूर्ण सुस्थता देते आज महान अंचल को आसी प्रभु कार्य करने प्रभु स्वप्न एवं दर्शन रे कथा कही प्रभु प्रेरण कर तेणु जिते दिन पर्यंत प्रभु दास आम पाखे रे आम सहित सहयोगिता करवा आउ मुखर नुआ नुआ कथा आम शुणा निश्चय प्रभु स्वप्न दर्शन माध्यम नुआ नुआ विषय गुड़ा प्रभु कहते से सब गुड़ा कहे नुआ नुआ वाक्य गुड़ा से कहे आम शुणा मनोयोगी हवा उत्साहित हवा उद्दीपित हवा आ प्रभु निकटवर्ती हवा यहाँ आम बहुत लाभर विषय हम जहाँकि अनेक भावी कटक सहर में कटक तो अनेक विपक्ष भी अच्छा सपक्ष अच्छा विपक्ष मैंने कही ये कटकर प्रभु विपक्ष मैंने कही ये कटकर प्रभु केमिति प्रभु ये औषध खाऊ ना ये कौन सी प्रकार चिकित्सा नेउना एपरी भाव में एमती केत लोक मैंने कमेंट्स कर जाचु शुणुचु आम देखीचु तथापि मु आज चैलेंज करी कटक सहर में विदाउट मेडिसिन रे गोटे हार्ट अटैक जदि हुए कौन से लोग बिना औषध पत्र आउ चिकित्सा है बिना औषध पत्र सुस्थता लाभ कर ना जड़े भी कौन से लोक ना एक्सेप्ट पास्टर बेंजामिन बेहरा कौन से लोक ना मु देखी पारु ना प्रभु महान आम धन्यवाद आज एत बड़ मत साक्ष्य धरिक प्रभु उठे तेणु प्रभु साक्षी मान मत से आसंती मुखर नुआ नुआ कथा नुआ नुआ विषय आम शुणा जाना जदि एत बड़ प्रभु महत् कार्य कर कार रोग अच्छी व्याधि अच्छी असुस्थता अच्छी दुर्बलता अच्छी क्या परिवार कौन प्रकार समस्या अच्छी दयाकोरी प्रभु दास को आपण मैंने प्रार्थना अनुरोध करूँ घर को भी डाकी नियंतु जो व्यक्तिगत कौन समस्या अच्छी रोग व्याधि असुस्थ दुर्बलता नाना प्रकार समस्या जहाँ थाए आप प्रार्थना चाहतु आगे प्रार्थना करेंगे से प्रार्थना आपण मैंने आम समस्ते उपकृत हेबा यहाँ गोटे विश्वास नहीं चलतु जेहेतु प्रभु जीशु मरले 3 दिन पर पुनर्जीवित हेले से भाव में ही आज प्रभु ताक उठे तेणु आज अनेक कटकर लोक मैंने कही अन्य देशर अन्य राज्यर लोक मैंने अन्य लोक मैंने जिते सदस्य थे नथिले से सब प्रयास करते एथर से चलीगला एथर से उड़ीगला एथर से आउ नाही प्रभु तार समस्त आउ सेवा कार्य बंद हम मात्र ना प्रभु ताकू लज्जित होगा देना आज प्रभु ताकू उठे से उठी ये कुटीगुड़ा मंडली कटक मंडली ए देश ए राज्य ए पृथ्वी प्रभु ताकू उठे तेणु प्रभु को बहुत धन्यवाद दिए आसतु आम प्रभु दास मुखर आम वाक्य शुणा अति जत्नर सहित मनोजगर सहित से जहाँ कहते आम टे शुणा आउ तद्वारा आम लाभवान होगा सदा प्रभु आज शिक्षा प्रति ए साक्ष्य प्रति आशीर्वाद करंतु प्रेज द लॉर्ड ये प्रभु महान दास को मुझे आह्वान करुच्ची से उठे आम समस्त को शिक्षा दे आम को उद्दीपित करेंगे आज्ञा प्रेज द लॉर्ड हालेलुया सड़ा लिविल बंद करो कहीं कौन है से प्रथमे टिके माने प्रभु वाक्य पढ़ा कई जने पढ़ जदि प्रेरित 19 पर्वर 1 ରୁ 7 पद पर्यंत पढ़ो जदि कहीं पढ़ुच प्रेरित 19 पर्व 1 ରୁ 7 ଆପୋଲୋ କରନ୍ତରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫେସିୟ ନଗରକୁ ଆସି କେତେକ ଶିଷ୍ୟଙ୍କୁ ଦେଖା ପାଇଲେ। ସେ ସେମାନଙ୍କୁ
ପଚାରିଲେ ବିଶ୍ୱାସ କରିବା ସମୟରେ କଣ ତୁମେ ମାନେ ପବିତ୍ର ଆତ୍ମାକୁ ପାଇଥିଲ? ସେମାନେ ତାଙ୍କୁ ଉତ୍ତର ଦେଲେ, ନା, ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି ତାହା ସୁଦ୍ଧା ଆମ୍ଭେମାନେ ଶୁଣିନାହୁଁ। ତେଣୁ ସେ ପଚାରିଲେ, ତେବେ ତୁମେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହାନଙ୍କ ବାପ୍ତିସ୍ମରେ। ସେଥିରେ ପାଉଲ କହିଲେ, ଯୋହାନ ମନ ପରିବର୍ତ୍ତନର ବାପ୍ତିସ୍ମ ଦେଇ ତାହାଙ୍କ ପରେ ଯେ ଆସିବେ ତାହାଙ୍କ ଠାରେ ଅର୍ଥାତ୍ ଯୀଶୁଙ୍କ ଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ। ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ପୁଣି ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ। ସେମାନେ ସମସ୍ତେ ପ୍ରାୟ 12 ଜଣ ପୁରୁଷ ଥିଲେ। ସେତି ପ୍ରଭୁଙ୍କର ଧନ୍ୟବାଦ ହଉ। ପ୍ରଭୁ ଆମମାନଙ୍କୁ ପ୍ରେମ କରି ତାଙ୍କର ପୂର୍ବ ନିରୂପିତ ସଂକଳ୍ପ ଅନୁସାରେ ଆମମାନଙ୍କୁ ଆହ୍ୱାନ କରିଛନ୍ତି। ଅନେକ ବର୍ଷ ହେଲା ଆମେ ସତ୍ୟ ଉପାସନା କରିକି ଆସୁଛୁ। ଯାହା ବାଇବେଲ ଲେଖା ହଉଛି, ପ୍ରଭୁ ଯୀଶୁ କହିଲେ ଗୋଟେ ସମୟ ଆସିବ, ଏବେ ବି ଉପସ୍ଥିତ, ସତ୍ୟ ଉପାସକ ମାନେ କଣ କରିବେ? ଆତ୍ମାରେ ଆଉ ସତ୍ୟରେ ପିତାଙ୍କର ଉପାସନା କରିବେ। ପିତା ଏହି ପ୍ରକାର ଉପାସକ ଚାହାନ୍ତି। କିଏ ଚାହୁଁ ନ ଚାହୁଁ, ପିତା ଯେ ସୃଷ୍ଟିକର୍ତ୍ତା, ଯାହାଙ୍କୁ କୌଣସି ମର୍ତ୍ତ କେବେ ଦେଖିନେ ବା ଦେଖିପାରେ ନାହିଁ, ଯେ ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ଆଉ ସେ ଆମମାନଙ୍କୁ ଚାହାନ୍ତି, ଆମ ପରି ଲୋକମାନଙ୍କୁ ଚାହାନ୍ତି। ଉପାସନା ଅନେକ କରୁଛନ୍ତି, ମାତ୍ର ଯୌନ 4:23-24 ପଦରେ ଲେଖା ଅଛି, ପିତା ଏହି ପ୍ରକାର ଉପାସକ ଚାହାନ୍ତି, ସତ୍ୟ ଉପାସକ, ଯୋଉମାନେ ଆତ୍ମା ଓ ସତ୍ୟରେ ପିତାଙ୍କର ଉପାସନା କରିବେ। ସତ୍ୟ ହେଲା ଈଶ୍ୱରଙ୍କର ବାକ୍ୟ। ବାଇବେଲ ଯାହା କହୁଛି ତାହା, ମଣ୍ଡଳୀ ଯାହା କହୁଛି ତାହା ନାହିଁ, ସମାଜ ଯାହା କହୁଛି ତାହା ନାହିଁ, କୌଣସି ଖ୍ରୀଷ୍ଟୀୟ ନେତା ଯାହା କହୁଛନ୍ତି ତାହା ନାହିଁ। ବାଇବେଲ ଯାହା କହୁଛି ତାହା, ମୁଁ ଯାହା କହୁଛି ତାହା ନାହିଁ, ବାଇବେଲ ଯାହା କହୁଛି ତାହା। କିନ୍ତୁ ଗୋଟିଏ କଥା, ମୁଁ ଯାହା କହୁଛି, ବାଇବେଲ ଯାହା କହେ ମୁଁ କେବଳ ସେଇ କଥା କହେ। ତେଣୁକରି ମୋ କଥା ମଧ୍ୟ ଶୁଣିବା, ଗ୍ରହଣ କରିବା ଆବଶ୍ୟକ। ଏପରି ମୋ ପରି ପ୍ରଭୁ ଯୋଉମାନଙ୍କୁ ଉଠେଇଛନ୍ତି ସେମାନେ, ବାଇବେଲ ଲେଖା ଅଛି, ପ୍ରଭୁ ଯୀଶୁ କହିଲେ ଈଶ୍ୱର ଯାହାକୁ ପ୍ରେରଣ କରିଛନ୍ତି ସେ ଈଶ୍ୱରଙ୍କର ବାକ୍ୟ କହନ୍ତି। ଅନେକ ବାକ୍ୟ କହନ୍ତି, ପ୍ରଚାର କରନ୍ତି। ପ୍ରଭୁ ଯୋଉମାନଙ୍କୁ ଉଠେଇଛନ୍ତି, ପଠେଇଛନ୍ତି, ନିଯୁକ୍ତ କରିଛନ୍ତି, ସେମାନେ କଥା କହିବାଟା, ଈଶ୍ୱରଙ୍କର କଥା, ଈଶ୍ୱରଙ୍କ ବାକ୍ୟ କହିବାଟା ସମ୍ପୂର୍ଣ୍ଣ ଭିନ୍ନ। ଲୋକମାନଙ୍କର ଚିନ୍ତାଧାରା, ବୁଝିବା, ବିଚାରଟା ଅଲଗା। ଲୋକ କହିବେ, କାହିଁ ମଣିଷ ବାହ୍ୟକୁ ଦେଖି ପରମେଶ୍ୱର ଅନ୍ତଃକରଣ ଦେଖନ୍ତି। ଆଉ କଣ, ଜଣେ ଯଦି କିଛି ଭଲରେ ସୁନ୍ଦର ଭାବରେ କିଛି କଥା କହିଲା, ସେ ବହୁତ ସୁନ୍ଦର କଥା କହିଲେ, ଭଲ କଥା କହିଲେ, ଭଲ ଶିକ୍ଷା ଦେଲେ। ପ୍ରଭୁ ସେମିତି କହିବେ ନାହିଁ। ଲେଖା ହେଇଛି ବାଇବେଲରେ ଏପରି ଯେ କଣ ନା, ଏପରି ଗୋଟେ ସମୟ ଆସିବ ଯୋଉ ସମୟରେ ଲୋକମାନେ ହିତଜନକ ଶିକ୍ଷା ଗ୍ରହଣ କରିବେ ନାହିଁ, ଶ୍ରୁତି ମଧୁର କଥାରେ ମନ ଦେବେ, ଆଉ କଳ୍ପିତ କାହାଣୀ ସେମାନେ ଶୁଣିବାକୁ ଇଚ୍ଛା କରିବେ, ସତ୍ୟ ବାକ୍ୟରେ ସେମାନେ ମନ ଦେବେ ନାହିଁ। ଏମିତି ବହୁତ ଲୋକ କଥା କହନ୍ତି। କିନ୍ତୁ ଈଶ୍ୱର ଯାହାକୁ ପ୍ରେରଣ କରୁଛନ୍ତି, ସେଇ ଯେ ଈଶ୍ୱରଙ୍କର ବାକ୍ୟ କହେ। ପ୍ରଭୁ ଯୀଶୁ ଏଇ ଯୋଉ କଥା କହିଲେ ଯୌନଲିପ୍ତ ସୁସମାଚାରରେ, ପିତରଙ୍କୁ ପ୍ରଭୁ ପଠେଇଲେ ଗୋଟେ ସମୟରେ କର୍ଣ୍ଣିଲଙ୍କ ଗୃହକୁ ଯିବା ପାଇଁ। ସେ କଥା କହୁ କହୁ କଣ ହେଲା? ପବିତ୍ର ଆତ୍ମାଙ୍କର ବୃଷ୍ଟି ହେଲା। ଏଇ ପ୍ରକାର ଲୋକମାନଙ୍କୁ ପ୍ରଭୁ ଚାହାନ୍ତି, ଯୋଉମାନେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବୃଦ୍ଧି କରିବେ। ଅନେକ ପ୍ରଚାରକ ଅଛନ୍ତି, ନାମଜାଦା ପ୍ରଚାରକ ମାନେ ଅଛନ୍ତି। ବହୁତ ଲୋକମାନେ ସେମାନଙ୍କ ପଛରେ ଚାଲନ୍ତି। ବହୁତ ଲୋକମାନେ ଜଣକୁ ପସନ୍ଦ କରିବାର ଅର୍ଥ ନାହିଁ ସେ ଭଲ ଲୋକ ବା ଠିକ ଲୋକ। ଗୋଟିଏ କଥା ଅଛି, ଛୋଟ ପ୍ରବାଦ ଅଛି ଓଡିଆରେ, ସେଟା କଣ? ଦଳରେ ମୂଷା ମରିବ ନାହିଁ। ଯୀଶୁଙ୍କୁ ମଧ୍ୟ ବହୁତ ଲୋକମାନେ କହିଲେ କ୍ରୁଶରେ ମାରିଦିଅ, କ୍ରୁଶରେ ମାରିଦିଅ। ଠିକ କଥା କହିଲେ ସେମାନେ, ବଡ ବଡ ନେତା ମାନେ ସବୁ କହିଲେ, ଆଉ ତାଙ୍କୁ କ୍ରୁଶରେ ମାରିଲେ। ସେମିତି ନାହିଁ। ଆଉ ପ୍ରଭୁ ଯାହାର ଚକ୍ଷୁ ଖୋଲନ୍ତି
से लोक सत्य ज्ञात हो पारे। प्रभु जार हृदय खोलती से लोक केवल प्रभुंकर वाक्य ग्रहण करें जेपरिक पाउल गोटे स्थान प्रचार करने समय केत स्त्री लोक मैंने थे प्रभु लुदियार हृदय खोलदे आ पाउलंकर कथा ग्रहण आ बाकी अन्य मैंने सेमती अच्छा आज भी ठीक सेपरी भाव में हो तेणु प्रभु नाम धन्यवाद हो। प्रभु आम को मनोनीत कले मत मनोनीत कले तम को भी मनोनीत कले आमने बदली जाइछु। आमर लक्ष्य पिता जेपरी चाहती से प्रकार उपासक हवाकू मनीष जेपरी चाहे से प्रकार नहीं नेता माने जो माने चाहती से प्रकार दिने प्रभु यीशु गौरव सिंहासन उपवेशन करेंगे क्षुद्र महान मृत जीवंत सब जाति सम्मुख एकत्र हेबे से प्रत्येक विचार करेंगे कर्मानुसार से फल देवे सेटा सब मन रखा हम आउ प्रत्येक कर्म अग्नि रे परीक्षा हम जार पड़ से क्षति से हो जार से पुरस्कार पाइब। तबे प्रभुंकर धन्यवाद हो। पवित्र आत्मा होउछंदी महान ग्रेट इज द होली स्पिरिट। पवित्र आत्मा महान केमिति पवित्र आत्मा महान के कहिदो के भाबियो हे पवित्र आत्मा कथा सब कहउछन तो एमती कहिदे नाई नाई मु जहा कहे से सबुर गभीर अर्थ थाई कहे हड़बड़ ही कि मु कहे नाई कार एडा छड़ा सुनी कि मु कहे नाई बहुत ता भीतर गभीर को पशि कि मु सब मोर प्रत्येक कथा प्रत्येक सेंटेंस गभीर अर्थ थिबो जदि कहीं आत्मिक मना है कि सुनिबो चिंता करिवो से भीतर पाइबो नले से तार किछि भेद पाइबो नै कहीं कि मु कहली पवित्र आत्मा महान ग्रेट होली स्पिरिट इज फर्स्ट एंड फॉरमोस्ट। पवित्र आत्मा प्रथम आउ प्रधान। देखो गोटे जदि आश्चर्य कर्म हम बाइबल लिखा होची आउ कौन ईश्वर राज्य वाक्य नुहे मात्र ठीक अच्छे शक्ति रे प्रकाश गोटे आश्चर्य कर्म द्वारा कौन है पितर जो मातृगर्भर खंज लोक को से सुस्थ कले केते लोक माने विश्वास कले प्रथम न प्रेरित 4 पर्वर 4 पद लिखा होची 5000 पुरुष विश्वास कले। आश्चर्य कर्म कौन कला विश्वास को सृष्टि कला। शुण समस्ते बुझिया चेष्टा कर कथबार्ता छोट पिला माने भी बुझिया चेष्टा कले मनोयोग कले बुझिब तमे कथबार्ता कले से कथार मूल्य किसी ना मो कथार पूरा मूल्य अच्छी एटा स्वर्ग से वाक्य आसुची तमान को साहाଯ୍य कर। पवित्र आत्मा स्वयं कथा कहते जेपरी यीशु कहले तुम्हें वक्ता नुह पवित्र आत्मा वक्ता तेणुक समस्ते टिके भलरे मनोयोग कर शुण। आश्चर्य कर्म कौन करुची ना विश्वास सृष्टि करुची से विश्वास द्वारा लोक माने कौन करिवे उद्धार पाइबे। आश्चर्य कर्म डायरेक्ट स्वर्ग दब नहीं से जो मात्र खंज लोक भल है सांगे सांगे तार जीवन पुस्तक ना लिखा है कि नहीं किंतु पवित्र आत्मा डायरेक्ट स्वर्ग नेबे बा स्वर्ग जीवार आउ गोटे प्रतिश्रुति देवे ग्यारंटी देवे जहाँ लिखाई एफिसोस 4 पर्व 30 पद कौन लिखाई पवित्र आत्मा द्वारा मुक्ति दिवस निमंते मुद्रांकित ग्यारंटी हो गला मला जड़े मला लोक बंचले से स्वर्ग जीवार ग्यारंटी नहीं से मला लोक बंचला परे विश्वास करो यीशु ठारे रक्त रे धोई हो पाप क्षमा पाओ कितने सिस्टम सब अच्छी तापर तुम स्वर्ग जीव तो पवित्र आत्मा डायरेक्ट मुद्रांकित सील हो गल तुम तेणुक मु कहली ग्रेट इज द होली स्पिरिट। पवित्र आत्मा महान आउ प्रकृत परित्राण कार्य पवित्र आत्मा द्वारा ही हुए एटा जदि आमे से प्रेरित 12 पर्व नहीं आउ कौन से जिखरियो 12 पर्व को देखिवा तार 10 पदरु जदि आमे पढ़ी के देखिवा सेठी लेखा होची सेठी प्रभु कौन करछन्ती जो जिहुदी माने नेता माने ए माने यीशु को क्रूस रे मारिले से इस्राएल लोक माने से माने समस्त रोदन करी विलाप करी लेखा होची जहां को विद्ध करते माने क्रूस रे मारथिले तांको प्रति दृष्टिपात करिवे रोदन विलाप करी तांको प्रति फेरिवे केमिति आश्चर्य कर्म द्वारा नुहे प्रचारक मान द्वारा नुहे गिरजा प्रार्थना द्वारा नुहे से लिखाई आमे दाऊद वंश जेरूशलेम निवासी मान अनुग्रह और विनती जनक आत्मा वृष्टि करिबा स्पिरिट ऑफ सप्लिकेशन एंड ग्रेस अनुग्रह स्पिरिट ऑफ ग्रेस एंड सप्लिकेशन अनुग्रह विनती जनक आत्मा वृष्टि करिबा तापरे माने तांगु यीशु को देखिबे अनैबे प्रचारक द्वारा नहीं
ସିଧାସଳଖ ଆଶ୍ଚର୍ଯ୍ୟ କର୍ମ ଦ୍ଵାରା ନାହିଁ, ଗିର୍ଜା ପ୍ରାର୍ଥନା ଦ୍ଵାରା ନାହିଁ, ଆଖି ବନ୍ଦ ମାନେ କିଛି କରିପାରିବେନି। ଆତ୍ମା ବୃଷ୍ଟି ହେଲେ କେତେ ବଡ ପରିବର୍ତ୍ତନ ହେଇଯିବ। ଏଇଟା ହବାକୁ ଅଛି, ଏଇଟା ହେଇନି। ସମସ୍ତେ ଇସ୍ରାଏଲ ମନ ପରିବର୍ତ୍ତନ କରେ, ବାଇବେଲ ସହ ଲେଖାଯିବ ଗୋଟେ ସମୟରେ କେତେବେଳେ ହବ ଆତ୍ମାଙ୍କର ବୃଷ୍ଟି ହେଲା। ଏଇଟା ଅନେକ ବୁଝି ନାହାନ୍ତି। ବହୁତ ବଡ ବଡ ଲୋକମାନେ ନାଁ କରିଛନ୍ତି, ପ୍ରଚାରକ ଇତ୍ୟାଦି ସବୁ କଣ ହେଇକି ବହୁତ ବହୁତ କରୁଛନ୍ତି, ବୁଝି ନାହାନ୍ତି ସେମାନେ। କାହିଁକି? ଦୁଃଖର ବିଷୟ, ନା ନିଜେ ପବିତ୍ର ଆତ୍ମା ପ୍ରାପ୍ତ ହୋଇଛନ୍ତି, ନା ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବୃଦ୍ଧି କରିବା ପାଇଁ କିଛି ସେମାନେ ଉଦ୍ୟମ କରୁଛନ୍ତି। ସେମାନଙ୍କ ପାଖରେ ସେଟା ନାହିଁ। ଜଣେ ମୁଁ କରିଦେବି ହବନି, ସେଟା ପାଇଁ ବହୁତ କିଛି ବିଷୟ ଆବଶ୍ୟକ, ମୁଁ କହିବି ସେଟା। ଯାହା ହଉ ଏ ପବିତ୍ର ଆତ୍ମା, ମୁଁ କଣ ଗ୍ରେଟ୍ ଇଜ ଦ ହୋଲି ସ୍ପିରିଟ୍, ପବିତ୍ର ଆତ୍ମା ମହାନ। ସିଧାସଳଖ ସ୍ୱର୍ଗ ଯିବାର ଉଦ୍ଧାର ପାଇବା ପାଇଁ ଗୋଟେ ଗ୍ୟାରେଣ୍ଟି ମିଳିଯାଏ ସେତେବେଳେ, ତାକୁ କେହି ଅଟକି ପାରିବ ନାହିଁ। ତେଣୁକରି ତ ପରମେଶ୍ୱର କଣ କରିଛନ୍ତି, ସେ ଜୋଏଲ ଭବିଷ୍ୟ ବକ୍ତାଙ୍କ ଦ୍ୱାରା କଣ କହିଲେ, ଆମେ ପୁଣି ତହିଁତାରେ ମାନେ ଶେଷ ସମୟରେ ସମୁଦାୟ ପ୍ରାଣୀ ଉପରେ ଆତ୍ମା ଢାଳିବା। ଲୋକମାନେ ପରିତ୍ରାଣ ବଦଳି ଯିବେ ସବୁ। ତୁମର ପତ୍ର କନ୍ୟା ମାନେ ଭାବବାଣୀ କହିବେ, ଯୁବା ମାନେ ଦର୍ଶନ ଦେଖିବେ, ବୃଦ୍ଧ ମାନେ ସ୍ୱପ୍ନ ଦେଖିବେ, ଏମିତି ଲେଖା ଅଛି। ସେଥିପାଇଁ ଯଦି କେହି ଜଣେ ପ୍ରକୃତ ପ୍ରଭୁଙ୍କ ଲୋକ, ଜଣେ ପ୍ରକୃତ ପ୍ରଚାରକ ବା ଭଲ ପ୍ରଚାରକ, ସେ ସତରେ ଯଦି ଜଣେ ପ୍ରଭୁଙ୍କର କାର୍ଯ୍ୟ କରୁଛି, ସେ ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ତାକୁ ବଢେଇବାକୁ ହବ। ବହୁତ ଜ୍ଞାନର କଥା କହିଲେ କିଛି ନାହିଁ, ଯାହା ପାଉଲ ନିଜେ କହିଲେ, ମୋର ଶିକ୍ଷା ପ୍ରଚାର ଜ୍ଞାନର ମନର ବାକ୍ୟଯୁକ୍ତ ନାହିଁ, ମାତ୍ର କେମିତି ଆତ୍ମା ଓ ଶକ୍ତିର ପ୍ରମାଣଦାୟକ। ପ୍ରେଜ ଦ ଲର୍ଡ। ସେ ଆତ୍ମାର ପ୍ରମାଣ ସେଠି ଦେଲେ କଣ, ସେଇ ପ୍ରେରିତ 19 ପର୍ବ ଆମେ ଦେଖିଲୁ 12 ଜଣ ପୁରୁଷ ଲୋକ, ସେମାନେ ପ୍ରଭୁଟେ ବିଶ୍ୱାସ କରି ବାପ୍ତିସ୍ମ ଇତ୍ୟାଦି ସବୁ ନେଇଛନ୍ତି, ମାନେ ଗିର୍ଜା ପ୍ରାର୍ଥନା କରୁଥିବେ, ଦାନ ଦଶମାଂଶ ବି ଦେଉଥିବେ, ନିଜେ ନିଜେ ପ୍ରଚାର ବି କରୁଥିବେ। ହଠାତ୍ ପାଉଲ ଦେଖା ପଚାରିଲେ, ବିଶ୍ୱାସ କଲା ବେଳେ ତମେ ପବିତ୍ର ଆତ୍ମା ପାଇଥିଲ? ପ୍ରଥମ କଥା। ତେଣୁ ମୁଁ କହିଲି ହୋଲି ସ୍ପିରିଟ୍, ଗ୍ରେଟ୍ ଇଜ ଦ ହୋଲି ସ୍ପିରିଟ୍। ଆଉ ହୋଲି ସ୍ପିରିଟ୍ ଇଜ ଫର୍ଷ୍ଟ ଆଣ୍ଡ ଫରମୋଷ୍ଟ ଇମ୍ପୋର୍ଟାଣ୍ଟ। ପବିତ୍ର ଆତ୍ମା ପ୍ରଥମ ଆଉ ପ୍ରଧାନ ବିଷୟ। ପ୍ରଥମର ଦେଖାରେ ସେ ଗଲେ, ପବିତ୍ର ଆତ୍ମା ପାଇଛ କି? ତମେ ଖ୍ରୀଷ୍ଟିଆନ ତ ନିଶ୍ଚୟ ଜାଣିଥିବେ, ଗିର୍ଜା ପ୍ରାର୍ଥନା କରୁଛ, ବାଇବେଲ ପଢୁଛ, ଉପବାସ ପ୍ରାର୍ଥନା କରୁଛ, ଦଶମାଂଶ, ଏସବୁ କିଛି କଥା ନାହିଁ। ପବିତ୍ର ଆତ୍ମା ପାଇଲେ ତାମାନେ ଜଣେ ବିଶ୍ୱାସୀ ହେଲେ ପ୍ରଥମରେ ତାର ଆବଶ୍ୟକ କଣ? ପବିତ୍ର ଆତ୍ମା। ଯୋଉଟାକୁ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟ ମଣ୍ଡଳୀ ଗୁଡିକ କଣ କରିଛନ୍ତି, ପ୍ରଥମଟାକୁ ଶେଷରେ ରଖିଛନ୍ତି। ସେ ପବିତ୍ର ଆତ୍ମାଙ୍କ ସମ୍ବନ୍ଧରେ ଚିନ୍ତାଧାରା କିଛି ନାହିଁ। ବଡ ବଡ ମିଟିଂ ଗୁଡାକ ଆରେଞ୍ଜ ହଉଛି, ପବିତ୍ର ଆତ୍ମାଙ୍କର କିଛି କାର୍ଯ୍ୟ ନାହିଁ। ଯୋଉଟା ପାଇଁ ଗୋଟେ ପ୍ରବାଦ ଆଉ ଅଛି ଇଂଲିଶରେ ଆଉ ଓଡିଆରେ। ଇଂଲିଶରେ କହନ୍ତି ମଚ୍ ଆଡୋ ଫର ନାଥିଙ୍ଗ, ଓଡିଆରେ ତାକୁ କହନ୍ତି ବହୁ ଆଡମ୍ବରରେ ଲଘୁ କ୍ରିୟା, ବହୁତ ଆୟୋଜନ ସବୁ, କିନ୍ତୁ କାମ କିଛି ନାହିଁ। ତେଣୁ ବହୁତ କଡା ଭାବରେ ଆଉ ବାତି ଯୋଗ ଯୋହନ କହିଲେ ତାଙ୍କ ହାତରେ କୁଲା ଅଛି। ବହୁ ସଂଖ୍ୟାରେ ଲୋକମାନେ ଯେତେବେଳେ ଆସିଲେ ଡୁବନ ପାଇବା ପାଇଁ, ସେତେବେଳକୁ ଆଉ ସେ କହିଲେଣି, ଏତେ ଲୋକ ଆସୁଛ ଡୁବନ ପାଇବ ମୋ ହାତରେ? ଓ ପ୍ରଭୁ ଧନ୍ୟବାଦ, ଆସ ଭାଇ ମାନେ ଭଉଣୀ ମାନେ, ଆସ ଆସ ଆସ, ମୁଁ ବହୁତ ଖୁସି ହେଲି। ତମାନେ କୋଉ ଚାକିରି ପାଇଁ ନାହିଁ, ବ୍ୟବସାୟ ପାଇଁ ନାହିଁ, ଖେଳ ପାଇଁ ନାହିଁ, ଅନ୍ୟ କୌଣସି ବିଷୟ ନାହିଁ, ବାପ୍ତିସ୍ମ ନେବା ପାଇଁ, ଡୁବନ ନେବା ପାଇଁ ତମେ ଆସୁଛ, ବହୁତ ମୁଁ ଖୁସି ହେଲି। ଆସ ଆସ, ମୁଁ ତୁମକୁ ଡୁବନ ଦେବି। ପ୍ରଭୁ କି କବା, ସେ ପ୍ରାର୍ଥନା କଲେ, ପ୍ରଭୁ ଧନ୍ୟବାଦ ଦଉଛି, ଏତେ ଲୋକମାନେ ଆଜି ଆସୁଛନ୍ତି, ତୁମେ ମନରେ ପ୍ରାଣ ଦେଲ ଡୁବନ ନେବା ପାଇଁ। ନାଇଁ, କଣ କହିଲେ ସେ ସେମାନଙ୍କୁ ଦେଖିକି କଡା ଭାବରେ କହିଲେ, ପ୍ରଥମେ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ କିଏ ଚେତନା ଦେଲା ତମକୁ? ମନ ପରିବର୍ତ୍ତନ ଉପଯୁକ୍ତ ଫଳ ଉତ୍ପନ୍ନ କର। ଗଛ ମୂଳରେ କୁରାଡି ଅଛି, କଟା ହେଇକି ତମକୁ ନିଆଁରେ ପକା ହବ। ତାଙ୍କ ହାତରେ କୁଲା ଅଛି। ସେ ଭଲରେ କଣ କରିବେ, ଆଉ ତାଙ୍କର ଗହମକୁ ପରିଷ୍କାର କରିବେ। ସେ ତାଙ୍କ ଖଳାରେ ଅଗାଡି ଯେତେ ବାହାରିବ, ନିଆଁରେ ପୋଡା ହବ, ଅଗ୍ନି ନରକ, ଗହମ ସବୁ ଅମାର ରଖାଉ, ମାନେ ସ୍ୱର୍ଗକୁ ଯିବେ। ଏଇଟା ପ୍ରଭୁଙ୍କର କଥା। ତେଣୁ ପ୍ରକୃତରେ ପ୍ରଭୁ ଅନ୍ତର ଦେଖନ୍ତି। ଆଉ ପାଉଲ ସେ କଣ କଲେ, ସେଦିନ ତାଙ୍କର କାର୍ଯ୍ୟକୁ ପ୍ରମାଣ କରି କଣ କଲେ, ସେମାନଙ୍କ ଉପରେ ହସ୍ତାର୍ପଣ କରିବା ମାତ୍ରକେ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। 12 ଜଣ ପୁରୁଷ ଯାକ ସେମାନେ ବିଭିନ୍ନ ଭାଷାରେ କଥା କହିଲେ, ଭାବବାଣୀ କହିଲେ। ଆଜିର ପାଳକ ପ୍ରଚାରକ ମାନଙ୍କର ପ୍ରଭୁଙ୍କର କାର୍ଯ୍ୟ ଯୋଉମାନେ କରନ୍ତି, ସେମାନଙ୍କୁ ଏପରି ଭାବରେ କରିବା ଆବଶ୍ୟକ। ସେଇଟା ହଉଛି ପ୍ରଭୁଙ୍କର କାର୍ଯ୍ୟ।
ଈଶ୍ୱରଙ୍କର ପୁତ୍ର ଯାହାଙ୍କର ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ୍ୟ, ଯାହାଙ୍କର ସ୍ୱର ମହାଜଳ କଲ୍ଲୋଳ ସଦୃଶ୍ୟ, ଯାହାଙ୍କ ମୁଖରୁ ତୀକ୍ଷ୍ମ ଦୁଇଧାର ଖଡ୍ଗ ନିର୍ଗତ ହୁଏ, ଯାହାଙ୍କର ପାଦ ଅଗ୍ନିରେ ଭାଟିରେ ପରିଷ୍କୃତ ଉଜ୍ଜଳ ପିତଳ ତୁଲ୍ୟ, ସୁବର୍ଣ୍ଣ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଯେ ଦଣ୍ଡାୟମାନ, ଦକ୍ଷିଣ ହସ୍ତରେ ଯେ ସପ୍ତ ନକ୍ଷତ୍ର ଧାରଣ କରିଛନ୍ତି, ସୁବର୍ଣ୍ଣ ପଟୁକାରେ କକ୍ଷ ଦେଶରେ ସେ ବେଷ୍ଟିତ ହେଇଛନ୍ତି, ଯାହାଙ୍କର ବସ୍ତ୍ର ମସ୍ତକର କେଶ ହିମତୁଲ୍ୟ ଶୁଭ୍ରବର୍ଣ୍ଣ, ଏଇଟା ଦେଖିକି ମଲା ପରି ସେ ପାତ୍ମା ନାମକ ଭିତରେ ପଡିଗଲେ। ଆଉ ମତେ ପ୍ରଭୁ ଗୋଟେ ଛୋଟ ଅନୁଭୂତି ଦେଲେ, ଯାହା ମୁଁ ଗତକାଲି କହିଲି। ମୋର ଯୋଉ ଅସୁସ୍ଥତା ଆରମ୍ଭ ହେଲା ଅଗଷ୍ଟ 16ରେ, ଅଗଷ୍ଟ 15 ମୁଁ 100କୁ 100 ଭଲ ଥିଲି। ଅଗଷ୍ଟ 16 ଭୋର ସମୟରେ ଯୀଶୁଙ୍କୁ ଦେଖିଲି ତୃତୀୟ ସ୍ୱର୍ଗରେ, ଆଉ ସେ ପାଦ ବନ୍ଧ ବସ୍ତ୍ର ପିନ୍ଧିଛନ୍ତି, ଆଉ ସେ ଶୁକ୍ଳ ବସ୍ତ୍ର। ମୁଁ ଆଣ୍ଠେଇ ହାତ ଯୋଡ଼ିକି ଇଂଲିଶରେ ତାଙ୍କୁ କହିଲି, ଇଫ୍ ଇଟ୍ ପ୍ଲିଜେସ୍ ୟୁ will you please show me your glory? ଆପଣ ଯଦି ମୋ ପ୍ରତି ସନ୍ତୁଷ୍ଟ ହୁଅନ୍ତି ଆପଣଙ୍କ ମହିମା ମତେ ଦେଖେଇବେ କି? ତତ୍କ୍ଷଣାତ୍ ଯୀଶୁଙ୍କର ବସ୍ତ୍ର ଅତିଶୟ ଶୁଭ୍ରବର୍ଣ୍ଣ ହେଲା। ମୁଁ ଅନେଇକି ରହିଲି। ନିଦ ଭାଙ୍ଗିଲା ଯେତେବେଳେ ମୋର ଶରୀର ସମ୍ପୂର୍ଣ୍ଣ ଦୁର୍ବଳ, ମୋ ମୁଣ୍ଡ ଘୁରୁଛି ଇତ୍ୟାଦି ବିଷୟ ସବୁ ବାଇବେଲରୁ ଦେଖିଲେ ଏସବୁ ବାଇବେଲ ଅନୁସାରେ ଦାନିଏଲ କହୁଛନ୍ତି, ମୁଁ ସେଇ ଶ୍ରମ ମହିମା ଦେଖୁଛନ୍ତି, ମୁଁ ମଲା ପରି ପଡିଗଲି, ମୋର ସବୁ ଶକ୍ତି ପଳେଇଗଲା ମୋ ଠାରୁ। ଅନେକ ଦିନ ପର୍ଯ୍ୟନ୍ତ ମୁଁ ପୀଡ଼ିତ ହେଲି। ମୁଁ ମଧ୍ୟ ସେଇପରି ଭାବରେ ସେଇଦିନ ପ୍ରଭୁ ଯୀଶୁଙ୍କର ମହିମା ଦେଖି ଗୋଟିଏ ବର୍ଷରୁ ଉର୍ଦ୍ଧ୍ୱ ସମୟ ପୀଡ଼ିତ ହେଇକି ରହିଲି। ତେଣୁ ମୁଁ ଜାଣିଲି ମୋର ପାପ ପାଇଁ, ମୋର କୌଣସି ଭୁଲ ପାଇଁ ମୋର ଦଣ୍ଡ ହେଇନାହିଁ। ଅନେକ ପ୍ରାର୍ଥନା କଲି, ଏତେ କାମ କରିକି ଆସିଲି ବର୍ତ୍ତମାନ ମଣ୍ଡଳୀ ସବୁରେ କର୍ମାନୁସାର ମତେ ଫଳ ପୁରସ୍କାର ଦେବା କଥା। ଇଏ କଣ ହେଲା? ହଉ ମଣିଷ ତ କେତେବେଳେ କଣ ଭୁଲ ହେଇଥିବ ଆପଣା ଭ୍ରାନ୍ତି କିଏ ବୁଝିପାରେ। କୁହ ମତେ ଦୟାକରି, ମୁଁ ସ୍ୱୀକାର କରି କ୍ଷମା ମାଗିବି ତମଠାରେ। କେବେ କୌଣସି ବିଷୟ ମତେ କୁହା ହେଇନା, ଏଇ ଭୁଲ କି ସେଇ ଭୁଲ କି ସେଇ ଭୁଲ। ସ୍ପଷ୍ଟ ତ ସେ ଯୀଶୁଙ୍କର ମହିମା ଦେଖିଲି ତ, ତାପରେ ଏମିତି ଆତ୍ମ ନାମକ ଦ୍ୱୀପରେ ମଧ୍ୟ ସେ ଯୋହନ ଯୀଶୁଙ୍କର ସେ ମହିମା ଦେଖି ମଲା ପରି ପଡିଗଲେ। ସେ ସେମିତି ହେଇକି ମୁଁ ପଡିକି ରହିଲି। ତେବେ ପ୍ରଭୁଙ୍କର ଧନ୍ୟବାଦ ହଉ। ଆଉ ଆମେ ଯୋଉ କାର୍ଯ୍ୟ କରୁଛୁ ଦିନେ ତାଙ୍କର ସମ୍ମୁଖରେ ଆମକୁ ହିସାବ ଦେବାକୁ ପଡିବ। ସେ ଈଶ୍ୱରଙ୍କର ପୁତ୍ର କହିବେ ତ, ବେଶ ଉତ୍ତମ ବିଶ୍ୱସ୍ତ ଦାସ, ଅଳ୍ପ ବିଷୟରେ ବିଶ୍ୱସ୍ତ, ବହୁ ବିଷୟରେ ନିଯୁକ୍ତି ତୁମକୁ ଦିଆଯିବ, ଆପଣ ପ୍ରଭୁର ଆନନ୍ଦରେ ସହଭାଗୀ। ଏଇଟା ଗ୍ୟାରେଣ୍ଟି। ଆମେ ସେମିତି କାମ କରୁଛୁ। ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅତିଶୟ ବୃଦ୍ଧି କରିବାକୁ, ତେବେ ଯାଇ ସେଟା ପ୍ରଭୁଙ୍କର କାର୍ଯ୍ୟ। କେବଳ ଶିକ୍ଷା ନାହିଁ, ପ୍ରଚାର ନାହିଁ, ଆଶ୍ଚର୍ଯ୍ୟ କର୍ମ ନାହିଁ। ଏସବୁ ମୁଁ କରେ, ନାନା ଆଶ୍ଚର୍ଯ୍ୟ କର୍ମ କରେ, ସତ୍ୟ ବାକ୍ୟ ସବୁ କହେ। ତା ଭିତରେ ମୁଁ ଖୋଜେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବୃଦ୍ଧି ହଉଛି କି ନାହିଁ ମୋ ଦ୍ୱାରା। କାହା ଉପରେ ହସ୍ତାର୍ପଣ କରିବା ସମୟରେ ସେ ପବିତ୍ର ଆତ୍ମା ପାଇଛି ନା ନାହିଁ, ଲୋକମାନେ ପ୍ରଭାବିତ ହୁଅନ୍ତି କି ନାହିଁ ପ୍ରକୃତ ଭାବରେ, ଏ ଜିନିଷ ମୁଁ ଦେଖେ। ଏଇଟା ହାଲୁକା ଭାବରେ କରାଯାଇ ପାରିବନି। ଲମ୍ବା ଚଉଡା ପ୍ରଚାର କଲେ ସେଟା ହବ ନାହିଁ। ତାର ଟାକ୍ଟିକ୍ସ ଟ୍ରିକ୍ସ ଗୁଡାକ ଭିନ୍ନ ଭିନ୍ନ ପ୍ରକାର ଅଛି। ସେଗୁଡାକ ମୁଁ ଅଳ୍ପ ସଂକ୍ଷିପ୍ତ ଭାବରେ କହିବି, ଯାହା ଅନେକ କରିପାରନ୍ତି। ପିତା ଏହି ପ୍ରକାର ଉପାସକ ଚାହାନ୍ତି। ଯୀଶୁ କହିଲେ, କଣ ସତରେ ଆମକୁ କହିବେ ତମ ପରି ଉପାସକ ମୋ ପିତା ଚାହୁଁଥିଲେ? ଆମେ ସେମିତି ସତରେ ତ? ସେ ପାଉଲଙ୍କୁ ବିଷୟ କଲେ, ଏ ଆମର ମନୋନୀତ ପାତ୍ର। ପ୍ରଭୁ ଆମ ବିଷୟରେ କହିବେ ତ? ମୋ ନାଁ ଧରି ପାଷ୍ଟର ବେଞ୍ଜାମିନ ବେହେରା, ପାଷ୍ଟର ଆଲଫୋନ୍ସ ନାୟକ, ପାଷ୍ଟର ସାମସନ କୁମାର ପାଲ, ପାଷ୍ଟର ଦାନିଏଲ ନାୟକ କିମ୍ବା ଅନ୍ୟମାନଙ୍କ ବିଷୟରେ କହିବେ ତ? ଏ ମୋର ମନୋନୀତ ପାତ୍ର, ମାଇ ଚୋଜନ ଭେସଲ। ପାଉଲ କେମିତି ଥିଲେ? ଆମେ ପାଉଲଙ୍କ ଉପରେ ହେଇଛୁ। ଦିନ ରାତି ସବୁବେଳେ ମୋ ମୁଣ୍ଡରେ ପଛେ ମତେ ପାଉଲଙ୍କ ପରି ହବାକୁ ହବ। ଖାଲି କହୁଥିଲେ କଣଟା ହବ, ପ୍ରାର୍ଥନା କରୁଥିଲେ କଣଟା ହବ, ସେଟା ପ୍ରାକ୍ଟିକାଲ ହବା ଦରକାର ନା। ପ୍ରଭୁ କହିଲେ, ପ୍ରଭୁ ଗୋଟେ ହିସାବ ନେବା ଦରକାର। ପ୍ରଭୁ ମୁଁ ସବୁବେଳେ ପ୍ରାର୍ଥନା କରୁଥିଲ, କାମ ନାହିଁ ତମର। ଏଇ ପ୍ରାର୍ଥନାର ମୂଲ୍ୟ କଣ ଅଛି? ପ୍ରାର୍ଥନାର ମୂଲ୍ୟ କିଛି ନାହିଁ। ଏ ଲୋକମାନେ ଏମିତି କାମ କଲେ, ହସ୍ତାର୍ପଣ ସମସ୍ତେ 12 ଜଣ ଯାକ ଯେତେ ଥିଲେ ସବୁ ପବିତ୍ର ଆତ୍ମା ପାଇଗଲେ। ଭିତର ଯାଇ କନ୍ୟରଙ୍ଗର କଥା କହୁ କହୁ ପବିତ୍ର ଆତ୍ମାଙ୍କର ବୃଷ୍ଟି ହେଲା। ଏମାନେ କଣ ସ୍ୱର୍ଗରୁ ଆସିଥିଲେ? ତମେ କଣ ପାତାଳରୁ ଉଠିଥିଲ? ଏମାନଙ୍କ ପରି କାମ କାହିଁକି ହେଲାନି ତୁମ ଦ୍ୱାରା? ପିତର ତ ସମ୍ପୂର୍ଣ୍ଣ ଅଶିକ୍ଷିତ ଲୋକ। ପେଣ୍ଟିକସ୍ତରେ କଥା ବେଳେ ହଜାର ହଜାର ଲୋକଙ୍କର ପରିବାର, ତୁମ ଦ୍ୱାରା କାହିଁକି ହେଲା ନାହିଁ? ତୁମ ଦ୍ୱାରା ମଣ୍ଡଳୀ ଗୁଡାକ ଗଢିଲା ନାହିଁ କାହିଁକି? ଭିତର ବିଷୟ ତମ ଠାରେ ନାହିଁ। ସେଥିପାଇଁ ଆମକୁ ସମୟ ଦିଆଯାଇଛି, ସୁଯୋଗ ଦିଆଯାଇଛି। ମତେ ବଞ୍ଚେଇଲେ ପୁନର୍ବାର ତମମାନଙ୍କୁ ସମସ୍ତଙ୍କୁ ଆଉ ଉତ୍ତେଜିତ କରିବା ପାଇଁ, ଶିକ୍ଷିତ କରିବା ପାଇଁ, ଆଉ ନିଜ ନିଜକୁ ପ୍ରସ୍ତୁତ କରିବା ପାଇଁ। ସତରେ ଆମେ ବି ବହୁତ ଉଣା ଅଛୁ। କାହିଁକି ସେ ଧନୀ ଯୁବାଲ କହିଲେ, ମୁଁ ସବୁ ଆଜ୍ଞା ପାଳନ କରୁଛି ଯାହା ଆପଣ କହିଲେ।
तुम तो गोटे उणा अच्छे ना गोटे उणा अच्छे तुम केते भल विष थाई पारे कोटा किसी ना उणा थी से ग्रहण कर पारानी जीशु कहे ये टाइप लोक स्वर्ग जीवा सूचीर छिद्र दे गोट गड़ जा सहज गोटे बड़ आह्वान आम अच्छी सारा जगत बाइबल कौन लिखा ए जगतपति शैतान को जगतपति बोली कहुई इंग्रेज रे गॉड ऑफ दिस वर्ल्ड माने शैतान हूँ जगतर ईश्वर अविश्वास मान ज्ञान चक्षु अंध कर अण ख्रीस्टियान मान कथा छाड़ी दियो ख्रीस्टियान मान कथा बहुत नेता अच्छा ख्रीस्टियन नेता माने बड़ बड़ प्रचारक अच्छा पवित्र आत्मा कार्य किछि बोली हुए से द्वारा खाली से कथा कहते पवित्र आत्मा कथा भी कहते नहीं तो पाउल कौन कले मो परी हो प्रथम करंथिय 11 पर्व 1 पदरे प्रथम करंथिय 4 पर्व 16 पदरे फिलिपिय 3 पर्व 17 पदरे गोटे कथा कहते मो परी हो मु सब प्रार्थना रे प्रभु मते पाउलंग परी कर पाउलंग परी एते मु खुशी बेनी प्रार्थना तो कल प्रभु तुमको कले ना नहीं केमिति कले तुम मिनिस्ट्री कौन पाउलंग मिनिस्ट्री परी लोक कहिबे प्रकृत रे पाउलंग परी मिनिस्ट्री करूची सेटा हेले सिना हबो खाली प्रार्थना गोटे साइड रे चलथिले कोन हबो अनेक तो प्रार्थना करूछंदे नाही सेपरिया मानकु निजको प्रस्तुत करिवा दरकार जेहेतु अनेक लोग आज नष्ट कल्प चारियारे क्रिश्चियन माने सत्य जानी पारंते नाही सत्य उपासना हुए नाही मंडली गुडा करे महासभा मान करे आउ पुणी ख्रीस्टियन नेता माने से माने मध्य उपयुक्त भाव प्रभुंकर वाक्य लोक को शिक्षा दे पारना कार्य करि पारना एटा आम भितर गोटे आह्वान सृष्टि करबा दरकार निजको से बहुत प्रस्तुत करने को प्रभु जीशु कहले तो जाग्रत था प्रस्तुत था सुबुद्धि कन्या रूप आ लास्ट मोमेंट रे 5 जन निर्बुद्धि हो गले 50% कटिगले आ 5 जन किंतु सुबुद्धि हेले निश्चय प्रभुंकर कार्य केबे बंद हब नहीं प्रभु तांकर कार्य करी चली कहीं नहांती बोली आदौ कहि परिबानी चारिडे लोक करूछंती आमे कोन करूछु एटा हमन को चिंता करबा खबर ये पाउलों को द्वारा परि हला ये कौन हस्तार्पण करू समस्ते पवित्र आत्मा पाइले भीतर कथा कहला पवित्र आत्मा लोकर वृष्टि हला भीतर को नबा कहो मु कथा कहला बेले कौन होउची आत्मांकर वृष्टि होउची कि पदे पदे कथा कहला बेले सुना रूपा किछि नै जहां अछि जे सृष्टि नाम रे उठ एभली कार्य होउची कि सेपरी कार्य हेले आउ प्रभु राज्य बढ़ियो हजार हजार लोकंकर परिवर्तन हबो काहेकि आम द्वारा हो नाही तारा माने पछरे अछु आमे उणा पड़ी के अछु हमको बहुत किछि करिवार अछि एटा सब बेले मु चिंता करे आउ यथेष्ट भाव में मु प्रार्थना करे निजको मध्य प्रस्तुत करिया पई आउरी अधिक चेष्टा जेतल मो वर्तमान प्रभुकर महानुग्रह तमानकर समस्तंकर विशेष प्रार्थना उपवास ये सब द्वारा पुणी मोर विश्वास रे जेतल प्रभु मते उठेले गोटे विषय मु कहिछि प्रभु को यदि मते बंचेलो गोटे विषय मागिबी दुईटा विषय नाही अनेक मंडली स्थापन कर मोर इच्छा अच्छी आउरी आउ अधिक अधिक प्रभु कार्य सब तो इच्छा अच्छी सत मात्र आज पर्यंत मते जेति व्यवहार करिछ तार 2 गुण रे मते व्यवहार करियो सेति जागतिक विषय किछि नाही टंका सुना नाही घर द्वार बिल्डिंग नाही देश विदेश मते नियम नाम को आउरी पॉपुलर कर दियो एडा नाही कौन सी मते दीर्घायु दियो ए सब नाही जेति दिन प्रभु रखछन सेति ताठो बेसी रहबाटा उचित नहीं चेष्टा कल भी किसी बने जहाँ निरूपित होइछि ताहा कराजिबो कहि आउ तेनो सेति प्रभु प्रार्थना कल एति विषय मते यदि तुम किसी दब एत बड़ परीक्षा को मो सम्मुखीन होइकि उठिली सत्य वाक्य जहाँ ग्रहण करथिली आउ तदनुसारे मु ताको धरिक आज पर्यंत मो रखिछि हटि नाही निज प्राण को अप्रिय ज्ञान न कले सब काम हब नाही जदि चाहिए मत किसी पुरस्कार देवाई मोर गोटे विषय मु मागुची प्रभु तुम ठारे सेटा हूँ कौन ना जपरी 2 गुण तुम कार्य कर जहा करथिले आगरू जाहु आ दिने गोटे स्वप्न रे पुणी देखिली से असुस्था भितरे पुणी स्वर्ग रे जीशु चालुछंदी मु तांको साइड साइड जाऊ जाऊ हठात आंठी गली आउ जीशु चालुछंदी मु साइड रे अछि आंठी गली किछ मते से कहि नांती हाथ जोड़े मते अनेले मो हाथ जोड़िली आउ आंठी के मु कहूची मते जो आत्मिक दान सब देइछ आत्मांकर 9टा दान पई 10 दिन पर्यंत दिन राति केते उपवास कली केते थर एमती कली तापर शेष रे आत्मांकर 9टा दिन तुमको दिया हला भी कहला
ସେଗୁଡାକ ମୁଁ ବ୍ୟବହାର ବି କରୁଛି। ହାତ ଯୋଡି କହୁଛି ଆତ୍ମାଙ୍କର ଯୋଉ ଆତ୍ମିକ ଦାନ ସବୁ ମତେ ଦେଇଛ ତାକୁ ଯେପରି ମୁଁ ଯଥାର୍ଥ ଭାବରେ ଯତ୍ନ ସହକାରେ ଆଉ ଯଥେଷ୍ଟ ଭାବରେ ବ୍ୟବହାର କରିପାରିବି ସେ ଅନୁଗ୍ରହ ମତେ ଦିଅ। ଯୀଶୁ ଠିଆ ହେଇଗଲେ, ଚାଲୁଥିଲେ, ଡାହାଣ ହାତ ବଢେଇଲେ, ମୁଣ୍ଡ ଉପରେ ରଖିଲେ, କହିଲେ ବ୍ୟବହାର କର। ବାଇବେଲ ଲେଖା ହଉଛି ଆତ୍ମିକ ଦାନ ସବୁ ପାଇବା ପାଇଁ କଣ କରିବ? ପ୍ରଥମ କରନ୍ତି 14 ପର୍ବ ଆରମ୍ଭରେ ଏକାନ୍ତ ଚେଷ୍ଟା କର। ଖାଲି ସ୍ୱପ୍ନ ଦେଖିଲେ ହବନି, ଖାଲି ପ୍ରାର୍ଥନା କଲେ ହବନି, ପାଇବାକୁ ହବ। ସେ ସ୍ତରକୁ ଯିବାକୁ ହବ, ନିଜକୁ ସେମିତି କ୍ୱାଲିଫାଇ କରିବାକୁ ହବ। ଯୀଶୁଙ୍କୁ ଖୁସି କରିବାଟା ଏତେ ସହଜ ବିଷୟ ନାହିଁ। ତୁମର ପ୍ରାଣକୁ ଅପ୍ରଜ୍ଞାନ ନ କଲେ ମତେ ତୁମେ ମୋର ଯୋଗ୍ୟ ନୁହଁ ବୋଲି କହିଲେ, ସେତେ ଭିତରକୁ ଯାଇକି ମୁଁ ଯୀଶୁଙ୍କ ଠାରୁ ଏସବୁ ଅନୁଭୂତି ପ୍ରାପ୍ତ ହଉଛି। ତେଣୁ ମୁଁ ଜାଣେ ପ୍ରଭୁ ତାଙ୍କର କାର୍ଯ୍ୟ ଆଗାମୀ ସମୟରେ କରି ମୋ ଦ୍ୱାରା କଲେ ମୁଁ ସେଥିରେ ଖୁସି ନାହିଁ। ମୁଁ କେତେ କଣ ସବୁବେଳେ କେତେ ଦିନ ପରେ ଆସିଲି, ଯଦି ପ୍ରଭୁ ମତେ ନେଇଥିଲେ ନେଇଥାନ୍ତେ। ତାପରେ ସେଥିପାଇଁ ମୋର ଇଚ୍ଛା ପାବ ଯେପରି କହିଲେ ତୁମେ ମୋ ପରି ହୁଅ, ମୁଁ ବି ଚାହୁଁଛି ମୋ ପରି ତମାନେ ହୁଅ, ମୋ ପରି ପ୍ରଭୁ ତୁମମାନଙ୍କୁ ବ୍ୟବହାର କରନ୍ତୁ। ହଁ, ଦେଶ ବିଦେଶରେ ମୁଁ ବହୁତ ପପୁଲାର ହେଇଯାଇଛି ବର୍ତ୍ତମାନ, ବହୁତ ଲୋକ ଜାଣନ୍ତି, ଶିକ୍ଷିତ ଅଶିକ୍ଷିତ ଚାରିଆଡେ ଲୋକ ଜାଣନ୍ତି ମତେ। ଆଉ ମୋ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ବୋଲି ଜଣେ ବିଶିଷ୍ଟ ଲୋକ। ମୁଁ ସେ ଭୁବନେଶ୍ୱରରୁ ସେ ପିପିଲି ସାଡୁ ଯାଇଥିଲି, ଗୋଟେ ଲୋକଙ୍କର ବିଶେଷ ପ୍ରାର୍ଥନା କରିବା ପାଇଁ ସେମାନେ ମତେ ନେଇଥିଲେ। ଆଉ ବଡ ଗୋଟେ କ୍ରିଟିକାଲ ରୋଗରେ ତାଙ୍କ ପୁଅ ଜଣେ ପାଷ୍ଟର ନା କଣ ବହୁତ ଦୂରରେ ଅଛି, ତାଙ୍କର ଅପରେସନ ହବ ଇତ୍ୟାଦି କହି ପ୍ରାର୍ଥନା କରିବା ପାଇଁ କହିଲେ। ମୁଁ ପ୍ରାର୍ଥନା କଲି, ସେ ଦୂରରେ ଅଳ୍ପ ସମୟ ପରେ ଫୋନ ଆସିଲା ଯେ ତାର ଅପରେସନ ଦରକାର ନାହିଁ, ସେ ଭଲ ହେଇଯାଇଛି। ସେତେବେଳେ ସେ ଲୋକ ଯିଏ ମତେ ନେଇଥିଲେ ସେ ଜଣେ ବିଶିଷ୍ଟ ଲୋକ, ଅଲ ଇଣ୍ଡିଆ ସବୁ ବୁଲନ୍ତି ଆଉ ପ୍ରଭୁଙ୍କର କାର୍ଯ୍ୟ ବି କରନ୍ତି। ସେମାନଙ୍କୁ ଇଣ୍ଟ୍ରୋଡ୍ୟୁସ କଲା ବେଳେ ସେ କହିଲେ ଇଏ ହଉଛନ୍ତି ପାଷ୍ଟର ବେଞ୍ଜାମିନ ବେହେରା, କଟକରୁ ସେ ଆସିଛନ୍ତି। ତାଙ୍କର ମିନିଷ୍ଟ୍ରି ଗୋଟେ ସ୍ୱତନ୍ତ୍ର ବିଷୟ ଅଛି। କହିଲେ ତାଙ୍କୁ ସେଇ ଯେତେ ଲୋକମାନେ ଥିଲେ, ମୁଁ ଅଲ ଇଣ୍ଡିଆରେ ବୁଲିଛି, ତାଙ୍କ ପରି ପବିତ୍ରାତ୍ମାଙ୍କର କାର୍ଯ୍ୟ କରିବା କୌଣସି ଗୋଟେ ଲୋକକୁ ମୁଁ ଦେଖି ନାହିଁ। ଏଇଟା ଆମର ସ୍ୱତନ୍ତ୍ରତା ଅଛି। ଏମିତି ଭାବରେ ଆଉ ବିଭିନ୍ନ ପ୍ରକାର ଭାବରେ ବହୁତ ମୁଁ ପପୁଲାର ହେଇଯାଇଛି, ବହୁତ ଜଣାଶୁଣା ହେଇଛି ମୁଁ। କିନ୍ତୁ ତେଣୁ ଯଥା ସମ୍ମାନର ସହିତ ଲୋକମାନେ ମତେ ଚାରିଆଡେ ଡାକନ୍ତି। ଆଉ ମେନ୍ ସ୍ପିକର ଇତ୍ୟାଦି କରି ଆହୁରି ଥିବେ ମେନ୍ ସ୍ପିକର ମୋ ସହିତରେ, ମୋ ସାମ୍ନାରେ କେହି ସମାନ ହବାଟା ସମ୍ଭବ ହିଁ ନାହିଁ। ଯେମିତି ଜିଓ ସ୍ୱୟଂ କହିଲେ ତୁମର ଯାବଜୀବନ କେହି ତୁମର ସମଗ୍ର ଠିଆ ହେଇପାରେନି। ମୁଁ ଜିଓ ସ୍ୱୟଂଙ୍କ ପରି ନିଜକୁ ପ୍ରସ୍ତୁତ କରିଛି। ସେଥିପାଇଁ ଖାଲି ଗୋଟିଏ ପାଖରେ ନାହିଁ ଯେ ମୁଁ ଔଷଧ ଖାଉନି, ଗୋଟିଏ କଥା ନାହିଁ ଯେ ପବିତ୍ରାତ୍ମା ପାଇଛନ୍ତି ମୋ ପରି, ବହୁତ ଲୋକ ପାଇଛନ୍ତି। ଆହୁରି ବହୁତ ଅଛି ତା ଭିତରେ ପ୍ରସ୍ତୁତ କରିବା ପାଇଁ। ଗୋଟିଏ ଲୋକକୁ ପାଇବାଟା ବଡ କଷ୍ଟ ପ୍ରଭୁଙ୍କ ଇଚ୍ଛା ଅନୁସାରେ। ସାଉଲ ଯେତେବେଳେ ରାଜା ଥିଲେ ମାତ୍ର ଆଉ ପ୍ରଭୁଙ୍କ ଦୃଷ୍ଟିରେ ଠିକ ହେଲେନି, ପ୍ରଭୁଙ୍କର ଆଜ୍ଞା ମାନିଲେ ନାହିଁ, ଗୋଟିଏ ଆଜ୍ଞା ମାନିଲେ ନାହିଁ। ପରମେଶ୍ୱର କହିଲେ ଆଉ ସାମୁଏଲ ଭବିଷ୍ୟତ ବକ୍ତାଙ୍କର ପରମେଶ୍ୱରଙ୍କର ବାକ୍ୟ ତୁମେ ତୁଚ୍ଛ କଲ, ତେଣୁ ପରମେଶ୍ୱର ତୁମକୁ ତୁଚ୍ଛ କରିଛନ୍ତି। ମନେ ରଖ, ଏଇଟା ଭିତର କଥା, ଭିତରକୁ ନିଅ, ଭୟର ସହିତ ନିଅ। ବାଇବେଲ ପଢିଲା ବେଳେ ପ୍ରଭୁ କଥା କହିବେ, ସ୍ୱପ୍ନରେ କଥା କହିବେ, ଦର୍ଶନରେ କଥା କହିବେ। ଯଦି ପ୍ରଭୁଙ୍କ କଥା ଆମେ ନ ମାନୁ, କୌଣସି କାରଣବଶ ପ୍ରଭୁଙ୍କ ମନ ଛାଡିଯିବ। ଏ ଲୋକ ନାହିଁ, ଏ ଅଯୋଗ୍ୟ ଲୋକ ବୋଲି କହିବେ। ଲେଖା ହେଇଛି ପ୍ରକାଶ 3 ପର୍ବରେ, ଯୋଉମାନେ ଆଉ ଯୋଗ୍ୟ ସେମାନେ ଶୁକ୍ଳ ବସ୍ତ୍ର ପିନ୍ଧି ଆମ ସହିତ ଗମନାଗମନ କରିବେ। ତାଙ୍କୁ କଣ କୁହାଇଥିଲା? ସେଇ ସାଉଲ ରାଜାଙ୍କୁ ଅମାଲେକକୁ ନିଃଶେଷ ରୂପେ ବଦ୍ଧ କରିବ। ପ୍ରଭୁଙ୍କ ରାଗ ଥିଲା। ତାଙ୍କ ଲୋକମାନେ ଇସ୍ରାଏଲ ବିରୁଦ୍ଧରେ ମିଶ୍ରରୁ ଆସିଲା ବେଳକୁ ସେମାନଙ୍କୁ ସେମାନେ ହଇରାଣ କରିଥିଲେ। ଆକାଶ ତଳୁ ସେମାନଙ୍କର ନାମ ଲୋପ କର। ଆଉ ସାଉଲଙ୍କୁ ଉଠେଇଲେ, ନିଃଶେଷ ରୂପେ ବଦ୍ଧ କରିବ, ସବୁ ଜାଳି ପୋଡି ଧ୍ୱଂସ କରିବ। ଲୋକଙ୍କୁ ଭୟ କରି ସେ ସବୁ କାମ କଲେ। ଗୋଟିଏ ଲୋକକୁ ବଞ୍ଚେଇ ଦେଲେ, ରାଜାକୁ। ଆଉ କିଛି ଆଉ ସବୁ ପଶୁ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ସବୁ ଆଣିଲେ। କଣ ସବୁ ଆଣିଲେ? ସାମୁଏଲ ଭବିଷ୍ୟତ ବକ୍ତା ଆସିଲେ, କଣ କରିଛ ତମେ? ମୁଁ ପ୍ରଭୁଙ୍କର ବାକ୍ୟ ସଫଳ କରୁଛି। ଏଇଟା ହିଁ ଲୋକ କହନ୍ତି, ମୁଁ ବାକ୍ୟ ସଫଳ କରୁଛି, ବାକ୍ୟ ମାନିଛି, ମୁଁ କାର୍ଯ୍ୟ କରୁଛି, ମୁଁ ସବୁ କରୁଛି। ତାହେଲେ ଏସବୁ ସ୍ୱର କଣ ଶୁଣୁଛି? ଏଇଟା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ। ବଳିଦାନରେ ପ୍ରଭୁଙ୍କର ସନ୍ତୋଷ ନାହିଁ, ତାଙ୍କ ରବ ଶୁଣିବାରେ ତାଙ୍କର ସନ୍ତୋଷ। ତୁମେ ପ୍ରଭୁଙ୍କର ବାକ୍ୟ ତୁଚ୍ଛ କଲ, ପ୍ରଭୁ ତମକୁ ତୁଚ୍ଛ କରିଛନ୍ତି। ସେଇଦିନ ଠାରୁ ଭୟଙ୍କର ଅବସ୍ଥା ହେଇଗଲା। ଗୋଟେ ପ୍ରଭୁଙ୍କ ଆତ୍ମା ତାଙ୍କୁ ତ୍ୟାଗ କଲେ ଲେଖାଉଛି, ଆଉ ଗୋଟେ ମନ୍ଦାତ୍ମା ତାଙ୍କୁ ହଇରାଣ କଲା, ଆଜି ବିରକ୍ତ କରୁଥାଏ। କିଛି ଦିନ ଗଲା ପରେ ପରମେଶ୍ୱର ସାମୁଏଲ ଭବିଷ୍ୟତ ବକ୍ତାଙ୍କୁ କହିଲେ, ବେଥଲେହେମ ଯୁଦାରେ ଆମେ ଯିସି ବୋଲି ଗୋଟେ ଲୋକ ଅଛି, ତାର ପୁଅ ମାନଙ୍କ ଭିତରୁ ଜଣକୁ ଦେଖିଛୁ ରାଜା କରିବା ପାଇଁ। ଯା ଅଭିଷେକ ଦଉ, ସେ ଆମର ମନର ମତ ଲୋକ, ସମସ୍ତ ବିଷୟରେ ଆମ ଇଚ୍ଛା ସାଧନ। ରାଜା ଜଣେ ଥିଲେ। ଲୋକ କେତେ ଥିଲେ? ଇସ୍ରାଏଲର ଲକ୍ଷ ଲକ୍ଷ ଲୋକମାନେ ଥିଲେ। ଗୋଟିଏ ଲୋକ ମିଳିଲା, କୋଟିରୁ ଗୋଟିଏ।
କାରଣ ବାଇବେଲ ଲେଖା ଅଛି ଗୋଟେ ସ୍ଥାନରେ ଆମେ ଗୋଟିଏ ପୁରୁଷ ଲୋକ ଖୋଜିଲୁ ପାଇଲୁ ନାହିଁ। ସେମିତି ଆମମାନଙ୍କୁ ହବାକୁ ପଡିବ। ତାହେଲେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିକି ତାପରେ ସେ ବିଷୟ ଗୁଡାକ ଆସିବ ଆମମାନଙ୍କ ପାଖରେ। ତେବେ ପାଉଲ ଯେତେବେଳେ ସେମିତି ପ୍ରାର୍ଥନା କରୁଥିଲେ 3 ଦିନ ପର୍ଯ୍ୟନ୍ତ ଆଖି ଅନ୍ଧ ହେଇକି, ଆଖି ଅନ୍ଧ ହେଲା ପରେ ଲୋକ କଣ କରିବ? ଯିବ ଜାଗାରେ ମୋ ଆଖି ଅନ୍ଧ ହେଲା, ଲାଗି ପଡ, ଚାଲ ପ୍ରାର୍ଥନା କର, ଉପବାସ କର, ନହେଲେ କଣ କରିବ? ଡାକ୍ତର ପାଖ ମରିୟମ ଦେଖୁଥିଲେ ଦେଖୁନି, ସେ ଲୋକ ଆଣ୍ଠେଇକି ପ୍ରାର୍ଥନା କରୁଛି 3 ଦିନ ପର୍ଯ୍ୟନ୍ତ। ସେତେବେଳେ ପ୍ରଭୁ କହିଲେ ହନନିୟଙ୍କୁ ଯାଅ, ସେ ଦର୍ଶନ ପାଉଛି ହନନିୟ ବୋଲି ଜଣକୁ, ତାପରେ ହସ୍ତାର୍ପଣ ଦୃଷ୍ଟି ପାଇବ। ନାଇଁ ନାଇଁ ପ୍ରଭୁ, ସେ ଭୟଙ୍କର ଲୋକ ଆପଣ ମଣ୍ଡଳୀ ବହୁତ ତାଡନା ହଉଛି। ସେ ଆମର ମନର ସେ ଆମର ମନୋନୀତ ଲୋକ, ବାଇ ଚୋଜନ ଭେସଲ। କେତେ ମୋ ପାଇଁ ଦୁଃଖ ପାଇବ ତାକୁ କୁହାଯିବ ସେମିତି। 3 ଦିନ ତାକୁ ବଦଳେଇ ଦେଲା। ଆମ ପାଇଁ ମଧ୍ୟ ସେ 3 ଦିନ ଯଥେଷ୍ଟ ହବ, ବଦଳି ଦେଇପାରିବ ଆମ ଜୀବନକୁ ସେମିତି ପ୍ରଭୁଠାରେ ସମର୍ପଣ କରିବାକୁ। ପ୍ରଭୁଙ୍କ ଛଡା ଜୀବନରେ ଶ୍ରେଷ୍ଠ ସ୍ଥାନ କେହି ପାଇନି। ପୁରୁଷ ନାହିଁ, ସ୍ତ୍ରୀ ନାହିଁ, ପୁଅ ନାହିଁ, ଝିଅ ନାହିଁ, ବନ୍ଧୁ ବାନ୍ଧବ କୌଣସି ଲୋକ ନାହିଁ। ପ୍ରଥମେ ପ୍ରଭୁ, ଯାହା ପ୍ରଭୁ କହିବେ ସେ ଅନୁସାରେ। ଦେଖ କେତେବେଳେ ସବୁ ବିଷୟରେ ତମାନେ ସାକ୍ଷୀ। ମୋ ଭାଇ ନିର ତା ଘର ସାଇଡରେ, ସେ ଘର ଆରମ୍ଭ କରିବା ପୂର୍ବରୁ ମୁଁ ଘର ଆରମ୍ଭ କରିଥିଲି। ସେ ବାଗଡଙ୍ଗରେ ମୋହନାର ଆଉ ସେ ନଦୀର ପଛପାରେ ବାଗଡଙ୍ଗରେ ରହିକି ପିଲାମାନେ ଛୋଟ ଛୋଟ ଥିଲେ, ଆରମ୍ଭ କରିଥିଲି। ମୁଁ ବି ପଇସା ନଥିଲା ମୋ ପାଖରେ, ବେଶୀ ମାତ୍ର ବିଶ୍ୱାସ ଥିଲା। ଆଉ ସେ କାମ ଫାଉଣ୍ଡେସନ, ଗୋଟିଏ ଫାଉଣ୍ଡେସନ ବନ୍ଦ ହେଇଗଲା, ଦ୍ୱିତୀୟ ଫାଉଣ୍ଡେସନ କରାଗଲା, ଇଟା ଆସିଗଲା, ଉଠିବ। ଏମିତି ଭାବରେ ପ୍ରଭୁ କଥା ସବୁ କହିଲେ, ଛାଡି ଦେଇକି ଯିବାକୁ ବାଧ୍ୟ ହେଲି। ଆଜି ଯାଏ ମୋ ନିଜର ଘର ନାହିଁ। ଅନେକଙ୍କର ଘର ପାଇଁ ପ୍ରାର୍ଥନା କରୁଛି ମୁଁ। ପ୍ରଭୁ ଘର ବନେଇଲା ବେଳେ ଡାକନ୍ତି ପ୍ରାର୍ଥନା ପାଇଁ, ନହେଲେ ଘର ବନା ସରିଲା ପରେ ପ୍ରତିଷ୍ଠା ପାଇଁ ଡାକନ୍ତି। ପ୍ରଭୁ ଏଇ ଘର ଯେମିତି ବନେଇବେ ସମ୍ପୂର୍ଣ୍ଣ ରୂପେ ପ୍ରয়োଜନ ଅର୍ଥ ଯୋଗାଇ ଦିଅ, ଭଲ ଲୋକ ତୁମେ ଦିଅ, ଏମାନେ ବନେଇଲେ ଏଥିପାଇଁ ଧନ୍ୟବାଦ, ଏଇଟା ଉପରେ ତୁମର ଦୃଷ୍ଟି ଥାଉ, ଏମାନେ ଯାହା ପ୍ରାର୍ଥନା କରିବେ ଏଇ ଘର ଭିତରୁ ତାହା ତୁମେ ଶୁଣ ଉତ୍ତର ଦିଅ। ମୋର ନିଜର ଘର ନାହିଁ। କେତେ ପ୍ରାର୍ଥନା ପ୍ରଭୁ ଶୁଣିଛନ୍ତି, ଆଉ ମୁଁ ମାଗୁନାହିଁ ସେଟା। ମତେ ଗୋଟେ ଘର ଦିଅଲି, ମୁଁ ମଣିଷ, ମୋର ଗୋଟେ ପୁଅ, ମୋର ଗୋଟେ ଝିଅ ଅଛି। ଆରେ ମୁଁ ଚାଲିଲା ପରେ ସେମାନଙ୍କୁ ଦରକାର ନାହିଁ। ଛାଡ଼ିଦେଲି। ଏତେ ପାଠ ପଢିଲି, ଚାକିରି କରିବା ପୂର୍ବରୁ ଯୋଉ କଲ ଲେଟର ଆସିଲା ଚିରିଲି ତାକୁ ଧରିକି, କରିବି ନାହିଁ ଆଜି ଠାରୁ। ଛାଡ଼ିଦେଲି ପ୍ରଭୁ। ମୁଁ ଯାହା ଯାହା ପ୍ରଭୁଙ୍କର ସତ୍ୟ ବାକ୍ୟ ଗ୍ରହଣ କଲି। ଜୀବନ ଯାଉ, ଏ ପ୍ରାଣ ଚାଲି ଯାଉଥିଲା, ଯାଉ, ଠିକ ଅଛି, ଦିନେ ନା ଦିନେ ତ ଯିବ। ଯଦି ପ୍ରଭୁ ନିହାତି ଚାହିଁଛନ୍ତି କୌଣସି ପ୍ରାର୍ଥନା ଟ୍ରିଟମେଣ୍ଟ ରକ୍ଷା କରିବେ ନାହିଁ। ଯଦି ନାହିଁ ପ୍ରଭୁ ଚାହିଁନାହାନ୍ତି, ତାହେଲେ ମୁଁ ବଞ୍ଚିବି ପ୍ରଭୁଙ୍କର ଗୌର କରି ମୋର ସାକ୍ଷ୍ୟ ବୃଦ୍ଧି ଅଟଳ ଭାବରେ। ବାଇବେଲ ଲେଖା ଅଛି ବାକ୍ୟର ଡାହାଣ ବାମ ଜୀବନ ପ୍ରଭୁଙ୍କ ଦୃଷ୍ଟି ଆସିବ। ହଜାର ହଜାର ଲୋକମାନଙ୍କର ବଡ ଗୋଟେ ମିଟିଂ ହଉଥିଲା, ଡିଗ୍ରୀ ବଣ୍ଟା ହଉଥିଲା ଥିଓଲୋଜିଆନ୍ସ ମାନଙ୍କର। ଆଉ ସେଟା ସେ ଆନ୍ଧ୍ରର ଭାଇଜାଗ, ତାର ଫ୍ୟାମିଲି ପାର୍ଟନର। ଆଉ ଜନସମୁଦ୍ର ପରି ଲୋକମାନେ ସବୁ ଥିଲେ ସେଠି। ଓଲ୍ଡ ମିଶନର କାମ ଚାଲିଥିଲା। ପେଣ୍ଟିକୋଷ୍ଟାଲ ଚର୍ଚ୍ଚ, COTR, ଚର୍ଚ୍ଚ ଅନ୍ ଦ ରକ୍ ବାଇବେଲ କଲେଜ। ମୋର ନାଁ ମନେ ଅଛି, ସେ କେରଳର PJ ଟାଇଟସ୍ କହି ସେଠିକାର ଅଲ ଇନ୍ ଅଲ୍ ରାଜା ଭଳିଆ ସେ ଓଲ୍ଡ ମିଶନ ଡାଇରେକ୍ଟର। ପୃଥିବୀ ବ୍ୟାପୀ ତାଙ୍କର ଯୋଉ ମିଶନ ଚାଲିଛି, ୟୁନାଇଟେଡ ଷ୍ଟେଟ୍ସ ଅଫ୍ ଆମେରିକାର ଡେଭିଡ ଶିବଲି କହି ତାଙ୍କର ମେଇନ ଲୋକ ସେ ସେଠି ଥିଲେ, ଅନ୍ୟାନ୍ୟ ବିଭିନ୍ନ ଦେଶର ଲୋକମାନେ। ପ୍ରଭୁ ମତେ ଆଉ କଥା କହିଲେ ମିଟିଂର ଶେଷ ଦିନ ପର୍ଯ୍ୟନ୍ତ ରୁହ। ଶେଷ ଦିନରେ 5 ମିନିଟ ପାଇଁ କହିବା ପାଇଁ ସୁଯୋଗ, 5 ମିନିଟ। ଆଉ ମତେ ସିଲେକ୍ଟ କରାହେଲା। ମୁଁ ଇଂଲିଶରେ କହିଲି, ତେଲୁଗୁରେ ଟ୍ରାନ୍ସଲେଟ କରାହେଲା। 5 ମିନିଟ। 5 ମିନିଟରେ କଣ କହିବି? 5 ମିନିଟରେ ସେତିକି କଥା ମୁଁ କହିଲି, ସେମିତି ଭାବରେ କହିଲି। ସାରା କଂଗ୍ରିଗେସନଟା ଉତ୍ତେଜିତ ହେଇଗଲେ। ବେଶୀ ସମୟର ଆବଶ୍ୟକ ନାହିଁ। ଜ୍ଞାନୀ ଲୋକମାନେ, ଟ୍ୟାଲେଣ୍ଟେଡ ଲୋକମାନେ ଅଳ୍ପ ଚୁମ୍ବକରେ କଥା କହିବେ, କାମ ବହୁତ ହବ। ଆଉ ମୁଁ କଲେଜରେ ପଢୁଥିଲି, ଏଇଟା କଣ ନା କୃଷ୍ଣଚନ୍ଦ୍ର ଗଜପତି କଲେଜ, SKCG କଲେଜ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜ। ଦିନେ ଆମର ପରୀକ୍ଷା ହେଲା, କଣ ଗୋଟେ ଆସେସମେଣ୍ଟ, ପୁଅ ଝିଅ ବସି ପରୀକ୍ଷା ଦଉଛନ୍ତି। ଯେତିକି ସମୟ ଥିଲା, ସମୟର ବହୁତ ଆଗରୁ, ସରିବାର ଆଗରୁ ମୁଁ ସବୁ ଲେଖି ମୁଁ ରଖିଦେଇକି ଚାଲିଗଲି। ପିଲାମାନେ ମତେ କହିଲେ ପରେ, ସେ ଲେକ୍ଚରର ଯିଏ ଥିଲେ ସେ କହିଲେ, କଣ ସେ ଏତେ ଶୀଘ୍ର ଲେଖିଦେଇ ଚାଲିଗଲା, କଣ ଲେଖିଲା, କଣ ମାର୍କ ପାଇବ? ମୁଁ ତ ହାରିଗଲି। ଆଉ ସମସ୍ତେ ଅଛନ୍ତି, କହିଲେ ଏତେ କମ ଲେଖିଛି, ଏତେ ଭଲ ଲେଖିଛି, ସେ ନିଶ୍ଚୟ ଏ ସମସ୍ତଙ୍କଠାରୁ ଭଲ ନମ୍ବର ପାଇବ। ବେଶୀ କଥା କହିବାରେ ନାହିଁ, ଅଳ୍ପ ଅଳ୍ପ କଥା ଚୁମ୍ବକରେ ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ, ପ୍ରାକ୍ଟିକାଲ କାମ ହବାକୁ ପଡିବ, ନହେଲେ ଫାଇଦା ହବନି। ଏତେ ବଡ କଂଗ୍ରିଗେସନ ସମସ୍ତେ 5 ମିନିଟ କୁହ,
ପାଞ୍ଚ ମିନିଟ କଣ କର କହିଲି ମୁଁ ଉଠିଲି। ସେଇ 5 ମିନିଟ ଏମିତି ଭାବରେ ଦୋହଲେଇ ଦେଲା ସେଇ ଜାଗାକୁ, ପ୍ରତ୍ୟେକ ଜଣ ହୃଦୟ ବିଦୀର୍ଣ୍ଣ ହେଲା ପରି ହେଲା। ଜନସମୁଦ୍ର ଯେ ସବୁଠାରୁ ସେଠିକାର ମୁଖ୍ୟ ଲୋକ ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକାରୁ ଥିଲେ। ଯେମିତି ମୁଁ କହିସାରି ତାଙ୍କର ଆଉ ସିଟରୁ ଦୌଡ଼ିକି ଆସି 2 ହାତ ମେଲା କରି ମତେ ଜୋରରେ ଧରି କହିଲେ, ଇଂଲିଶ ଲୋକ ତ ଇଂଲିଶରେ କହିଲେ, ଥ୍ୟାଙ୍କ ୟୁ ଫର ଦ ବୋଲ୍ଡନେସ୍ ଅଫ କମିଂ ଆଣ୍ଡ ଗିଭିଂ ୟୋର ଟେଷ୍ଟିମନି। ସାହସ ରାଶି ତୁମେ ତୁମର ସାକ୍ଷ୍ୟ ଦେଇଥିପାଇଁ ଧନ୍ୟବାଦ। ମୁଁ ଖାଲି କହିଲି ପ୍ଲିଜ ପ୍ରେ ଫର ମି, ମୋ ପାଇଁ ପ୍ରାର୍ଥନା କରନ୍ତୁ ଦୟାକରି। ଗୋଟେ ଗୋରା ଢେଙ୍ଗା ସାହେବ କର୍ଣ୍ଣରରେ ବସିଥିଲେ, ଚାଲି ଆସିଲେ ମୋର ଇଂଲିଶ ବାଇବେଲ ଛୋଟ ଧରି ମୁଁ କହୁଛି ଟାଣିକି ରଖିଦେଲେ ଟେବୁଲ ଉପରେ। 2 ହାତ ଉପରକୁ ଉଠେଇକି ଜିହୋଶୁଆଙ୍କୁ ଯୋଉ ଭାବବାଣୀ କୁହାହେଲା, ଯୋଉଠି ପାଦ ଦେଲେ ତୁମର ହବ, ଯାବଜୀବନ ତୁମର ସମଗ୍ର କେହି ଠିଆ ହେଇପାରିବନି ଇତ୍ୟାଦି ଜିହୋଶୁଆ ପର୍ବରେ ସବୁ ମୋ ପ୍ରତି ସେ କହିଲେ। ପ୍ରଥମ ସେଣ୍ଟେନ୍ସ ଗୋଟିଏ କହିଲେ, ବାକ୍ୟ କଣ? You have got a commission from the Lord. ତୁମେ ପ୍ରଭୁଙ୍କର ଆଦେଶ ପାଇଛ। The place the sole of your feet will touch will be yours. ଯେଉଁ ସ୍ଥାନରେ ତୁମେ ପାଦ ଦବ ସେଇ ସ୍ଥାନ ତୁମର ହବ। 2 ହାତ ଉପରକୁ ଉଠେଇ କହିଲେ, these hands will never be empty. ଏ ହାତ କେବେ ଖାଲି ହବ ନାହିଁ। Don't look upon blood and flesh. ମୋର ମନେ ପଡୁଛି କେତେ ଗୁଡାକ, ଆହୁରି କେତେ ସେ କହିଛନ୍ତି। ମଣିଷ ଉପରେ କେବେ ନିର୍ଭର କରିବ ନାହିଁ, ରକ୍ତ ମାଂସ ଉପରେ। ପୁରା କଂଗ୍ରିଗେସନ ଷ୍ଟାଇଲ ଆସିଲା। ଜାଣିଛ ମୁଁ କେତେ ସମୟ କହିଲି? 5 ମିନିଟ୍ସ, 5 ମିନିଟ। ସେଥିରେ ଏତେ କାମ ହେଲା। ସମସ୍ତେ ମୋ ପାଖକୁ ଦୌଡ଼ିକି ଆସି କଣ ହଉଥାନ୍ତି, ଲୋକମାନେ କହୁଥାନ୍ତି, ଓଡିଶାରୁ ଯୋଉମାନେ ଯାଇଥିଲେ ତାଙ୍କ ଭିତରେ ଜଣେ ବୟସ୍କ ଲୋକ କହିଲେ, ଗୋଟେ ଛୋଟ ପିଲାକୁ ଆଜି ଏମିତି ବ୍ୟବହାର କଲେ। ଏତେ ଏତେ ବିଶିଷ୍ଟ ଲୋକମାନେ ଅଲ ଇଣ୍ଡିଆରୁ, କେତେ ଡାଇରେକ୍ଟର୍ସ, ଥେଲୋଜିଆନ୍ସ ମାନେ, ପାଷ୍ଟର ମାନେ, ପ୍ରଚାରକ ମାନେ, କେତେ ପ୍ରକାର ଲୋକ ସବୁ ଅଛନ୍ତି, ଅସଂଖ୍ୟ ଜନସମୁଦ୍ର। ମୁଁ ଶ୍ରେଷ୍ଠ ହେଲି। ଖାଇଲା ବେଳକୁ ଯେତେବେଳେ ଓଡିଶାର ପିଲାମାନେ ବାଢୁଥିଲେ, କହିଲେ ଆଜ୍ଞା ଆମେ ଆଜି ଏତେ ଖୁସି, ଆମେ ଆଉ ପ୍ରକୃତରେ ଆମେ ଗର୍ବ କରୁଛୁ ଯେ ଓଡିଶାରେ ଆମର ଏଇ ପ୍ରକାର ଲୋକ ଅଛନ୍ତି। ମୁଁ କହିଲି ମୁଁ ତ 5 ମିନିଟ କହିଲି। ସେମାନେ କହିଲେ ଏଇ 5 ମିନିଟରେ ତ ମିଟିଂର ସାର ତତ୍ତ୍ୱ ଥିଲା। ତେବେ ପ୍ରଭୁଙ୍କର ଧନ୍ୟବାଦ ହଉ। ତେଣୁ ପ୍ରାକ୍ଟିକାଲ କାର୍ଯ୍ୟ ଆମମାନଙ୍କର ଦରକାର। ଆଉ ଗୋଟେ ଜାଗା ଲେଖା ହଉଛି, ବାଇବେଲ ଗୋଟେ ଜାଗା ଲେଖା ହଉଛି, ତୁମର ବାକ୍ୟ ଅଳ୍ପ ହଉ, ଅଳ୍ପ କଥା କୁହ, ପ୍ରାକ୍ଟିକାଲ କାର୍ଯ୍ୟ କର। ନିଜକୁ ସେଥିପାଇଁ ପ୍ରସ୍ତୁତ କରିବାକୁ ଅଛି। ଦରକାର ଲୋକ ଡିମାଣ୍ଡ କରିବେ, ଆଜ୍ଞା କୁହନ୍ତୁ, ଆଜ୍ଞା କୁହନ୍ତୁ, ଏଇଠି ଡାକିବେ, ସେଠି ଡାକିବେ, ଆପଣ କୁହନ୍ତୁ, ସମସ୍ତଙ୍କୁ ବନ୍ଦ କରିଦେବେ। ମୁଁ କହୁନି ଏଇଟା ମୋ ଅଙ୍ଗେ ଅନୁଭବ କରିବା କଥା। ବଡ ବଡ ମିଟିଂ ଗୁଡାକରେ ସମସ୍ତଙ୍କୁ ବନ୍ଦ କରିଦେଇକି ପବ୍ଲିକ ଡିମାଣ୍ଡ କରନ୍ତି। ସେ ପାଷ୍ଟର ବେଞ୍ଜାମିନ ବେହେରା ଯୋଉ ଆସନ୍ତି କଟକରୁ, ସେ ହିଁ କହିବେ, ଆଉ ବାକି କେହି କହିପାରିବେନି। ଏମିତି ଡିମାଣ୍ଡ ସବୁ କରନ୍ତି ସହର ମାନଙ୍କରେ। ସେତିକି ଟ୍ୟାଲେଣ୍ଟ ଆମ ପାଖରେ ରଖିବାକୁ। ମୁଁ ପାଠ ପଢିଛି ବୋଲିକି ଏଇଟା ନାହିଁ, ଆଦୌ ନାହିଁ। ପାଠର ଜ୍ଞାନରେ ମୁଁ ସେଟା କହୁନାହିଁ। ଏମିତି ପାଠ ପଢିବା ବହୁତ ଲୋକ ଅଛନ୍ତି, ସେ ସବୁ ନାହିଁ। ପ୍ରକୃତ ପାଠ ମୁଁ ପଢିଛି। ପ୍ରଭୁ ଯୀଶୁ ଯେତେବେଳେ କହିଲେ ଆଲଫାବେଟ୍ ଶିଖିବାକୁ ଯାଅ, ABCD ଶିଖ, ସେଇଟା ମୁଁ ପଢିଛି। ପ୍ରକୃତ ସତ୍ୟ ବିଷୟଟା କଣ, ବାଇବେଲର କଥା କଣ, ଟ୍ରିକ୍ସ କଣ, ଦିନ ରାତି ଚିନ୍ତା କରେ। ପାଉଲ ଏମିତି କାମ କଲେ, ପିତର ଏମିତି କାମ କଲେ, କଣ ଭିତରେ ଆମ ରହସ୍ୟ କଣ ଅଛି? ମୋ ଠାରେ ସେ ହଜାର ହଜାର ଲୋକ ପରିବର୍ତ୍ତନରେ ମୋଠି ସେଟା ଅଛି କି ନାହିଁ କି, ସେଇଟାକୁ ଚିନ୍ତା କରି ମୁଁ ନିଜକୁ ପ୍ରସ୍ତୁତ କରେ। ପ୍ରଭୁଙ୍କର ଧନ୍ୟବାଦ ହଉ। ଆମକୁ ସେଟା ଆବଶ୍ୟକ। ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ଆମକୁ ଯଥେଷ୍ଟ ଭାବରେ ବଢେଇବାକୁ ଅଛି। ଯେହେତୁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ପ୍ରାୟ କେହି କରନ୍ତି ନାହିଁ, ସେଥିପାଇଁ ସେଟା ଆମ ପାଇଁ ଆହ୍ୱାନ, ମୋ ପାଇଁ, ଆମ ସମସ୍ତଙ୍କ ପାଇଁ। ଆମକୁ କଣ କହିଲି? ଗ୍ରେଟ୍ ଇଜ ଦ ହୋଲି ସ୍ପିରିଟ୍। ପବିତ୍ର ଆତ୍ମା ମହାନ। ଯେହେତୁ ପବିତ୍ର ଆତ୍ମା ପାଇଲେ ଗ୍ୟାରେଣ୍ଟି ମିଳା ସ୍ୱର୍ଗ ଯିବା ପାଇଁ। ଆଶ୍ଚର୍ଯ୍ୟ କର୍ମ କଲେ ନାହିଁ, ଗିର୍ଜା ପ୍ରାର୍ଥନା କଲେ ନାହିଁ, ଦଶମାଂଶ ଦେଲେ ନାହିଁ, ଯାହା କିଛି ବି କର ଗ୍ୟାରେଣ୍ଟି ନାହିଁ। ଆଶ୍ଚର୍ଯ୍ୟ କର୍ମ ହେଲେ ଲୋକମାନେ ବିଶ୍ୱାସ କରିବେ, ତାପରେ ଯାଇ ପାପ କ୍ଷମା ହବ, ଡୁବନ ପାଇବେ, କେତେ କଥା ଅଛି ସ୍ୱର୍ଗ ଯିବା ପାଇଁ। ପବିତ୍ର ଆତ୍ମା ମିଳିଗଲେ ସିଧାସଳଖ ସ୍ୱର୍ଗ ଯିବା ପାଇଁ ଗ୍ୟାରେଣ୍ଟି ମିଳା, କୌଣସି ପ୍ରତିବନ୍ଧକ ନାହିଁ ସେଠି। ଏଫେସୀୟ 4:30 ଅନୁସାରେ। ତେଣୁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଆମକୁ ଅତିଶୟ ବୃଦ୍ଧି କରିବାକୁ ହେଲେ ସେ ପିତର ପରି ହବାକୁ ହବ, ପାଉଲଙ୍କ ପରି ହବାକୁ ହବ। ଏମାନେ ଏମିତି କାର୍ଯ୍ୟ କରୁଥିଲେ ଯାହା ଲେଖା ହେଇଛି। ତେଣୁ ତ ପାଉଲ ବାରମ୍ବାର କହିଲେ, ପବିତ୍ର ଆତ୍ମା ତାଙ୍କ ଭିତରେ କହିଲେ, ତାଙ୍କ ଦ୍ଵାରା ମୋ ପରି ହୁଅ। ଆମେ କଣ କହିପାରିବା ମୁଁ ପାଉଲଙ୍କ ପରି ହେଇଛି? ତାହେଲେ ପ୍ରଭୁ ଆମମାନଙ୍କୁ ପ୍ରଶ୍ନ କରିବେ, ଆଜି ବି କରୁଛନ୍ତି, ସେଦିନ କରିବା ପୂର୍ବରୁ, କାହିଁକି ତୁମେ ପାଉଲଙ୍କ ପରି ହେଇପାରିଲ ନାହିଁ? ପିତରଙ୍କ ପରି ତମେ କାହିଁକି ହେଇପାରିଲ ନାହିଁ? ଯଦି କହିବ ପାଉଲ ବହୁତ ପାଠ ପଢିଥିଲେ, ମୁଁ ପାଠ ପଢିନି। ପିତର କେତେ ପାଠ ପଢିଥିଲେ? ମାଛ ଧରିବା ଲୋକ, 2000 ବର୍ଷ ତଳ କଥା, କିଛି ନାହିଁ। କଥା କହିଲା ଲୋକଙ୍କ ହୃଦୟ ବିଦୀର୍ଣ୍ଣ ହେଲା। ତମେ କଥା କହିଲେ କାହିଁକି ଲୋକଙ୍କ ହୃଦୟ ବିଦୀର୍ଣ୍ଣ ହଉନାହିଁ? ତମେ ନିଜକୁ ସେମିତି ପ୍ରସ୍ତୁତ କରିନାହ। ଖାଲି ପ୍ରାର୍ଥନା କରିଦେଲ, ପ୍ରଭୁ ମତେ ତାଙ୍କ ପରି ନାହିଁ। ଠିକ ଅଛି, ପ୍ରାର୍ଥନା କର, ଭଲ କଥା। ତାପରେ କଣ କରିବାକୁ ଚିନ୍ତା କର। ପ୍ରଭୁ କଣ ତମ ସହିତ କଥା କହୁଛନ୍ତି ସେ ବିଷୟ ଭାବ।
ତିନିଟା କଥା ଶେଷରେ ମୁଁ କହିବି। ଏ ପିତର ପାଉଲଙ୍କ ପରି ହବା ପାଇଁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ପ୍ରାକ୍ଟିକାଲି ଅତିଶୟ ବଢେଇବା ପାଇଁ କଣ ଦରକାର? ପ୍ରଭୁଙ୍କ ଲୋକମାନଙ୍କୁ, ପାଳକ ପ୍ରଚାରକ ମାନଙ୍କୁ, ଖ୍ରୀଷ୍ଟୀୟ ନେତା ମାନଙ୍କୁ ଏଇ ଭିତର କଥା ଲୋକମାନେ କହନ୍ତି ନାହିଁ। ଏଇଟା ଏକଦମ ସତ୍ୟ ବିଷୟ, ପ୍ରାକ୍ଟିକାଲ କଥା ମୁଁ କହୁଛି। ପ୍ରଥମେ ଆମମାନଙ୍କୁ ପ୍ରଭୁଙ୍କର ଲୋକମାନଙ୍କୁ ସେପରି ଲୋକ ଦରକାର ଯୋଉମାନେ କି ଅନଏଣ୍ଟେଡ, ମାନେ ଅଭିଷିକ୍ତ ଲୋକମାନେ। ଯୀଶୁଙ୍କୁ ତାଙ୍କୁ ମଧ୍ୟ ଆଉ ପ୍ରେରିତ 10 ପର୍ବ 38 ପଦରେ ବାଇବଲ ଲେଖା ଅଛି, ଯୀଶୁଙ୍କୁ ଈଶ୍ୱର କଣ କଲେ? ପବିତ୍ର ଆତ୍ମା ଓ ଶକ୍ତିର ଅଭିଷେକ ଦେଲେ, ତାପରେ ସେ କାର୍ଯ୍ୟ ଆରମ୍ଭ କଲେ। ପାଉଲ କହୁଛନ୍ତି ଆମକୁ ମଧ୍ୟ ଅଭିଷେକ ଦିଆହେଇଛି, ମାନେ ଈଶ୍ୱର ନିର୍ବାଚିତ ଲୋକମାନେ। ଆମେ ଯୋଉ କାମ କରୁଛୁ ପ୍ରଭୁ ଆମକୁ ମନୋନୀତ କରିଥିବାକୁ ହବ, ନହେଲେ ପ୍ରଭୁ ଗ୍ରହଣ କରିବେ ନାହିଁ। ସ୍କୁଲକୁ ଆସୁଛନ୍ତି ଜଣେ ଟିଚର ଆମର ଧୀରେନ୍ଦ୍ର ବାବୁ, ଆଉ ଯାଇକି ମୁଁ କହିବି ଆଉ ହଁ ମୁଁ ବି ସେମିତି, ସେ ଗୋଟେ କ୍ୱାଲିଫାଏଡ ଲୋକ, ମୁଁ ମଧ୍ୟ ସେଇ ୟୁନିଭର୍ସିଟିରେ ପଢିଛି, ତାଙ୍କର ଆଗରୁ ମୁଁ ସିନିୟର। ମୁଁ ଯାଇକି ବସିଲେ ସେଠି କେହି ବି ଗ୍ରହଣ, ସେ ପିଲାମାନେ ଛାନିଆ କଣ ମତେ ଜାଣିଛନ୍ତି କହିକି ଟିକେ ଖୁସି ହେବେ, କିନ୍ତୁ ମୋ କଥା କେହି ଗ୍ରହଣ କର। ଗାଁ ସବୁ କମିଟି ସବୁ ଥିବେ, ଆପଣ କଣ ହେଲା? ହଁ କଣ କଥା କହିବା ପାଇଁ ପଦେ ଅଧେ ଆସୁଛନ୍ତି। ନାଇଁ ନାଇଁ ନାଇଁ, ମୁଁ ଏଇ ସ୍କୁଲର ହେଡ୍ ହେଇକି ମୁଁ ରହିବି, ହବ କେବେ ନାହିଁ। ଗଭର୍ଣ୍ଣମେଣ୍ଟ ତାଙ୍କୁ ଆପଏଣ୍ଟମେଣ୍ଟ ଦେଇଥିବାରୁ ସେ କରୁଛନ୍ତି। ସେଇ ପ୍ରକାର ଯଦି ସ୍ୱର୍ଗୀୟ ଗଭର୍ଣ୍ଣମେଣ୍ଟ ଆପଏଣ୍ଟମେଣ୍ଟ ଦେଇନାହାନ୍ତି ତାହେଲେ ସ୍ୱର୍ଗ ଗ୍ରହଣ କରିବନି ଆମମାନଙ୍କର କାର୍ଯ୍ୟ। ସେଥିପାଇଁ ବାଇବଲରେ ଲେଖା ଅଛି ତୁମର ଆହ୍ୱାନର ଯୋଗ୍ୟ ଆଚରଣ କର। ତୁମର ଆହ୍ୱାନ ମନୋନୟନକୁ ଜାଣିବା ପାଇଁ ଅତିଶୟ ଯତ୍ନବାନ ହୁଅ। ପ୍ରଭୁ ତମେ ମତେ ଚାହୁଁଛ ନା ନାହିଁ? ମୁଁ କରିବି ନା ନାହିଁ? କଣ କରିବି? କଣ ଦାୟିତ୍ୱ ମୋର? ପ୍ରଭୁଙ୍କ ଠାରୁ ଏଇଟା ଜିନିଷ ଜାଣ। ଅନଏଣ୍ଟେଡ, ପ୍ରଭୁ ମନୋନୀତ କରି ଅଭିଷେକ କରିଥିବା ଲୋକମାନେ, ପବିତ୍ର ଆତ୍ମା ଶକ୍ତି ଅଭିଷେକ ଥିବ। ଏ ପିତର ପାଉଲ ପ୍ରେରିତ ମାନେ ଈଶ୍ୱରଙ୍କର ମନୋନୀତ ଅନଏଣ୍ଟେଡ ଲୋକମାନେ। ଆଜି ବହୁତ ଲୋକ ଅଛନ୍ତି ସେ ଅନଏଣ୍ଟେଡ ନାହାନ୍ତି, ସେମାନେ ପ୍ରଭୁ ସେମାନଙ୍କୁ ମନୋନୀତ କରିନାହାନ୍ତି, ନିଜେ ନିଜେ ଉଠି କାମ କରୁଛନ୍ତି। ଟଙ୍କା ପଇସା ଅଛି ବୋଲି କରୁଛନ୍ତି, ଚଳିବନି। ସେ ଟଙ୍କା ପଇସା ଦ୍ୱାରା କାମ କଲେ ଈଶ୍ୱରଙ୍କ ରାଜ୍ୟ ଟଙ୍କା ପଇସାରେ ନାହିଁ, ବାକ୍ୟରେ କଥାରେ ନାହିଁ, ଶକ୍ତିରେ ଗୋଟିଏ ଶକ୍ତିର କାର୍ଯ୍ୟ କରି ପାରନ୍ତି ନାହିଁ। ଅନଏଣ୍ଟେଡ ଆଉ ତାପରେ ଏ ଲୋକମାନେ ଆଉ କିପରି ଲୋକମାନେ? ଗିଫ୍ଟେଡ, ମାନେ ଦାନପ୍ରାପ୍ତ ଲୋକମାନେ। ଯେତେବେଳେ ଫିଲିପ ଗଲେ ସନଡର ପ୍ରଧାନ ନଗରରେ ସେ ବାକ୍ୟ ପ୍ରଚାର କଲେ, ଅନେକ ଆଶ୍ଚର୍ଯ୍ୟକ୍ରମ ଦେଖି ଲୋକମାନେ କଣ କଲେ? ସେମାନେ ବାପ୍ତିଜିତ ହେଲେ, ଗିର୍ଜା ପ୍ରାର୍ଥନା ଆରମ୍ଭ ହେଲା। ପ୍ରେରିତ ମାନେ ଶୁଣିଲେ ଜେରୁସାଲେମରେ ଏମାନେ ସମୀରଣର ଲୋକମାନେ କଣ କରୁଛନ୍ତି? ବାକ୍ୟ ଗ୍ରହଣ କରିଛନ୍ତି। କଣ କଲେ ସେତେବେଳେ? ସେମାନେ ଆସିକି ହଁ ବହୁତ ଖୁସି ହେଲୁ, ମାନେ ତମେ ବାକ୍ୟ ଗ୍ରହଣ କଲ, ମନ ପରିବର୍ତ୍ତନ କଲ, ଡୁବନ ବି ସବୁ ନେଇଛ, ଧନ୍ୟବାଦ ପ୍ରଭୁଙ୍କୁ, ପ୍ରଭୁ ଆଶୀର୍ବାଦ କରନ୍ତୁ ତମମାନଙ୍କୁ, ତମେ ସବୁବେଳେ ଗିର୍ଜା ପ୍ରାର୍ଥନା କରି ଚାଲ, ଆମେ ଗୋଟେ ପାଷ୍ଟର ନିଯୁକ୍ତ ହଉଛୁ। ଏଇଟା ହଉଛି ଆଜିକାଲି ସବୁଆଡେ। କିନ୍ତୁ ପ୍ରେରିତ ମାନେ ଶୁଣିଲା ପରେ ଜେରୁସାଲେମରେ କଣ କଲେ? ପିତର ଯୋହନଙ୍କୁ ପଠେଇଲେ। କଣ ପାଇଁ? ଯାଅ ସେମାନେ ଯେପରି ପବିତ୍ର ଆତ୍ମା ପାଇବେ। କେତେକ ଏମିତି ଲୋକମାନେ ଅଛନ୍ତି, ବିଶିଷ୍ଟ ଲୋକମାନେ, ଖ୍ରୀଷ୍ଟିୟ ନେତା ମାନେ, ସେଠି ଗିର୍ଜା ପ୍ରାର୍ଥନା ହଉଛି, ଲୋକ ମନ ପରିବର୍ତ୍ତନ କରିଛନ୍ତି, ଡୁବନ ନେଇଛନ୍ତି, ଯାଅ ସେମାନେ ପବିତ୍ର ଆତ୍ମା ଯେମିତି ପାଇବେ। ପଠେଇଲେ ସେମାନେ। ତେଣୁ ଆଉ ଏମାନେ ଆସିଲେ, ହସ୍ତାର୍ପଣ କଲା ମାତ୍ରକେ, ପ୍ରାର୍ଥନା ହସ୍ତାର୍ପଣ କଲା ମାତ୍ର ଲୋକମାନେ ସବୁ ପବିତ୍ର ଆତ୍ମା ପାଇଗଲେ। କାହାକୁ ପଠେଇଲେ ସେଠିକି? ପିତର ଯୋହନଙ୍କୁ। ପିତର ଯୋହନ 2 ଜଣ ଥିଲେ ପ୍ରେରିତ, ଆଉ ବାକି ମାନେ ନଥିଲେ, କୁଆଡେ ଯାଇଥିଲେ? ଅଛନ୍ତି ନା ନାହାନ୍ତି? କାହିଁକି ଏମାନଙ୍କୁ ପଠେଇଲେ? ଏମାନଙ୍କ ଠାରେ ସେ ଦାନ ଅଛି, ଗିଫ୍ଟ ଅଛି ପ୍ରଭୁଙ୍କ ଠାରେ। এইটা পাইবা পাই বহুত চেষ্টা করিয়া হব বলি প্রথম গ্রন্থি 14 পর্ব আরম্ভরে আউ সে পাউল কলে আত্মিক দান সব পাই পাই একান্ত চেষ্টা কর। আউ বুডেঙ্গিরে থিলা বলে আউ মু 10 দিন উপবাস কলি এইসব আত্মিক দান সব পাইবি কহিকি দিন রাতি ন খাই ন পিই মু করুথাए। নবম দিন বেড়କୁ আউ কোন হেলা মନରେ প্ରେରଣା ପାଇଲି ଝିଅ ତାଙ୍କ ଲୋକମାନେ ଯେମିତି ଭୂମିରେ ପଡିଥିଲେ ଦିନ 11ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମୁହଁ ମାଡିକି ଲମ୍ବିକି ପଡିକି ରହିଛି। ଝିଅ ସମୟ ପ୍ରଭୁ କହିଲେ କାହିଁକି ତମେ ମୁହଁ ତଳେ ପକେଇଛ, ଉଠ, ଇସ୍ରାଏଲ ପାପ କରିଛି। ମତେ ଏମିତି ପ୍ରଭୁ କୁହନ୍ତୁ। 9 ଦିନ ହେଲାଣି ପରଦା ଟାଣି ଦେଇକି ବୁଡେଙ୍ଗିରେ ସେ ଘର ଯାଇଥିଲୁ, ତା ଭିତରୁ ମୁଁ କହିଥିଲି ମୋ ସ୍ତ୍ରୀକୁ ଆଉ ସମସ୍ତଙ୍କୁ କେହି ସନ୍ଧ୍ୟା 6ଟା ପୂର୍ବରୁ ମୋ ପାଖକୁ ଆସିବନି, ଛୁଇଁବନି, କଥା କହିବନି, ମୁଁ ହଲଚଲ କରିବନି। 11ଟାରୁ 12, 1, 2, 3, 4, 5, 6, 7 ଘଣ୍ଟା ଲମ୍ବିକି ପଡିକି ରହିଛି। ମତେ ଦରକାର ଆତ୍ମାଙ୍କର ଦାନ ଗୁଡା, ସବୁବେଳେ ତ ପ୍ରାର୍ଥନା କରୁଛି, 10 ଦିନ ଦିନ ରାତି ଖାଇବିନି ପିଇବିନି, ମତେ ଆତ୍ମିକ ଦାନ ଦରକାର।
एकांत चेष्टा कर लिखाई देख मु कौन करी सब पाइबा खाली बाइबल पढ़ी प्रार्थना करी ना सेटा दरकार ठीक अच्छे बाइबल पढ़िया प्रार्थना दरकार तापर आउरी 6टा हो गला मो स्त्री आसिक डर थाए अरे दिन राति लोकटा खाईनी 9 दिन है बंची ना मरी आसी खाली से पर्दा कुआरे करके देखुची मोर निश्वास प्रश्वास चली बोलिकी से फेरी जाऊँ राति आमती है स्वप्न गोटे देखिली शून्य जड़े लोक आसी तार 2टा बड़ बड़ पक्ष आम घर आड़ को लक्ष्य कर आसूची मु स्वप्न भावुचे एटा निश्चय प्रभु मो ठारे मो प्रति संतुष्ट होगी पठे से गाब्रिएल दूत से जो तो कहते सब ना जिखर भय कर ना तुम निवेदन सब शुणा जाइए तुम भार्या गर्भवती पुत्र पर तुम जोहन दब माँ गुरु पवित्रात्मा इत्यादि कही निश्चय से लोक गाब्रिएल सी आसुँच कहे मत आ बेंजामिन तुम प्रार्थना प्रभु ग्रहण कर तुम 9 दिन है उपवास दिन राति करके रहीच आज 11 ରୁ 6ଟା पर्यंत भूमि में पड़ी रह चाकरी मागुन टंका मागुन घर मागुन कि विष मागुन तमें मागिल आत्मांकर 9टा दान केते खुशी कथा प्रभु पठेले तुमको दिहला कही मु भावुचे लोक एमती कह देखला बेलू घर निकट को आसला तार मुंडे 2टा सिंह अच्छी मु जानली एटा लुसिफर एटा लुसिफर जानदे निद भांग ना नहीं भांगी नहीं निद घर पछपाक आसला कौन गोटे स्प्रे कर मारला आम पूरा घरटा उपरटा चालटा पूरा कुहुड़िया हो गला पड़ा मो निद भांगला तापर 10 दिन मोर संध्या 6टा मो उपवास सर दिन रातिर दिन 3टा बेलू मोर मन एमती खराब है कहीं मो शैतान को भूत को देखिली दूत को कहीं मु देखिली नहीं सेटा पाई मो उपवास करुली केते दिन दिन सारा पड़ी 7 घंटा लंबी पड़ी रही एबे तो खाइबी दिन 3टा बेलू एबे खाइबी खाइले कि उपवास भांग प्रभु देखिए देख केते देखुच देख एमती मन है मो स्त्री कहले मत खाइबा दियो से छानी होगा केमती खाइब ए आउ 3 घंटा हेल्ले तुम उपवास सरी बापा माँ को से कहीदेला एमती कहे बापा कहले बापा रे तो बहुत भोक लगुच ते आम केते मना कलु तू करगलु ए शेष मुहूर्त अच्छी हाँ जदि तो बहुत भोक शोष लगुच आम समस्ते बस प्रार्थना करूँ तोर भोक शोष प्रभु दूर करंतु तोर लक्ष्य पूर्ण हवा दरकार आम मना करूँ तू कलु ए मात्र 3 घंटा अच्छी 10 दिन मुझे ना मत भोक लगनी शोष लगना किंतु मु खाइबी मु जानी जानी उपवास भांगी मु भूत कहीं देखिली दूत कहीं देखिली ना ये गोटे मो भर एमती आसला से करदे तो आणिक मारदे सेमती हो मो मन तापर टे पार्टी करके मो स्त्री कली बारंबार कहूँ परा मत खाइबा दियो कहीकि ना तमें खाइब तमें खाइब मो हाथ रू खाइब से डरी थरिकी करदेला खाइली मु कहली प्रभु धन्यवाद दूचे तुमको जे मुझे उपवास भांगुच खाऊचे खाइली खाइली सन्धार जमी गिजा प्रार्थना कर राति शोची पुणी गोटे स्वप्न देखिली पुणी गोटे स्वप्न देखिली एगुड़ाक सावधान रे ग्रहण कर ये सब गला बेलू केते शैतान तार चतुर भाव काम कर जानी पार सतर्क हम राति स्वप्न देखुची गोटे बड़ हॉल ता भितर गोटे टेबुल अच्छी आउ कि ना 40-50 टा 5 टंकिया साइज कॉइन गुड़ा 5 टंका छोट होती आगु टे बड़ थी नहीं कि कॉइन गुड़ा 40-50 टा परी रही से देखिली कहीं ना 4टा-5टा मु धरली चोरी करुच बोली भावुनी चोरी ना धरुची तो जड़े आत्मिक भद्र गोटे लोक मुझे नहीं गला बेले मो सार्ट कलर धरिकी टाणी मुझे ओहो मु चोरी कर नौची बोधे टाणुची से हसी हसी कहूँ ए सबू तुम अच्छी नहीं कि जाओ मुझे नाई ना मोर एत दरकार से कहे अरे सबू तुम अच्छी परा तुम नहीं कि जाओ मुझे नाई ना मोर एत दरकार कौन है शेष मुहूर्त जो मु उपवासटा भांगीदेली तेणुक बाइबल लिखा होची कार्यर आरंभ अपेक्षा तहिर समाप्ति भल लास्ट मोमेंट रे एमती होगला निद भांगला हाँ मु चिंतार पड़ली कौन मु कली एते दिन करी से जो ओडिया भाषा गोटे कहती 12 वर्ष तपस्या सुकुआपुड़ा गला सेमती आका एटा हला 4टा-5टा जोड़ा 40-50टा पाई था 4टा-5टा प्रभु न्याय विचार करते पड़ा मात्र पवित्र आत्मा मत साहाଯ୍य कले ठीक अच्छी आउ थे कर तुम कले प्रभु मना करें
ଆଉ 10 ଦିନ ଦିନ ରାତି କଲା ବେଳକୁ ସେଇ ଗୋଟେ ଏମିତି ଗୋଟେ ଅନୁଭୂତି ଅଲଗା ପ୍ରକାର। ଆଉ ପୁଣି କଟକ ଗଲା ପରେ କେତେ ଦିନ ଗଲା ପରେ ଆଉ ଥରେ କରିବାକୁ ମନସ୍ଥ କଲି ଏବେ ମୁଁ ଦୂତ ଦେଖେ କି ଭୂତ ଦେଖେ, ସ୍ୱର୍ଗ ଦେଖେ କି ନରକ ଦେଖେ, ବନ୍ଦ କରିବି ନାହିଁ, କମ୍ପ୍ଲିଟ କରିବି, ତାପରେ ଦେଖାଯିବ। କାଗଜରେ ଲେଖିଲି 10ଟା ଦିନ ପାଇଁ 10ଟା ବିଷ ମୁଁ ମାଗୁଛି, 10 ଦିନ ଦିନ ରାତି ଉପବାସ କରି ଖାଇବି ନାହିଁ ପିଇବି ନାହିଁ, ଆତ୍ମାଙ୍କର 9ଟା ଦାନ ମତେ ଦରକାର। ଏଇଟା ପାଇଁ ମୁଁ କରୁଛି। ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, 4 ଦିନ ଗଲା, 5, 6, 7, 8, 9, 10 କମ୍ପ୍ଲିଟ କରିଦେଲି। କୌଣସି ବିଶେଷ ସ୍ୱପ୍ନ ଦର୍ଶନ ନାହିଁ। ଯେମିତି ମୁଁ କମ୍ପ୍ଲିଟ କରିଛି ମଧ୍ୟରାତ୍ରି ଉଠି ଟିକେ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ମୋ ସ୍ତ୍ରୀ କହିଲା ଏବେ ମୁଁ ସ୍ୱପ୍ନ ଦେଖି ଉଠିଲି ଆମ ଘର ସବୁ ଗୋଲାପ ଫୁଲରେ ସଜା ହେଇଛି। ମୁଁ କହିଲି ତାହେଲେ ଏଇଟା ଗୋଟେ ଭଲ ସାଇନ ଗୋଟେ, ପ୍ରଭୁ ଗ୍ରହଣ କରୁଛି। ସକାଳୁ ଉଠିକି ମୋ ଝିଅ କହୁଛି ଡାଡି ତମ ପାଇଁ ମୁଁ ଗୋଟେ ସ୍ୱପ୍ନ ଦେଖିଛି। କଣ ବା? ଏଇ ଆମ ଘର ଝରକାରେ ଥାକରେ ଗୋଟେ କଳା ଲୋକ ବସିଛି, ରାଗିକି ତମକୁ ଆଖି ନାଲି ନାଲି କରି ଅନେଇଛି। ଆଉ ଜଣେ ଲୋକ, ସେ ପୁରା ଯୁବା ଲୋକ, ଭଦ୍ର ଲୋକ, ଗୋଟେ ହ୍ୱାଇଟ ଡ୍ରେସ ସେ ପିନ୍ଧୁଛନ୍ତି, ରାଗିକି ସେଇ କଳା ଲୋକ ଚାଲି ଯାଅ ବୋଲି ଧମକେଇଲେ, ପଳେଇଲା ସେ। ଆଉ ସେ ଲୋକ ଆସିକି, ସେ ଯୁବା ଲୋକ ଆସିକି ତମ ମୁଣ୍ଡରେ 2 ହାତ ରଖିଲେ, କହିଲେ ପ୍ରଭୁ ତୁମକୁ ଆତ୍ମାଙ୍କ 9ଟା ଦାନରେ ପୂର୍ଣ୍ଣ କଲେ। ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ଛୋଟ ପିଲା କଣ ଲେଖା ଅଛି ବାଇବେଲରେ, ଗୀତ ସଂହିତାରେ, ଶିଶୁମାନଙ୍କ ମୁଖରେ ସେ ପରାକ୍ରମ ପ୍ରତିପନ୍ନ କରନ୍ତି। ଇମିଡିଏଟଲି ମୋ ଝିଅ ପଚାରିଲା ମତେ ଡାଡି 9ଟା ଦାନ କାହିଁ ଦେଲେ, 10ଟା ଦାନ ଦେଲେନି? ସେତେବେଳେ ମୁଁ ଜାଣିଲି ଆର ସ୍ୱପ୍ନ ଦର୍ଶନ ପୁରା ଠିକ। ପିଲା ଲୋକଟା ବୁଝି ନାହିଁ, 10 ଦିନ ମୁଁ କରିଛି, 10ଟା ପାଇବା କଥା। ମୁଁ କହିଲି ମା ଆତ୍ମାଙ୍କର 10ଟା ଦାନ ନାହିଁ, 9ଟା ଦାନ ଅଛି। ଓହୋ ସେ ଯାହା ହଉ, ପ୍ରଭୁଙ୍କର ଧନ୍ୟବାଦ ହଉ। ଏପରି ଭାବରେ ଆମମାନଙ୍କୁ ଆତ୍ମିକ ଦାନ ପାଇବାକୁ ଅଛି। ଏଇ ଲୋକଟା ଚାହାନ୍ତି ନାହିଁ କଣ ଟିକେ ବାଇବେଲ ପଢିବାକୁ ପଡି ଯାଇ, କଣ ଟିକେ ଶିକ୍ଷା ନେଇଯିବା, ତାଲିମ ନେଇଯିବା, ଏସବୁର ଭିତରେ ତାପରେ ଆମକୁ ପାଷ୍ଟର ବା ପ୍ରଚାର ହବା, କୋଉଠି ଆମକୁ ଫ୍ୟାସିଲିଟି ସବୁ ମିଳିବ, ଭଲ ଦରମା ମିଳିବ ଇତ୍ୟାଦି। ତାପରେ ଆମକୁ ବଡ ବଡ ହେଇକି ଆମେ ଯିବା ପ୍ରଚାର କରିଦବା। ଗୋଟେ ପ୍ରାକ୍ଟିକାଲ କାମ କିଛି ନଥିବ, ଗୋଟେ ଆଶ୍ଚର୍ଯ୍ୟକର୍ମ ହେଇପାରୁନଥିବ, ପବିତ୍ର ଆତ୍ମାର କାର୍ଯ୍ୟ କିଛି ନଥିବ। ତେଣୁ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବୃଦ୍ଧି କରିବା ପାଇଁ ପିତର ପାଉଲଙ୍କ ଉପରି ଆଦ୍ୟମରେ ଯେମିତି ହଉଥିଲା, ବି ପ୍ରଭୁ ଚାହୁଁଛନ୍ତି ଶେଷ ସମୟ ଆତ୍ମା ବୃଷ୍ଟି କରୁଛନ୍ତି। ପ୍ରଭୁ ଯୀଶୁଙ୍କର ଆସିବାର ସମୟ ହେଇଯାଇଛି। ଖୋଜୁଛନ୍ତି, ଦେଖୁଛନ୍ତି କୋଉମାନେ ପ୍ରକୃତରେ ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି, ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବୃଦ୍ଧି କରୁଛନ୍ତି। ପବିତ୍ର ଆତ୍ମାଙ୍କର କାର୍ଯ୍ୟ ନ ବଢିଲେ ପ୍ରକୃତିରେ ପରିବର୍ତ୍ତନ ହବ ନାହିଁ। କୁଟି ଗୁଡା ବଦଳି ନଥାନ୍ତା ଜାମସାଇ କେବେ। ଗୋଟିଏ ବିଷ ଯୋଉ ଦ୍ଵାରା ଯାହାକି ଏଇ ପାଷ୍ଟର ସାମସନଙ୍କ ବାପା ଆଉ ଦିବାକରଙ୍କର ବାପା କିମ୍ବା ଭାସ୍କର ବାପା, ଆଉ ପୁଣି ସୁକୁନ, ଆଉ ରହିଲା କିଏ କୁନ୍ତି, ଏ 3 ଭାଇ ଆଉ 2 ଭଉଣୀଙ୍କର ବାପା ଯେ ଜଲ୍ଦି ଭାଇ ଥିଲେ। ଆଉ ସେ କଣ ନା ଦିନେ ମତେ କହିଥିଲେ 26 ଜଣ ମିଶନାରୀ ଆସିଥିଲେ ଏଠି ଖ୍ରୀଷ୍ଟିଆନ କରିବାକୁ, କେହି କହିପାରିଲେ ନାହିଁ। ତମେ ଗୋଟେ ଛୋଟ ପିଲା ହେଇକି ଆମକୁ ବଦଳେଇ ଦେଲ କାହିଁକି? ଛୋଟ ପିଲା ଭିତରେ ଗୋଟେ ବହୁତ ବଡ ବିଷୟ ଥିଲା। କଣ ସେଟା ହଉଛି? ପବିତ୍ର ଆତ୍ମା। ପ୍ରଥମ ଜନ 4:4 ଲେଖା ହଉଛି, ତୁମ ଅନ୍ତରରେ ଯେ ଅଛନ୍ତି ଜଗତରେ ଯେ ଅଛି ତା ଠାରୁ ମହାନ। ମୁଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇକି ଆସିଲି। ଦିବାକର ସୁସ୍ଥ ହେଲା, ବଦଳି ଗଲ ତମାନେ ସମସ୍ତେ। ହେଇନଥାନ୍ତା, ସେଟା କେବଳ ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ମୋର କିଛି ସେଠି ମହତ୍ଵ ଗୁରୁତ୍ୱ କିଛି ବି ନାହିଁ। ସେଇ ଘର ଭିତରେ ଲମ୍ବା ଚଡା ସୂତା ଟାଣି କଣ କେତେ ହଉଥିଲା, କେତେ ସିଷ୍ଟମ, କେତେ ମାତ୍ର 4 ଦିନ, 3 କି 4 ଦିନରେ ତାକୁ ଭଲ କଲେ। ପ୍ରଭୁଙ୍କର ଧନ୍ୟବାଦ। ଏବେ ଆସିବା ସମୟରେ ମଧ୍ୟ ମୁଁ ସେଇ ଗୋଟେ ସ୍ୱପ୍ନ ଦେଖିଲି, ଆଉ ଆମର ଦିବାକର ବିଷୟରେ। ଆଉ ମୁଁ ଜାଣିଲି ଏଇଟା ତା ପାଇଁ ହଉ, ତାଙ୍କ ପରିବାର ପାଇଁ ହଉ, ମଣ୍ଡଳୀ ପାଇଁ, ଏଠିକା ପାଇଁ କିମ୍ବା ଆମର ସବୁ ମଣ୍ଡଳୀ ପାଇଁ ହେଇଥିବ। ଗୋଟେ ପ୍ରକାର ସ୍ୱପ୍ନ ଦେଖିଲି। ଗୋଟେ କଣ, ମୁଁ ଘରେ ଶୋଇଛି, ୟାର ଆସିବାର 2-3 ଦିନ ପୂର୍ବରୁ ମୋ ବେଡ୍ ପାଖରେ ଜଣେ ଗୋଟେ ମଲା ଲୋକ, ଗୋଟେ ଯୁବା ଲୋକ ପଡି ରହିଛି। ହିନ୍ଦୁ ସିଷ୍ଟମରେ ତାକୁ କଣ ସବୁ ଆଉ ଫୁଲ ଇତ୍ୟାଦି, ଚନ୍ଦନ କଣ ଅଳତା ସବୁ ଦିଆଯାଇଛି। ଆରେ ମରିକି ଅଛି, ଏ କେମିତି ଏଠି ଆସିଲା? ଯୀଶୁଙ୍କ ନାମରେ କହୁଛୁ ଉଠ, ହଲଚଲ ହେଲାନି। ଦ୍ୱିତୀୟରେ କହିଲି ଯୀଶୁଙ୍କ ନାମରେ କହୁଛୁ ଉଠ, ନିଶ୍ୱାସ ପ୍ରଶ୍ୱାସ ଚାଲିଲା ତାର, ମାତ୍ର ଆଖି ଖୋଲୁନି କି ହଲଚଲ ହଉନି କି ଉଠୁନି। ତୃତୀୟ କହିଲି ଯୀଶୁଙ୍କ ନାମରେ ଉଠ। ତାପରେ ମୁଁ ଜାଣିପାରିଲି ନିଦ ଭାଙ୍ଗିଗଲା। ପ୍ରଭୁ କଣ ଏଇଟା ଭଲ ବିଷୟ କିଛି ଗୋଟେ। ତାପରେ ପ୍ରାର୍ଥନା କରି ଶୋଇଛି। ପୁଣି ଦେଖିଲି ଦିବାକରକୁ ଦେଖୁଛି, ଶୂନ୍ୟରେ ଠିଆ ହେଇଛି, ମୋର ସାମ୍ନାରେ ଠିଆ ହେଇଛି। ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧିଛି, ଚଷମା ପିନ୍ଧିଛି, ବାଇବେଲ ବୋଧ ହାତ ଧରିଛି, କଥାବାର୍ତ୍ତା କରୁନାହିଁ। ସେତିକି ମୁଁ ଦେଖିଲି। ଓହୋ, ମୁଁ ସେ ଦିବାକର ପାଇଁ ହଉ, ତାଙ୍କ ପରିବାର ପାଇଁ ହଉ, ଏଇ ମଣ୍ଡଳୀ ପାଇଁ ବି, ଆମର ସବୁ ମଣ୍ଡଳୀ ପାଇଁ ପ୍ରଭୁ ବିଶେଷ କାର୍ଯ୍ୟ ବର୍ତ୍ତମାନ ନିଶ୍ଚୟ କରିବେ। ଆଉ ସେଇ ଯାହା କଟକରେ ଦେଖିଲି ସେଇଠି, ଆଉ ସେ 45 ମସିହାରେ ଯାହା କାର୍ଯ୍ୟ ଥିଲା, ଯାହା ମୁଁ ଶିଖିଥିଲି, ସେ ସତ୍ୟ ବିଷୟ ଗୁଡାକ, ସେ କାର୍ଯ୍ୟ ନାହିଁ। କାମ ଲୋକ ବହୁତ କରୁଛନ୍ତି, କିନ୍ତୁ ଆଉ ଯାହା ପ୍ରଭୁଠାରେ ସୁଗ୍ରାହ୍ୟ,
সেই প্রকার কার্য হবার আছে। ঠিক আছে, এটা ବହୁତ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଭାବରେ ନେବା ଦରକାର। ଯେତେବେଳେ ପ୍ରଭୁ ମତେ ଦେଖେଇଛନ୍ତି ମୋର କର୍ତ୍ତବ୍ୟ ଅଛି, ମୁଁ କରିବାକୁ ହବ। ପ୍ରଭୁ କହିବେ ମତେ ତମେ କାହିଁକି ସେ ସବୁ କାମ କଲ ନାହିଁ? ତମକୁ ଏସବୁ ଦାୟିତ୍ୱ ଦିଆ ହେଇଥିଲା। ବିଶ୍ୱାସ ତମ ଯୋଉଥିରେ ପ୍ରାଣପଣ କର, ନହେଲେ ପ୍ରଭୁ କାର୍ଯ୍ୟ କରିପାରିବେ ନାହିଁ। ଟଙ୍କା ନାହିଁ, ପଇସା ନାହିଁ, ଏଇଟା ନାହିଁ, ସେଇଟା ନାହିଁ, ସବୁ ତମର ମାଗିବା ଭାବେରୁ ପ୍ରଭୁ ଅତ୍ୟଧିକ ଦଉଛନ୍ତି। ଯୋଉ ପ୍ରଭୁ ତମକୁ ମଲାରୁ ବଞ୍ଚାଉଛନ୍ତି, ତୁମର ବିନା ମେଡିସିନରେ ହାର୍ଟ ରୋଗରୁ ତମେ ଭଲ ହେଇଗଲ, ସେ ତମକୁ ଟଙ୍କା ଦେବେ ନାହିଁ। ତମେ କାମ ଦେଖାଅ ନା, କାର୍ଯ୍ୟକାରୀ ବେତନ ଯୋଗ୍ୟ। ସେ ଗୋଟିଏ ମୁଁ ଦେଖେ କାର୍ଯ୍ୟକାରୀ ବେତନର ଯୋଗ୍ୟ। ଆମେ ଠିକ କାମ କଲେ ପ୍ରଭୁ ଆମକୁ ବେତନ ଯୋଗେଇବେ ନିଶ୍ଚୟ। ଏଇ ବିଶ୍ୱାସରେ ମୁଁ ଚାଲିଛି, ଶେଷ ପର୍ଯ୍ୟନ୍ତ ଚାଲିବାକୁ ହବ। ତମମାନେ ମଧ୍ୟ ସେପରି ଚାଲିବାକୁ ହବ। ତେବେ କଣ କରି ପବିତ୍ର ଆତ୍ମାଙ୍କର କାର୍ଯ୍ୟ ମାନଙ୍କୁ ବଢେଇବାକୁ ହବ, ଯିଏକି ପବିତ୍ର ଆତ୍ମା ମହାନ। ଫର୍ଷ୍ଟ ଆଣ୍ଡ ଫରମୋଷ୍ଟ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଆବଶ୍ୟକତା ସେଟା ହଉଛି ପ୍ରଥମ ଆଉ ପ୍ରଧାନ ବିଷୟ। କାରଣ ପବିତ୍ର ଆତ୍ମା ପାଇଗଲେ ସ୍ୱର୍ଗ ଯିବା ପାଇଁ ଗ୍ୟାରେଣ୍ଟି ମିଳିଲା, ନହେଲେ ହେଇପାରିବନି। ପବିତ୍ର ଆତ୍ମା ନ ପାଇଥିବା ହେତୁ ଯୀଶୁଙ୍କର ନିଜ ଶିଷ୍ୟମାନେ ତାଙ୍କୁ ଅସ୍ୱୀକାର କରି ତାଙ୍କୁ ଛାଡି ଚାଲି ଯାଇଥିଲେ। ଆଜି ଲୋକମାନେ ସେମିତି କରୁଛନ୍ତି। ଗିଜାରେ ବସୁଛନ୍ତି ସତ, ମାତ୍ର ବାକ୍ୟ ମାନୁନାହାନ୍ତି। ତାହେଲେ ଗିଜାରେ ବସିବାର ମାନେ କଣ ଅଛି? ଯୀଶୁ କଣ କଲେ? ମତେ ପ୍ରଭୁ ପ୍ରଭୁ ଡାକନ୍ତୁ, ସ୍ୱର୍ଗ ରାଜ୍ୟରେ ପ୍ରବେଶ। ଯେତେ ଦିଅ, ଯେତେ ନାଚ, ଯେତେ ଯାହା କରୁଛ କର, ପିତାଙ୍କ ଇଚ୍ଛା ସାଧନ କଲେ ସ୍ୱର୍ଗ ଯାଇପାରେନି। ମାଥ୍ୟୁ 7:21 ଅନୁସାରେ। କିନ୍ତୁ ପବିତ୍ର ଆତ୍ମା ଆମର ଦୁର୍ବଳତାରେ ସାହାଯ୍ୟ କରନ୍ତି ଈଶ୍ୱରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ପାଇଁ। ସେଥିପାଇଁ ଆମକୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ। ଦିନରେ କେତେ ଥର ଖାଇଲୁଣି? ମୁଁ ମଧ୍ୟ କେତେ ଥର ଖାଇଛି। ସକାଳେ ଆଉ ଆମର ଯାସନ କଣ ଦେଲା, ସେ କ୍ଷୀରରେ ଓମଫେଡରେ ଟିକେ ଅଦା ପକେଇକି ସେଇଠି ବିସ୍କୁଟ, ସେଟା ଗୋଟେ ଥର ଗଲା ମୋର ଡାଏଟ। ତାପରେ ଜଳଖିଆ ହେଲା, ତାପରେ ଦିନର ମିଲ୍ସ ହେଲା, ତାପରେ ଏବେ 4ଟା ବେଳକୁ ସେଇ ମହାନ ଦେଇ କଣ ଆଣିଛି, ରୋଲ ଆଣିଛି ଭାଇନା, ଏମିତି ସେମିତି। ତା ପୂର୍ବରୁ ଆମର ଆଉ ଦାନିଏଲ 4ଟା ମକା ଆଣିଥିଲା, ସେଟାକୁ ମୋର ବହୁତ ଲୋଭ ଥିଲା। କାରଣ ମୁଁ କହିଲି ଏଇଟା ଟିକେ ଦିଅ, ମତେ ପୁରେଇ ଦେଲେ ଟିକେ ଭଲ ଲାଗିଲା, ଖାଇଲି। ନାଇଁ ରୋଲ ଫୋର ନାଇଁ, ପଛ କଥା ସେଟା ଦେଖିବା। ତାପରେ ରାତିରେ ମୁଁ ଖାଇବି, ଆମେ ସମସ୍ତେ ଖାଇବା। ମୁଁ ଏତେ ଥର ଖାଇଲିଣି, ତମେ ବି ଏତେ ଥର ଖାଇଛ, ନହେଲେ ଭୋକ ଲାଗୁଥିବ। ଅନେକ ସମୟରେ ଆମ ଆତ୍ମିକ ଜୀବନରେ ଆମେ ଭୋକିଲା ହେଇକି ରହୁଛୁ, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇପାରୁନା ବାରମ୍ବାର କରିକି। ତେଣୁକରି ଆମର ଆତ୍ମିକ ଜୀବନ ଦୁର୍ବଳ ହଉଛି। ନ ଖାଇଲେ ଜଣେ ଦୁର୍ବଳ ହେଇଯିବ ନା, ରୋଗ ବ୍ୟାଧି ହେବ, ମରିବ ସେ। ସେଥିପାଇଁ ତ କୁହା ହେଲା, ଆରେ ପବିତ୍ର ଆତ୍ମା ପାଇଛ ଯେ ତମେ ତ ଫୁଲ ନା, ପେଟ ଭରି ହେଇକିନା ନା ଅଛି ଭିତରେ ଖାଦ୍ୟ, କିନ୍ତୁ ପୁରା ଖାଲି ହେଇଯିବା ପୂର୍ବରୁ ଆହୁରି ଖାଦ୍ୟ ପଡିବ। ସରିଲା ମାତ୍ରକେ ଯାଇକି ଆମେ ଖାଦ୍ୟ ଖାଇବା। ପବିତ୍ର ଆତ୍ମାଙ୍କର ଖାଦ୍ୟ ଗ୍ରହଣ କରିବାକୁ ଲୋକଙ୍କର ଇଚ୍ଛା ନାହିଁ। ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ପାଇଁ ଚାହାନ୍ତି ନାହିଁ, ଆତ୍ମାରେ ଉତ୍ତପ୍ତ ହେବା ପାଇଁ ଚାହାନ୍ତି ନାହିଁ। ଲେଖା ହଉଛି ଆତ୍ମାରେ ଉତ୍ତପ୍ତ ହୁଅ, ନହେଲେ କିଛି ଫାଇଦା ହବ ନାହିଁ। ପରଭାଷା କହିବାକୁ ଚାହାନ୍ତି ନାହିଁ। ପାଉଲ କହିଲେ ମୁଁ ତୁମ ସମସ୍ତଙ୍କ ଠାରୁ ବେଶୀ କରି ପରଭାଷା କହୁଛି। ଈଶ୍ୱରଙ୍କୁ ଧନ୍ୟବାଦ। 1 କରନ୍ଥୀ 14:18 ପଦ ଅନୁସାରେ ଯେ ସେ 1 କରନ୍ଥୀ 14 ପର୍ବର 2, 3, 4 ଦେଖ, ସେଠି ଯେ ପରଭାଷାରେ କଥା କହେ ସେ ନିଜର ନିଷ୍ଠା ଜନ୍ମାଏ। ମାନେ ଆତ୍ମିକ ଜୀବନରେ ସେ କଣ ହବ? ବଳବାନ, ଷ୍ଟ୍ରଙ୍ଗ ହେଇଯିବ। ମୋର ଅନୁଭୂତି ତମାନଙ୍କର ଅନୁଭୂତିରେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇକି ଯଦି ମୁଁ କାର୍ଯ୍ୟ ଆରମ୍ଭ କରିନଥାନ୍ତି, ପାଷ୍ଟର ଆଲଫନ୍ସ ବଦଳି ନଥାନ୍ତେ। ତାଙ୍କ ସାକ୍ଷ୍ୟ ବି ମାନେ ଗଗନ ସ୍ପର୍ଶୀ। ପ୍ରଭୁଙ୍କ ଗୌରବ ପାଇଁ ମୁଁ କହୁଛି, ତାଙ୍କର ଗୁରୁତ୍ୱ ମହତ୍ଵ ବଢେଇବା ପାଇଁ କହୁଛି, ତାଙ୍କୁ ତଳକୁ ପକେଇବା ପାଇଁ କହୁନାହିଁ। ମତେ ଦିନେ ଧରିଥିଲେ କୁରାଡିରେ ମତେ ଶେଷ କରିବା ପାଇଁ, ସେଟା ଶୁଣିଲା ବେଳକୁ ଖରାପ ଲାଗିବ। ତାପରେ ଭଲ ଲାଗିବ ଯାହା କହିଲେ। ବଦଳି ଗଲେ ସେ ପ୍ରଭୁ ଯୀଶୁ ସ୍ୱୟଂ କଥା କହିଲେ, ଦର୍ଶନ ଦେଲେ, ପରିବର୍ତ୍ତନ ହେଇକି ଆସିଲେ। ପ୍ରାର୍ଥନା କଲୁ, ସେ ଭଲ ହେଇଗଲେ, ଲାଗିଗଲେ। ପବିତ୍ର ଆତ୍ମାରେ ପୂର୍ଣ୍ଣ, ପାଠ ସାଠ ନ ପଢି ବାଇବେଲ ପଢିକି ପାଷ୍ଟର ହେଇକି ଅଛନ୍ତି। ଗୌରବତା ସେ ବାଲେଶ୍ୱର ସହରରେ ଆମେ ଯାଇଥିଲୁ। ମୁଁ ତାଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି ଆପଣ ମାନେ ସେ ଲୋକକୁ? ମୁଁ ଯେତେ କଥା କହିଲା ପରେ ହଁ ଠିଆ କରିଦେଲି। କୁହ, ତାଙ୍କ ମୁଖରୁ ଶୁଣିଲେ। ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇନଥିଲେ ମୁଁ ଏସବୁ କାର୍ଯ୍ୟ ହେଇନଥାନ୍ତା। ତେଣୁକରି ମୁଁ କହିଲି ପବିତ୍ର ଆତ୍ମା କଣ? ଗ୍ରେଟ୍। ପବିତ୍ର ଆତ୍ମା ମହାନ, ଫର୍ଷ୍ଟ ଆଣ୍ଡ ଫରମୋଷ୍ଟ, ପ୍ରଥମ ଆଉ ପ୍ରଧାନ। ଦେଖୁ ପାଉଲ କହିଲେ ପବିତ୍ର ଆତ୍ମା ତମେ ପାଇଛ କି? ବିଶ୍ୱାସ କଲା ବେଳେ ପ୍ରଭୁଙ୍କ ଲୋକମାନଙ୍କର ପ୍ରଥମ କର୍ତ୍ତବ୍ୟ, ପ୍ରଧାନ କର୍ତ୍ତବ୍ୟ। ଆମ ମଣ୍ଡଳୀ ସେମାନେ ସମସ୍ତେ ପବିତ୍ର ଆତ୍ମା ପାଇଲେ, ଆଉ ସେ 12 ଜଣ ଯାକ ଆମ ମଣ୍ଡଳୀରେ ବି ସବୁ ପବିତ୍ର ଆତ୍ମା ପାଇବାକୁ ହବ। ଯୋଉଠି ଯାଇ କାର୍ଯ୍ୟ କଲେ ସେମାନଙ୍କୁ ସବୁ ପାଇବାକୁ ହବ। ଏଇଟା ହଉଛି ପ୍ରକୃତ ପ୍ରଭୁଙ୍କର କାର୍ଯ୍ୟ। ପିତା ଏଇ ପ୍ରକାର ଉପାସ ବା ଲୋକମାନଙ୍କୁ ଚାହାନ୍ତି, ଆମେ ସେତେବେଳେ ପ୍ରକୃତ ପ୍ରଭୁଙ୍କ ଲୋକ ହେଇପାରିବା। ଆଉ ଦିନେ ଯୀଶୁ କହିବେ, ବେଶ ଉତ୍ତମ ବିଶ୍ୱସ୍ତ ଦାସ, ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ବହୁ ବିଷୟରେ ନିଯୁକ୍ତି ଦିଆଯିବ। ପ୍ରଭୁଙ୍କର ଧନ୍ୟବାଦ ହଉ। 2ଟା କଥା କହିଲି। କଣ? ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅତିଶୟ ବୃଦ୍ଧି କରିବା ପାଇଁ ପାଉଲ ପିତର ଆଦ୍ୟ ମଣ୍ଡଳୀ ସଦୃଶ। 1 ହେଲା anointed,
ଅଭିଷିକ୍ତ ଲୋକ ହବା ଦରକାର। ପ୍ରଭୁ ଚାହିଁକି ମନୋନୀତ କରି ପବିତ୍ର ଆତ୍ମା ଈଶ୍ୱରଙ୍କ ଶକ୍ତି ପ୍ରଦାନ କରୁଥିବା ଲୋକ ହବା ଦରକାର। 2ରେ ଗିଫ୍ଟର ଦାନ ପ୍ରାପ୍ତ ଆତ୍ମିକ ଦାନ ପାଇବାକୁ, ଯୋଉଟା ପାଇଁ ମୁଁ କେତେ ପରିଶ୍ରମ କଲି ମୁଁ ଟିକେ କହିଦେଲି ଏବେ। এই ଦାନ ପାଇବା ମାନଙ୍କୁ ଏକାନ୍ତ ଚେଷ୍ଟା କର। ବାଇବେଲ ପଢୁଛୁ ବହୁତ, ପ୍ରାର୍ଥନା କରୁଛୁ ବହୁତ, ଭଲ, ଏଟା ତ ଦରକାର ନା। ଦିନ ରାତି ନ କଲେ କେମିତି ହବ? କ୍ଲାନ୍ତ ନିଜ ଶବ୍ଦ ପ୍ରାର୍ଥନା କର ବୋଲି। ମାତ୍ର ଆହୁରି ଭିତରକୁ ଯିବାକୁ ଅଛି। ସେଦିନ ପିତରଙ୍କୁ ଯୀଶୁ କହିଲେ ଗଭୀର ଜଳକୁ ଯାଇ ମାଛ ଧରିବା ପାଇଁ ଜାଲ ପକା। ତାହେଲେ ସେ ବୋଧେ ଯାଇନଥିଲେ ଗଭୀରକୁ। ସେଦିନ କଣ ଭିତରକୁ ଯାଅ, ଗଭୀରକୁ ବି ଯାଅ। ତାପରେ ବହୁତ ସେ ଧରିଲେ ମାଛ। ତୃତୀୟ ବିଷୟ କଣ? ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅତିଶୟ ବୃଦ୍ଧି କରିବା ପାଇଁ ସେଟା ହଉଛି କଣ ନା ଡେଡିକେଟେଡ, ଉତ୍ସର୍ଗୀକୃତ। 1 ହେଲା ଅନଏଣ୍ଟେଡ, ଅଭିଷିକ୍ତ। 2 ହେଲା ଗିଫ୍ଟେଡ, ଦାନ ପ୍ରାପ୍ତ। 3 ହେଲା ଡେଡିକେଟେଡ, ଉତ୍ସର୍ଗୀକୃତ। ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରୁ କରୁ ସେ ଆପୋଲୋ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରୁ କରୁ ଏଫିସରେ ପହଞ୍ଚିଲେ। ବୁଲି 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 ଆସିଛନ୍ତି ଏଠିକି। ପିତର ଥିଲେ ଜାଫର ନଗରରେ, ସେତେବେଳେ ଦୂତଙ୍କ ଦ୍ୱାରା କଲେ ତାଙ୍କୁ ଡକା। ସେଇଠୁ ଆସିକି ସେ କର୍ଣ୍ଣିଲଙ୍କ ଘରେ ପହଞ୍ଚିଲେ। ଆଉ ପୁଣି ଫିଲିପ ଯାଇକି ଆଉ ସନଡର ପ୍ରଧାନ ନଗରକୁ ସେଠି ଗଲେ, ଯୀଶୁଙ୍କୁ ପ୍ରଚାର କଲେ, ନାନା ଆଶ୍ଚର୍ଯ୍ୟ କର୍ମ କଲେ। ମାନେ ଏମାନେ ସବୁ ଉତ୍ସର୍ଗୀକୃତ ଲୋକମାନେ। ଯୀଶୁ କହିଲେ କେମିତି ତମେ ଉତ୍ସର୍ଗୀକୃତ ହବ? ପିତା ମାତା ଭ୍ରାତା ଭଗ୍ନୀ ଭାର୍ଯ୍ୟା ସନ୍ତାନ ସନ୍ତତି ନିଜର ପ୍ରାଣକୁ ମଧ୍ୟ ଯଦି ଅପ୍ରିୟ ଜ୍ଞାନ ନ କରିବ, ମୋର ଯୋଗ୍ୟ ତୁମେ ନୁହଁ। ମୋ ଘରେ ସମସ୍ୟା ଅଛି, ମୁଁ ଯାଇପାରୁନାହିଁ। ନାହିଁ, ସେଟା ହେଇପାରିବ ନାହିଁ। ଯୀଶୁ ସେମିତି ଲୋକଙ୍କୁ ଚାହାନ୍ତି ନାହିଁ, ତାଙ୍କୁ ସେମିତି ବ୍ୟବହାର କରିବେ ନାହିଁ। ମୋର ଟଙ୍କା ପଇସା ନାହିଁ, ମୋର କାମ ହଉନି, ମୋର ବ୍ୟବସାୟ ହଉନି, ଏଇଟା ହେଲା ପରେ ମୁଁ କରି, ତାହେଲେ ହେଇପାରିବ ନା। ଆମେ ଡିସକ୍ୱାଲିଫାଇ ହେଇଯିବା। ଦେଖ ଏ ସବୁ ଭିତର ଦେଇକି ମୁଁ ଯାଇଛି। କୌଣସି ସମୟରେ ମୁଁ ମନେ କରିନାହିଁ, ଯେତେବେଳେ ଏଇ ବୁଡରେଙ୍ଗରେ ଥିବା ସମୟରେ ମୋ ଝିଅ ମିଲି ହଠାତ୍ ବହୁତ ବାରମ୍ବାର ମତେ ପ୍ରଭୁ ସ୍ୱପ୍ନ ଦର୍ଶନରେ କଥା ହଉଥିଲେ ରାୟଯୁଗା ଯିବା ପାଇଁ। ମୁଁ ଟିକେ ଡରୁଥିଲି, ଚାରିଆଡେ ତ ତାଡନା 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 ଯେ ହିସାବ ନାହିଁ। ଲୋକ ମଧ୍ୟ ଖାଲି ସେ ମାମୁଁ ଫିଲିପ ମାମୁଁକୁ ଧରିକି ଯାଉଥିଲି। ଏ ବହୁତ ପୁଣି ସେଠି ଝାମିଲା କରିବେ। ମୁଁ ରହୁଥିଲି। ହଠାତ୍ ଝିଅ ଭଲ ଥିଲା, ରାତାରାତି ଅସୁସ୍ଥ ହେଇକି ଭୟଙ୍କର ଭାବରେ ଦେହ ସାରା ସେ ଆଉ କଣ ଏ ଯୋଉ ସେ ବସନ୍ତ ଟାଇପ ର କଣ ହେଇକି ସକାଳ ହେଲା ବେଳକୁ ତାର ପ୍ରାଣ ଛାଡିଲା ଭଳି ଅବସ୍ଥା ହେଲା। ମୁଁ ଜାଣିଲି ଏଇଟା ମୋର ଅବାଧ୍ୟତା ପାଇଁ ଏମିତି ହଉଛି, ଯେମିତି ଜୁନସଙ୍କ ପାଇଁ ହେଲା। ମାମୁଁକୁ ଡାକିଲି, ମାମୁଁ ଚାଲ ଯିବା। ମୋ ସ୍ତ୍ରୀ ବହୁତ ଦୁଃଖିତ ହେଲା, କହିଲା ଝିଅର ବେକରେ ପାଦ ଦେଇକି ତମେ ଚାଲି ଯାଉଛ, ଏବେ ତାର ପ୍ରାଣ ଚାଲିଯିବ, ତମେ ଚାଲି ଯାଉଛ। କାହିଁକି ଯାଉଛି ମୁଁ ଜାଣିଛି, ପ୍ରଭୁଙ୍କୁ ଆଜ୍ଞା ଲଙ୍ଘନ କରିକି ମୁଁ ଅଛି। ତେଣୁକରି ପ୍ରଭୁ ହିଁ ନିଜେ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପଠାଇଲା ଭଳି ତାକୁ ପଠେଇଛନ୍ତି। ମୃତ୍ୟୁ ପାତାଳ ତାଙ୍କ ହାତରେ ଅଛି। ମୁଁ କଣ ଖେଳିବା ପାଇଁ ଯାଉଛି, ନା ବ୍ୟବସାୟ କରିବା, ନା ଚାକିରି ପାଇଁ, ନା କଣ ଜାଗତିକ କୋଉ ବାହାଘରକୁ ଯାଉଛି? ମୁଁ ଯୀଶୁଙ୍କ କଥା କହିବା ପାଇଁ। ମୁଁ ଗଲେ ବହୁତ ଗାଳି ତାଡନା ଲୋକ କରିବେ, କଣ ଦରକାର ହେଲେ ମାରିଦେବେ ମଧ୍ୟ ମତେ। ଯାଉଛି, ଯୀଶୁ ଏଟା ଦେଖୁନାହାନ୍ତି? ଝିଅକୁ ମୋ ପଛରେ ପକେଇକି ମୁଁ ଯାଉଛି। ବାଇବେଲ ଲେଖା ହଉଛି ସେଇପରି ପ୍ରଭୁଙ୍କ ଲୋକମାନେ ଯୋଉମାନେ କାମ କରନ୍ତି ସେମାନଙ୍କ ପାଖରେ ଏଇ ପ୍ରକାର କ୍ୱାଲିଟି ରହିବା ଦରକାର। ପିତା ମାତା ଭ୍ରାତା ଭଗ୍ନୀ ଭାର୍ଯ୍ୟା ସନ୍ତାନ ସନ୍ତତି ପ୍ରିୟ ଜ୍ଞାନ କରିବନି। ପକାଅ ପଛରେ, ଆଜି ତମ ପ୍ରାଣ ତମକୁ ନେଇଯିବେ ପ୍ରଭୁ, ତମକୁ ନେଇଯିବେ। କୋଉ ପିଲା ଛୁଆକୁ ଦେଖିବ ତମେ, କୋଉ ଘର ଲୋକକୁ ଦେଖିବ, କଣ କାମ ତମେ କରିବ? ତେଣୁକରି ଆଉ ଈଶ୍ୱରଙ୍କୁ ଭୟ କର, ତାଙ୍କର ଆଜ୍ଞା ସବୁ ପାଳନ କର, ଏହା ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ବାହାରିଗଲି। 1 ମାସରୁ ଉର୍ଦ୍ଧ୍ୱ ସମୟ ବୁଲି ବୁଲି କାମ କଲି, ଖବର ରଖି ନାହିଁ ମୁଁ ଝିଅ ବଞ୍ଚିଛି ନା ମରିଛି। ମାମୁଁକୁ ପଠେଇନେ, ମାମୁଁ ଟିକେ ଯାଅ ଦେଖିବ କଣ ସବୁ, ଏମିତି କରିନାହିଁ। 1 ମାସରୁ ଉର୍ଦ୍ଧ୍ୱ ସମୟ ଖବର ମୁଁ ରଖିନି। ସେଇ ରାୟଯୁକା ଗଲି, ସେଇଠି କାମ କଲି, ତାଡନା ବି ପ୍ରବଳ ଭାବରେ ହେଲା। ତାପରେ ମୁଁ ଆହୁରି ବୁଲି ବୁଲିକି ଆସିଲି। ଯେତେବେଳେ ଏତେ କାମ କରିକି ପ୍ରଭୁଙ୍କ ଆତ୍ମାଙ୍କ ଦ୍ୱାରା ଚାଳନା ପରେ ଯଥେଷ୍ଟ ହେଲା, ଘରକୁ ଫେରିବା। ହଉ, ମୋ ଝିଅ ଭଲ ଅଛି ନାହିଁ ସେଟା ମୁଁ ଜାଣିନି। ଗାଁ ନିକଟକୁ ହେଲା ବେଳେ ସେ ଭାଉଜ ମାନେ ଦେଖି ଯୋଉ ପ୍ରାୟ ଥଟା ଫଟା କରନ୍ତି, ସେମାନେ ମୁଣ୍ଡ ନୁଇ ନୁଇକି ଯାଉଛନ୍ତି ପାଣିକୁ ଆଣିବା ପାଇଁ। ମୋ ମନରେ ସନ୍ଦେହ ହେଲା, କାଳେ କଣ ଅଘଟଣ ଘଟିଛି କି? ଏମାନେ କିଛି ବି ମତେ କହୁନାହାନ୍ତି, ଯେ ଦେଖିଲେ କିଛି କହୁନାହାନ୍ତି। ସାହି ଭିତରେ ପଶିଲା ବେଳକୁ ସବୁ ଶୂନଶାନ ପରି ଲାଗୁଛି, କେହି କଥା କହୁନାହାନ୍ତି। କଣ କିଛି ଅଘଟଣ ଘଟିଛି ବୋଧେ। ବୁଡରେଙ୍ଗର ତଳୁ ଉପରକୁ ଆସିଲା ବେଳକେ ମୋ ଭିତରେ ମୋର ଚିନ୍ତାଧାରା ମତେ ଘାରୁଛି। ଘରକୁ ମୁଁ ଯିବି, ଝିଅ ଥିଲେ ଦୌଡ଼ିକି ଆସିବ ଡାଡି କହିକି, ଛୋଟିଆ ପିଲାଟା ହେଇଥିଲା। ଯଦି ସେ ନ ଆସିବ ଆଉ କେବେ ବି ଆସିବ ନାହିଁ ମୋ ପାଖକୁ, ତାକୁ ଧରି ପାରିବି ନାହିଁ, ମାଟିରେ ମିଶି ଯାଇଥିବ। ମୋ ସ୍ତ୍ରୀ କାନ୍ଦିବ, କାନ୍ଦିକି ପାଟି କରି କହିବ, କଣ ଖୋଜୁଛ, କାହାକୁ? ଝିଅକୁ। ଯାଉନ, ମଶାଣିରେ ଅଛି ସେ। ଏମିତି ହବ କି? ମୋ ମନରେ ଏସବୁ ବିଷୟ ଆସୁଛି। ଚିନ୍ତା କରି ଟିକେ ଭାବ ମୁଁ କୋଉ ସ୍ତରରେ ଆସିଛି, ଯୋଉଥିପାଇଁ ଏ ସମସ୍ତ ବିଷୟ ପ୍ରଭୁଠାରୁ ପ୍ରାପ୍ତ ହୋଇ ମୁଁ କାର୍ଯ୍ୟ କରୁଛି।
ତମାନଙ୍କୁ ସେମିତି ହେବା ଦରକାର। ତାହେଲେ ପ୍ରଭୁଙ୍କର କାର୍ଯ୍ୟ ବୃଦ୍ଧି କରି ହବ, ନହେଲେ ହବ ନାହିଁ। ଏସବୁ ଚିନ୍ତାଧାରା ଭିତରେ ମୁଁ ଆସିବା ସମୟରେ କଣ ହେଲା ନା, ଝିଅ ଭିତରେ ଗୋଟେ ଛୋଟ ପିଲାଟା ଦୌଡ଼ି ଦୌଡ଼ି ଆସୁଛି। ମୁଁ ଦେଖିଲା ବେଳକୁ ବରଣ୍ଡାକୁ ଆସି ଝିଅ ଆଉ ଡାଡି କହିକି ମୁଁ ତାକୁ ଧରିଲି, ଆଖିରୁ ଲୁହ ବୋହିକି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ଏପରି ସବୁ ବିଷୟକୁ, ଏବେ ଯୋଉ ମୋର ଅସୁସ୍ଥତା ବିଷୟ ଦେଖିଲ, ପ୍ରାଣ ଚାଲି ଯାଇଥାନ୍ତା। ଆଉ ମୋର ଶେଷ ଅବସ୍ଥା ତ ଆସିଥିଲା। ମୋ ସ୍ତ୍ରୀ ବି କହିଲା, ଆଉ ଦେଖ ପିଲାମାନେ ବହୁତ ବ୍ୟସ୍ତ ହଉଛନ୍ତି, ପୁଅ ଝିଅ ବହୁତ ବ୍ୟସ୍ତ ହଉଛନ୍ତି, ତମକୁ କିଛି କହିପାରୁନାହାନ୍ତି ସିନା, ବହୁତ ବ୍ୟସ୍ତ ହଉଛନ୍ତି, ତମେ କିଛି ବୁଝୁନ। ବୋଲେ ବୁଝୁନ ମାନେ କଣ କଣ କରିବ? ମୁଁ ଯିବି ମେଡିସିନ ଖାଇବି? ଅନେକଙ୍କୁ ଶିକ୍ଷା ଦେଇକି ଲୋକ ତା ଭିତରେ ବି କେତେ ଗ୍ରହଣ କରିଛନ୍ତି। ଟ୍ରିଟମେଣ୍ଟ ମୁଁ କରିବି? ମରିବାଟା 100 ଗୁଣରେ ଭଲ ମୋ ପାଇଁ। ତମ ନିଜର ସାନ ଭାଇ ଛୋଟ ଛୋଟ ପିଲାକୁ ଛାଡି ସେ ଚାଲିଗଲା, ସେଟା କେମିତି ହେଲା? ଚୁପ ହେଇକି ରହ। ଗୁଡାଏ ମୁଁ ଅନୁଯୋଗ କଲି, ଚୁପଚାପ ହେଇକି ରହିଲା। ଆଉ ପ୍ରଭୁ ମତେ, ତାଙ୍କ ହସ୍ତରେ କଣ ଅଛି? ମୃତ୍ୟୁ ପାତାଳର କଞ୍ଚି ଅଛି। ଆମ ହସ୍ତରେ ମୃତ୍ୟୁ ପାତାଳର କଞ୍ଚି ଅଛି। ଯୀଶୁ କହିଲେ ଦାଉଦଙ୍କର କଞ୍ଚି ଅଛି, ଖୋଲିଲେ କେହି ବନ୍ଦ କରିବ ନାହିଁ, ବନ୍ଦ କଲେ କେହି ଖୋଲିବ ନାହିଁ। ମୃତ୍ୟୁ ରକ୍ଷା ଯେହୋବା ସଦା ପ୍ରଭୁଙ୍କର ଅଧୀନ, ଗୀତ ସଂହିତାରେ ଲେଖା ଅଛି। ଯୀଶୁ ପୁନର୍ବାର କହିଲେ, ମୁଁ ହଉଛି ପୁନରୁତ୍ଥାନ ଓ ଜୀବନ, ଯେ ମୋରି ବିଶ୍ୱାସ କରିବ ମଲେ ବଞ୍ଚିଥିଲେ ମରିବନି। ଏ ବାକ୍ୟ କଣ ଅନ୍ୟଥା ହବ? ଏଟା ଯୀଶୁ କହିଛନ୍ତି ନିଜେ। ଆକାଶ ପୃଥିବୀ ଲୋପ ହବ, ସେ ବାକ୍ୟ ଲୋପ ହବ ନାହିଁ। ଏଟା ଆମର ବିଶ୍ୱାସ କରିବା ଦରକାର। ତୁମର ବିଶ୍ୱାସ ଅନୁସାରେ ତୁମ ପ୍ରତି ଘଟୁ। ମୃତ୍ୟୁରୁ ବଞ୍ଚିଗଲି। ସେଇ ସ୍ୱପ୍ନରେ ଯାହା ମୁଁ କାଲି କହିଥିଲି, କେମିତି ବାନ୍ଧୁଛି ମୋର ମୃତ୍ୟୁ ପ୍ରାଣଦଣ୍ଡକୁ, ବନ୍ଧା ହେଇଗଲା। ଆଉ ଯେ ମେନ୍ ଲୋକ ଯେ ମତେ ଆଉ ମାରିବା ପାଇଁ ଅର୍ଡର କରିଦେଲେ, ସେ କହିଲେ ଟାଇମ ଓଭର କହିଦେଲେ, ଛାଡିଦେଲେ, ମୁକ୍ତ ହେଇଗଲି। ଆଜି ମୁଁ ସେଥିପାଇଁ ବଞ୍ଚିଲି। ସେଇଟା ବି ହବ, ତମାନଙ୍କ ଦ୍ୱାରା ବି ହବ। ସେଥିପାଇଁ ପବିତ୍ର ଆତ୍ମା ହଉଛନ୍ତି ମହାନ, ତାଙ୍କର କାର୍ଯ୍ୟ ପ୍ରଥମ ଆଉ ପ୍ରଧାନ ବୋଲି କହିଲି। ଗ୍ରେଟ୍ ଇଜ ଦ ହୋଲି ସ୍ପିରିଟ and the Holy Spirit is first and foremost. ପବିତ୍ର ଆତ୍ମା ପ୍ରଥମ ଆଉ ପ୍ରଧାନ। ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ଆମମାନଙ୍କୁ ଅତିଶୟ ବଢେଇବାକୁ ହବ, ଏକ୍ସିଡିଂଲି ପ୍ରମୋଟ ଦ ମିନିଷ୍ଟ୍ରି ଅଫ ଦ ହୋଲି ସ୍ପିରିଟ। ତାହେଲେ ପିତର ପାଉଲଙ୍କ ପରି ଆମକୁ ହବାକୁ ହବ। 3ଟା ବିଷୟ ମୁଁ କହିଲି। କଣ କହିଲି? ସଲମାନ କହିପାରିବୁ? ଇଂଲିଶରେ ହଉ କି ଓଡିଆରେ ହଉ କି? ପଛରୁ କହିବେନି, ମୁଁ ଜାଣିଛି ତୁ କହିପାରିବୁ। ମିସାଇଲ କହିପାରିବୁ? ମୁଁ କଣ କହିଲି? 3ଟା ପବିତ୍ର ଆତ୍ମାଙ୍କର କିଛି ଗୋଟେ ହେଲେ ମନେ ପକାଅ। ଯୋଉ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ନାଇଁ, ସେଇଟା ନାହିଁ। ତାଙ୍କ ପାଖରେ ଯୋଉମାନେ ସେ କାମ କରିବେ, ତାଙ୍କଠାରେ 3ଟା କ୍ୱାଲିଟି ଥିବାକୁ ହବ। ଉତ୍ସର୍ଗୀକୃତ, ମନୋନୀତ, ଗୁଡ, ଭେରି ଗୁଡ। ଆଉ ଗୋଟେ ରହିଲା ଅଭିଷିକ୍ତ। ଗଡ ବ୍ଲେସ ୟୁ, ଗଡ ବ୍ଲେସ ୟୁ। ପ୍ରଭୁ ଆଶୀର୍ବାଦ କରନ୍ତୁ ତତେ। ହଁ, ମିସାଇଲ ତ ଭଲରେ ଉଚ୍ଚ ସ୍ୱର କରି ପାଟି କରି କହିଦବ। ମିସାଇଲ କହିଲୁ ଇଂଲିଶରେ ଆଉ ଓଡିଆରେ? anointing, gifted, ଦାନ ପ୍ରାପ୍ତ, dedicated, ଉତ୍ସର୍ଗୀକୃତ। Amen. Anointed, ଅଭିଷିକ୍ତ ହବାକୁ ପଡିବ। ଆଉ ତାପରେ ଗିଫ୍ଟେଡ, ଦାନ ପ୍ରାପ୍ତ ହବାକୁ ପଡିବ। ଡେଡିକେଟେଡ, ଉତ୍ସର୍ଗ। ବୁଲିବାକୁ ହବ, ବୁଲିବାକୁ। ଦେଖ, ମୁଁ ଯେତେବେଳେ ଆରମ୍ଭ କଲି କାମ, ବୁଲିଲି ଚାରିଆଡେ। ଏବେ ତ ମାନେ ଯୋଉମାନେ ଯାଉଛ ଶୁଣୁଥିବ, ମୋ ନାଁ କହିଲେ ସେମାନେ କେମିତି ଜାଣନ୍ତି? ହଁ, ସମସ୍ତେ ଏତେ ସବୁ ଦାନ ପ୍ରାପ୍ତ ଯାହା ସବୁ ହେଇକି ଥିବା, ଆମେ ଘରେ ବସିକି ରହିଲେ କାମ କେମିତି ହବ? ଏପରି ଲୋକମାନଙ୍କୁ ବୁଲିବାକୁ। ଯୀଶୁ କଣ କହିଲେ? ଜେରୁସାଲେମରେ ପବିତ୍ର ଆତ୍ମା କଣ ଶକ୍ତି ପ୍ରାପ୍ତ ହବ। ପୁଣି ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ, ସମୀରଣ, ଆଉ ତାପରେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋର ସାକ୍ଷୀ ହବ। ସେମାନେ ନାହାନ୍ତି, ଆଜି ଜଗତରୁ ଚାଲି ଯାଇଛନ୍ତି। ପ୍ରଭୁ ଆଜି ଆମମାନଙ୍କୁ ଏ ଆହ୍ୱାନ ଦଉଛନ୍ତି, ଯଦି ସମ୍ଭବ ହୁଏ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମଧ୍ୟ ଆମମାନଙ୍କୁ ସାକ୍ଷୀ ହେବା ପ୍ରয়োଜନ। ସତ ପ୍ରବୃତ ଭାବରେ ବୁଲି ଅକ୍ଳାନ୍ତ ପରିଶ୍ରମ କରିଛି। ଦିନେ ଟାଣ୍ଡରାନ ଯାଇଥିଲୁ ମିଟିଂକୁ, ପାଷ୍ଟର ଆଲଫୋନଙ୍କ ସହିତ। ସେ ମତେ ଫେରିଲା ବେଳେ କହିଲେ, ଭାଇନା ମୁଁ ଗୋଟେ ସ୍ୱପ୍ନ ଦେଖିଲି। କଣ? ତମେ ଗୋଟେ କୋଉ ସହରକୁ କି କୋଉଠି ଯାଉଛ, ସବୁ ହ୍ୱାଇଟ ପିନ୍ଧୁଛନ୍ତି, ସେମାନେ ତମକୁ ୱେଲକମ କରୁଛନ୍ତି। କଣ ରେ? କୋଉ ସହରକୁ ଯିବାକୁ ମୋର କୌଣସି ଚିନ୍ତା ନାହିଁ। କଟକ ଯିବା ପାଇଁ 100ରୁ ଗୋଟିଏ ଆଉ ମୋର 1% ବି, 1% ମଧ୍ୟ ମୋର ଇଚ୍ଛା ନଥିଲା। ଘର ଦ୍ୱାର କରି ଏଇଠି କାର୍ଯ୍ୟ କରିବା ପାଇଁ ମୋର ଥିଲା। ପ୍ରଭୁଙ୍କ ଇଚ୍ଛା ହେଲା, ତାପରେ ମୁଁ ଚାଲିଗଲି ସମସ୍ତ ବିଷୟ ତ୍ୟାଗ କରି। ପ୍ରଭୁ ଆଶୀର୍ବାଦ କରନ୍ତୁ। ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ଆମମାନଙ୍କୁ ଅତିଶୟ ବୃଦ୍ଧି କରିବାକୁ ହବ। ପବିତ୍ର ଆତ୍ମା ମହାନ, ତାଙ୍କ ଉର୍ଦ୍ଧ୍ୱରେ ଆଉ କିଛି ନାହିଁ। ସ୍ୱର୍ଗକୁ ନେବା ପାଇଁ ଆଉ କିଛି ବିଷୟ ନାହିଁ। ପ୍ରଧାନ ବିଷୟ ପବିତ୍ର ଆତ୍ମା, ତାହା ହଉଛି ପ୍ରଥମ ଆଉ ପ୍ରଧାନ। ପ୍ରକୃତ ପ୍ରଭୁଙ୍କ ଲୋକ ହିସାବରେ ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ଆମମାନଙ୍କୁ ଅତିଶୟ ବୃଦ୍ଧି କରିବାକୁ ଅଛି। ଏଇଟା ଭିତରକୁ ନେଇଯାଅ। ସମସ୍ତେ ମଧ୍ୟ ଅନଲାଇନରେ ତ ଏଇ କଣ ଗୋଟେ ଶୈତାନ କାର୍ଯ୍ୟ ହେଇଥାଉ, ହଉଛି କି ଯାଏ ଆସେ ନାହିଁ। ଏଇଟା ଲାଇଭ ଚାଲିଛି, କିନ୍ତୁ ଭଲ ତ ଦେଖାଯାଉନି। ଏଇ
मोबाइल लाइट गुड़ाक जहाँ टिके देखा जाउथिबो भलरे मते देखा न गले मध्य शुणी तो पारुथिबे भल सिना देखिबे लाइव रे शुणी पारुथिबे भलरे वायरलेस माइक्रोफोन मो ठारे अछि कथा स्पष्ट होउथिबो आपण जे जोठी अछंतु मो प्रकृत सत्य वाक्य कहली ग्रहण करिवे न ग्रहण करिवे आपणक ऊपर निर्भर मोर अनेक आउ साक्ष्य अनुभूति सब सहित मु कहली आउ मोर इच्छा मोर प्रार्थना प्रभु आपण मानक हृदय खोली दियंतु आपण माने बदली जांतु सेई प्रकार पितर पाउलंक उपरि लोक हुंतु जदि हेइछंती पितर पाउलंक उपरि लोक भल कथा स्थिर होइक रहंतु अनेकंक आपणक उपरि लोक परि करंतु ठिया बे आमे समस्ते नले आंठी जिबा जेतु लाइट रो भी अभाव अछि दानियल पास्टर दानियल आओ तमे निजे टिके ठिया जो आंठाओ जेमति चाहछ टिके प्रार्थना रे प्राय 10 मिनिट भितरे गीत भी बोल तमे इच्छा कले आउ टिके समस्त उत्तेजित करी प्रार्थना रे लीड करो जेमति कि आमे समस्ते पवित्र आत्मा रे परिपूर्ण हवा आत्मा रे उत्तप्त हवा उत्तेजित हवा शिथिल हवा नै रोमियो 12:11 पद लिखा होछि उद्योग रे शिथिल होने आत्मा रे उत्तप्त हो आमे समस्त आत्मा रे उत्तप्त हवा पे चेष्टा करी Thank you, Jesus. Glory. Hallelujah. प्रभु जीशु धन्यवाद तुम स्वर्ग द्वार खुली देले प्रभु जीशु इखा बाबा 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 अंदर अब सबर बंदर बर 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 आज हमन का आवश्यक थिला प्रभु जीशु धन्यवाद धन्यवाद होली 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 प्रभु जीशु तुम्हें दया करो तुम्हें दया करो तुम्हें दया करो प्रभु पवित्र आत्मा पूर्ण करिया पे तुम्हें दया करो तुम्हें दया शक्ति प्राप्त है पे तुम्हें दया करो प्रभु तुम्हारा नाम धन्यवाद करूछु धन्यवाद करूछु धन्यवाद करूछु धन्यवाद करूछु प्रभु धन्य तुम्हें धन्य तुम्हें धन्य तुम्हें धन्य तुम्हें धन्य तुम दास वाणी प्रभु जीशु ओ प्रभु जीशु आज सुंदर समय देल प्रभु गत काली ठारो आज पर्यंत तुम नाम धन्यवाद आत्मिक आहार आत्मिक विषय आत्मिक दान विषय पवित्र आत्मा विद्रा उत्सर्गित विषय प्रभु तुम्हें कही प्रभु हमको सजाड़िल तुम्हें दया कल प्रभु जीशु आम प्रति तुम्हें दया कल तुम दास पठाई एथि धन्यवाद करुछु प्रभु तुम्हें धन्य भूले भटके हम जाते तो जाते कहाँ किसने बताया हमें यीशु मसीह है यहाँ भूले भटके हम जाते तो जाते कहाँ किसने बताया हमें यीशु मसीह है यहाँ महिमा तेरी महिमा महिमा तेरी महिमा महिमा तेरी महिमा महिमा तेरी महिमा दुनिया का चिंता का छोड़ो आगे बढ़ता आएगा शांति
ले भटके जाते तो जाते कहाँ, किसी ने बताया हमें यीशु मसीह है यहाँ। महिमा ओ तेरी महिमा, महिमा ओ तेरी महिमा, महिमा ओ तेरी महिमा, महिमा ओ तेरी महिमा। जीवन के रोटी है ऐसा ही उसने कहा, जीवन के ज्योति है वो, अगला उजाला ही है। जीवन के रोटी है वो, जैसा ही उसने कहा, जीवन के ज्योति है वो, अगला उजाला भी है। भोले भटके जाते तो जाते कहाँ, किसी ने बताया हमें यीशु मसीह है यहाँ। महिमा तेरी महिमा, महिमा तेरी महिमा, महिमा तेरी महिमा, महिमा तेरी महिमा। Hallelujah, hallelujah, Hallelujah.
Lord. Praise the Lord. Hey, Jesus, Holy Father. Praise Jesus, Holy Father. Abasimala Varavarama. Andana Varavarama. Hallelujah. 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 Praise Jesus. Hallelujah. 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 Praise Praise the Lord. Praise the Lord. Praise the Lord. Praise the Lord. Glory to God. Praise the Lord. Praise the Lord. ପ୍ରାର୍ଥନା କର ଦାନିଏଲ ସଂକ୍ଷିପ୍ତ ଭାବରେ। ସ୍ୱର୍ଗୀୟ ପିତା ତୁମ ନାମରେ ଧନ୍ୟବାଦ କରୁଛୁ ପ୍ରଭୁ, ଗୌରବ କରୁଛୁ, ସମ୍ଭ୍ରମ କରୁଛୁ। तुम महान शक्तिमान परमेश्वर प्रभु, तुम छड़ा किए ना प्रभु, तुम आमनकर आश्रय बल प्रभु, आम शुभ गति तुम साहाय्य करिथा, उद्धार करिथा। एथिपाई धन्यवाद करुछु प्रभु। आम शीतल पड़ले मध्य तुम उद्योग करुछु प्रभु। हालेलुया हालेलुया। आम लय पड़े तुम उठाउछ प्रभु। केते दया करुछु, केते प्रेम करुछु प्रभु। तुम नाम रे धन्यवाद। तुम वाक्य को आम प्रेम करिवु, एथिपाई साहाय्य अनुग्रह कर। पवित्र आत्मा उपरे ढाली दियो प्रभु। आम शक्ति प्राप्त हेबो, आम समस्त विषय सचेतना रहिबो, जागरणी रहिबो। एथिपाई तुम दया कर प्रभु। ए शेष दिन समस्त परीक्षा रे आम जेपरि जय करिवु, एथिपाई तुम दया अनुग्रह कर। एकुडा मंडली विश्वासी अविश्वासी मान को सान बड़ समस्त को दया कर। समस्त परिवार को तुम आशीर्वाद अनुग्रह कर प्रभु। तुम दया कर ओ प्रभु जीशु। ओ वाक्य प्रिय हेबा पाई, ईश्वर प्रिय हेबा पाई तुम साहाय्य कर, तुम दया कर प्रभु। आज समस्त ओ प्रभु ओ पवित्र आत्मा कथा हे प्रभु प्रत्येक ग्रहण करने पाई तुम साहाय्य कर। प्रत्येक रंग कर हृदय चिरी दियो प्रभु। तुम नाम रे धन्यवाद करुछि प्रभु। दया कर प्रभु। राज्य वाक्य किंतु शक्ति रे प्रकाश पाइब। एणु प्रत्येक लोक को तुम शक्ति प्राप्त होगा तुम साहाय्य अनुग्रह कर प्रभु। तुम दया कर, तुम दास को तुम आशीर्वाद कर, तुम अनुग्रह कर प्रभु। दया कर जो पर्यंत ए अंचल रे अछंती से पर्यंत ता संगरे रही तुम कार्य कर। आत्मिक कार्य अभिषेक कार्य इखारा बसा अंधारा बसा उदिरी बसा अंधारा बा प्रभु। तार निज इच्छा न तुम इच्छा सफल करू, तुम आज्ञा मानु, तुम इच्छा तुम महत् विषय कार्य करने तुम दया कर। तुम अभिमत अंशर आसी तुमरी अभिमत अंशर जीव, एथिपाई तुम दया कर। जहा कले जीव आसो एपरी प्रभु जीशु तुम समस्त विषय को और तुम आदेश को मानिक रहिबो, एथिपाई तुम साहाय्य अनुग्रह कर। तेबे प्रभु जे से जो स्थान रे ठेड़ा हबो से स्थान तुमरी हबो, एथिपाई तुम साहाय्य अनुग्रह कर प्रभु जीशु। तार गोड़ मुंड पंथा हंसी दियो प्रभु जीशु। दुर्बल सबल करियछ, मृत्यु तुम बंचायछ, एथिपाई धन्यवाद करुछु। केडे प्रेम कल, केडे दया कल। हालेलुया। प्रभु जीशु दया कर, प्रभु जीशु दया कर, प्रभु जीशु दया कर। नुआ बल दियो, नुआ शक्ति दियो, रक्त मांस परिपूर्ण कर। बल शक्ति रे प्रभु परिपूर्ण हेबा पई तुम ताको आशीर्वाद कर प्रभु। तुम दया कर प्रभु जीशु, दया कर। प्रत्येक मंडली को आशीर्वाद कर प्रभु जीशु। समस्त विश्वासी माने ओ प्रभु आसी तुम्हारी सेवा उपासना करेंगे मिले से तुम साहाय्य अनुग्रह कर। प्रत्येक दास दासी मान तुम दया कर। सब प्रार्थना विनती शुणिछ, धन्यवाद। आज समस्त ओ प्रभु प्रार्थना उपासना प्रति तुम्हारी दृष्टि हस्त अच्छी, आशीर्वाद अच्छी आम उपर, एथि धन्यवाद करुछु। प्रत्येक लोक मानकर मन प्राण आत्मा शरीर हृदय को तुम हस्तर समर्पण करी त्राणकता प्रभु जीशु को नाम रे यही प्रार्थना करुछि। समस्त आम दुई हाथ ऊपर को उठेवा। जीशुंका परी आओ किए प्रेम करी पारे
ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ? ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ? ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ? ଏଥିରେ ପିତା ଈଶ୍ୱରଙ୍କର ପ୍ରେମ, ପ୍ରଭୁ ଶ୍ରୀକୃଷ୍ଣଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ସହଭାଗିତା, ପ୍ରଭୁ ଶ୍ରୀକୃଷ୍ଣଙ୍କର ଗୌରବମୟ ପୁନରାଗମନ ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଜୟ ଯୀଶୁ ମସିହ କି ଜୟ, ଜୟ ଯୀଶୁ ମସିହ କି ଜୟ, ଜୟ ଯୀଶୁ ମସିହ କି ଜୟ, ଜୟ ଯୀଶୁଙ୍କ ରକ୍ତରେ ଜୟ, ଜୟ ଯୀଶୁଙ୍କ ରକ୍ତରେ ଜୟ, ଜୟ ଯୀଶୁଙ୍କ ରକ୍ତରେ ଜୟ। ହାଲେଲୁୟା, 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 ହାଲେଲୁୟା। Praise the Lord. Praise the Lord.